ଅପସନାଲ ଆପଣ ବୋଧେ ସ୍କୁଲରେ ଗୋଟେ ଅପସନାଲ ସବଜେକ୍ଟ ରହିବା ଦରକାର ଆଷ୍ଟ୍ରୋନୋମି ଉପରେ। ମୁଁ କିଛି ବୁଝୁନି ଆଷ୍ଟ୍ରୋନୋମି, ଆଉ ସିଏ କିଛି ବୁଝୁନି ସଂସ୍କୃତ। ତେଣୁ ଆମେ ଗୋଟେ ଦି ଜଣଙ୍କ ଭିତରେ ଆମେ ଗୋଟେ କଣ ଗୋଟେ ସ୍ନେହ ସମ୍ପର୍କ, ଆମେ ଗୋଟେ ସ୍ନେହ ବା ଗୋଟେ କାମ କରିବାର ନିଶା, ସେଇ ତ ସମ୍ପର୍କର ଗୋଟେ ସେତୁ ବନ୍ଧ ବାନ୍ଧିକିରି ଆମେ କାମ କରିଚାଲିଛୁ। ସମସ୍ତଙ୍କୁ ନମସ୍କାର। କଳିଙ୍ଗ ଇତିହାସର ଆଜିର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ମୁଁ ସୁନୀଲ ବିଶ୍ୱାଳ ଏବଂ ମୋ ସହ କଳିଙ୍ଗ ଇତିହାସର ଅନ୍ୟତମ ସଦସ୍ୟ ଏବଂ ସଦସ୍ୟା ସୁରେନ୍ଦ୍ର ମିଶ୍ର ସାର୍, ଡକ୍ଟର ବିଶ୍ୱଭାରତୀ ଆଉ ପ୍ରୀତା, ଆମେ ସମସ୍ତେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଆଜିର କାର୍ଯ୍ୟକ୍ରମକୁ। ଆଜିର ଆଲୋଚ୍ୟ ବିଷୟ ହେଉଛି ବିସ୍ମୃତି ଗର୍ଭରେ ଓଡ଼ିଆ ଗଣିତଜ୍ଞ। ଏଇଟା ଗୋଟେ ବହୁତ ସୁନ୍ଦର ବିଷୟ ଏବଂ ଯେବେ ଏଇଟା ଆମେ ସ୍ଥିର କଲୁ ସେବେଠାରୁ ଆମେ ସମସ୍ତେ ଚାହିଁ ରହିଛୁ ଏ ବିଷୟରେ ଶୁଣିବା ପାଇଁ। ଆଜିର ଆଲୋଚିକା ହେଉଛନ୍ତି ଡକ୍ଟର ସୁଧୀରା ପଣ୍ଡା। ମ୍ୟାଡାମ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଡକ୍ଟର ନମସ୍କାର। ସୁଧୀରା ପଣ୍ଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପିକା ଥିଲେ। ହଂକଂ ବିଶ୍ୱବିଦ୍ୟାଳୟରୁ ଗଣିତରେ ପିଏଚ୍ଡି କରିଥିବା ଡକ୍ଟର ପଣ୍ଡା ଅଧୁନା ଶତାନନ୍ଦ ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଅଛନ୍ତି। ତେବେ ଚାଲନ୍ତୁ ଆମେ ଆଜିର ଏଇ ଯୋଉ ବିଷୟବସ୍ତୁ ଉପରେ ତାଙ୍କର ସାରଗର୍ଭକ ଅଭିଭାଷଣ ଶୁଣିବା। ଡକ୍ଟର ସୁଧୀରା ପଣ୍ଡାଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିବେ। ମ୍ୟାଡାମ। ଠିକ ଅଛି, ନମସ୍କାର। ବିସ୍ମୃତି ଗର୍ଭରେ ଓଡ଼ିଆ ଗଣିତଜ୍ଞ ଗଣିତଜ୍ଞଙ୍କ ବିଷୟରେ କହିବା ପୂର୍ବରୁ ମୁଁ ପ୍ରଥମେ ଡେଭିଡ ପିଂଗ୍ରି, ଯିଏକି ଜଣେ ଆମେରିକାନ ହିଷ୍ଟୋରିଆନ ଅନ୍ ମ୍ୟାଥମେଟିକ୍ସର ଐତିହାସିକ ମ୍ୟାଥମେଟିକ୍ସର ହିଷ୍ଟ୍ରି ଉପରେ କାମ କରୁଥିବା ଡେଭିଡ ପିଂଗ୍ରିଙ୍କ ଷ୍ଟେଟମେଣ୍ଟ ଅନୁସାରେ ଭାରତର ସବୁଠାରୁ ବୌଦ୍ଧିକ ସମାଜରେ ଯେଉଁ ବହୁତ ଗୁଡ଼ାଏ ଗ୍ରନ୍ଥ ଲେଖା ହେଇଛି ତା ମଧ୍ୟରେ ସର୍ବଶ୍ରେଷ୍ଠ ହେଉଛି ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ। ଆଉ ତାର ସଂଖ୍ୟା ତାଙ୍କ ସେ ଯେଉଁ ସର୍ବେକ୍ଷଣ ବିଶଦ ସର୍ବେକ୍ଷଣ କରିଥିଲେ ସେଥିରୁ ସିଏ କହିବା କଥା ଯେ ସେଥିରେ ସଂଖ୍ୟା ମାନେ ଭାରତରେ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଇଣ୍ଡିପେଣ୍ଡେଣ୍ଟଲି ସବୁଆଡ଼େ ଲେଖା ହେଇଥିବା ପ୍ରାୟ 1,00,000ରୁ ଉର୍ଦ୍ଧ୍ୱ। ଆଉ ସେ ଭିତରେ ଏଟା ହେଉଛି ମୋ ନିଜ ଷ୍ଟେଟମେଣ୍ଟ ହୁଏ ତ, ଯେ ଭାରତର ଜ୍ୟୋତିର୍ବିଜ୍ଞାନ ଦୁନିଆ ମାନେ 1,00,000ରୁ ଅଧିକା ଯଦି ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଲେଖା ହେଇଛି ତାହେଲେ କେତେ ବଡ଼ କଣ୍ଟ୍ରିବ୍ୟୁସନ୍ ଅଛି ଭାରତର ୱାର୍ଲଡ ମ୍ୟାଥମେଟିକ୍ସ ଆଣ୍ଡ ଆଷ୍ଟ୍ରୋନୋମିକୁ। ମୋ କହିବା ଅନୁସାରେ ଭାରତର ଜ୍ୟୋତିର୍ବିଜ୍ଞାନ ଦୁନିଆ ସତେ ଯେପରି ଏକ ମହାସମୁଦ୍ର ଓ ଏହାକୁ ଓଡ଼ିଶାର ଅବଦାନ ଏକ ବିନ୍ଦୁ ସଦୃଶ। ମାତ୍ର ଏହା ମଧ୍ୟ ସତ ଯେ ଏହି ବିନ୍ଦୁ ବିନା ଭାରତର ଜ୍ୟୋତିର୍ବିଜ୍ଞାନ ଜ୍ଞାନର ମହାସମୁଦ୍ର ସତେ ଯେପରି ଅସମ୍ପୂର୍ଣ୍ଣ ମନେ ହୁଏ। ଏହା ହିଁ ଓଡ଼ିଶାର ମହତ୍ଵ। ଏଟା ହେଉଛି ମୋ ଫିଲିଂ ବାସ୍। କାହିଁକି ନା ଓଡ଼ିଶା ଏଇ ଯୋଉ ବିନ୍ଦୁ ସଦୃଶ ଅବଦାନ, ଓଡ଼ିଶାର ଯୋଉ ବିନ୍ଦୁ ସଦୃଶ ଅବଦାନ, ତା ଉପରେ ଆମ ପରବର୍ତ୍ତୀ ସମୟରେ ମଡର୍ଣ୍ଣ ଆଷ୍ଟ୍ରୋନମର ମେଘନାଦ ସାହା ଯାହା କହିଛନ୍ତି, ଦଶମିକ ଭଗ୍ନାଂଶର ପ୍ରଥମ ପ୍ରୟୋଗ ଭାସ୍ୱତୀରେ, ତାହା ସେ ଯେଉଁ ଭାବେ କହିଛନ୍ତି ଭାସ୍ୱତୀ ସମ୍ବନ୍ଧରେ କହିଛନ୍ତି ତାହା ହେଉଛି ସାଧାରଣ ଭଗ୍ନାଂଶକୁ ଦଶମିକ ଭଗ୍ନାଂଶରେ ପ୍ରକାଶ କରିବାର ପ୍ରକ୍ରିୟା ଭାରତରେ ତଥା ୟୁରୋପରେ ବହୁ ପରେ ଆସିଲା। ମାତ୍ର ଭାରତର ଜଣେ ଜ୍ୟୋତିର୍ବିଜ୍ଞାନୀ ଯିଏକି ଶତାଂଶର ଜନ୍ମଦାତା ହେତୁ ଶତାନନ୍ଦ ନାମରେ ପରିଚିତ, ସେ 1099 ଖ୍ରୀଷ୍ଟାବ୍ଦରେ ତାହାଙ୍କର ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଭାସ୍ୱତୀରେ ଶତାଂଶ ପ୍ରୟୋଗ କରିଥିଲେ, କାରଣ ସେ ସାଧାରଣ ଭଗ୍ନାଂଶକୁ ଶତକ ଭଗ୍ନାଂଶରେ ସୂଚାଇଥିଲେ। ଯେପରିକି 1/4କୁ ପୂର୍ଣ୍ଣ ସଂଖ୍ୟାରେ ପରିଣତ କରିବା ପାଇଁ 25%, 3/4କୁ 75% ଭାବେ ନେଇ ଗଣନା କରିଛନ୍ତି। ୟୁରୋପରେ ଭଗ୍ନାଂଶକୁ ଦଶମିକ ଭଗ୍ନାଂଶରେ ପ୍ରକାଶ କରିବାର ସମୀକରଣ ପ୍ରକ୍ରିୟା ସପ୍ତଦଶ ଶତାବ୍ଦୀରେ କାର୍ଯ୍ୟକାରୀ ହେଇଥିଲା। ଏଟା ହେଉଛି ମୁଁ ପାଇଥିଲି, ମୁଁ ତ ସେଟା ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ପ୍ରଫେସର ପାତ୍ର ଅଛନ୍ତି, ସିଏ ହିଁ ମୋତେ ଦେଖେଇଥିଲେ ପ୍ରକୃତରେ। ଏଟା ହେଉଛି ପ୍ରସିଦ୍ଧ ତାଙ୍କର କଲେକ୍ଟେଡ ୱାର୍କସ ଅଫ ମେଘନାଦ ସାହା ଗୋଟେ ବହି ଅଛି ଯୋଉଥିରୁ ଏଟା ମିଳିଥିଲା। ଏ ବିଷୟରେ ବହୁତ ଲୋକ ଚର୍ଚ୍ଚା କରିଥିଲେ, କାମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି କିଛି କରିଛନ୍ତି କେତେ ପର୍ଯ୍ୟନ୍ତ, ତାପରେ କିନ୍ତୁ ରହିଯାଇଛି ବୋଧହୁଏ। ଆଉ ମୁଁ ସେଟାକୁ କହିବାକୁ କରିବି ଯେ ମୁଁ ଗୋଟେ ସବୁ ସମୟ ଆଉ ଦେଇକିରି ଏଟାକୁ ପୁଣି ଥରେ ବାହାର କରିବାକୁ ଚେଷ୍ଟା କରିଛି। କାହିଁକିନା ଇଏରେ ଦେଖନ୍ତୁ
ସେ ମେଘନାଥ ସାହା ତ ପୁରା ଏଇଟା ହଉଛି ଓଡ଼ିଆ ଅନୁବାଦ, ସେ ଯୋଉ ଷ୍ଟେଟମେଣ୍ଟ ଦେଇଥିଲେ ତାର ଓଡ଼ିଆ ଅନୁବାଦ, କିନ୍ତୁ ସେଥିରେ ଲେଖିଛନ୍ତି ଯେ ଭାରତର ଜଣେ ଜ୍ୟୋତିର୍ବିଜ୍ଞାନୀ, କିନ୍ତୁ ସେ ସେଥିରେ ଲେଖିନାହାନ୍ତି ଯେ ଭାରତର ଓଡ଼ିଶାର ବୋଲି। କିନ୍ତୁ ଓଡ଼ିଶାର ବୋଲି ସେଟା ନେପାଳରେ ବି ଲେଖା ହେଇଛି, ସେମାନେ ଓଡ଼ିଶାର ବୋଲି। ତ ମୁଁ ଅଧିକା ଆଗକୁ କହିବି। ତାପରେ ସେ କିଏ ତାହେଲେ ସେଇ ଗଣିତଜ୍ଞ କିଏ? ସେ ଭାରତର ଶତାନନ୍ଦ ସେ ଥିଲେ। ସେ ହଉଛନ୍ତି ଏଇ ବ୍ୟକ୍ତି। ଏଟା ତ ଆମେ ନିଜେ ତିଆରି କରିଛୁ, ପ୍ରକୃତରେ ଓଡ଼ିଶାର ମାନେ ସେଭଳି କିଛି ତାଙ୍କ ଫଟୋ କିଛି ନାହିଁ। ଏଟା ପରବର୍ତ୍ତୀ ସମୟରେ ଆମେ କୌଣସି ଇଏକୁ ଦେଇକିରି କରେଇଛୁ, ଇମାଜିନ୍ କରୁଛୁ, ଭାବୁଛୁ ଯେ ଏଇଭଳି ଗୋଟେ ଫଟୋ ହେଇଥିବ ବୋଲି। ପରବର୍ତ୍ତୀ ସମୟରେ ଏଟାକୁ ହିଁ ନବୁ ବୋଲି ଆଶା କରୁଛୁ। ତାହେଲେ ଏଇ ଜଣକ ଯିଏ, ସେ ତାଙ୍କର କାହିଁକି ଆମେ କହୁଛୁ ଯେ ସେ ଶତାନନ୍ଦଙ୍କ ଭାସ୍ୱତୀ ଲେଖିଥିଲେ, ସେଟା ହଉଛି ତାଙ୍କ ପ୍ରଥମ ଶ୍ଲୋକ। ସେ ଯୋଉ ଭାସ୍ୱତୀରେ ଯୋଉ ପ୍ରଥମ ଶ୍ଲୋକ ଲେଖିଥିଲେ ସେଟା ହଉଛି ନତ୍ୱା ମୁରାରେ ଚରଣାରବିନ୍ଦଂ ଶ୍ରୀମାନ୍ ଶତାନନ୍ଦ ଇତି ପ୍ରସିଦ୍ଧଃ ତାଂ ଭାସ୍ୱତୀଂ ଶିଷ୍ୟଂ ହିତାର୍ଥମ୍ ଆହ ସାକେ ବିହୀନେ ଶଶୀପକ୍ଷ କୈକେୟୀ। ଅର୍ଥାତ୍ ମୁରାସୁର ଦମନକାରୀ ଶ୍ରୀକୃଷ୍ଣଙ୍କ ଚରଣ କମଳରେ ମଥାନତ କରି ଶଶୀପକ୍ଷ କୈକେୟୀ, ଏଠି ଶଶୀପକ୍ଷ କୈକେୟୀ ହଉଛି ମାନେ କ୍ରିପ୍ଟୋଗ୍ରାଫି ୟୁଜ୍ କରାହେଇଛି, କାହିଁକିନା ତାଙ୍କ ଯିଏ ବି ସେତେବେଳେ ସେ ସମୟରେ ଥିଲା ବହୁତ ଗୁଡ଼ାଏ, ଆମେ ସେ ବିଷୟରେ ତ ପଛରେ ଆଲୋଚନା କରିବା, ବହୁତ ଗୁଡ଼ାଏ ପ୍ରକାରର କଣ ଗୁପ୍ତ ଭାଷା ପ୍ରୟୋଗ କରାଯାଉଥିଲା, କାହିଁକିନା ସେ ସମୟରେ ଇଏ କରିବା, ପ୍ରିଜର୍ଭ କରିବା ପାଇଁ, ତାକୁ ହାଇଡ୍ କରିବା ପାଇଁ ନିଜ ଫାଇଣ୍ଡିଙ୍ଗସ୍ କିଛି ନଥିଲା ନା, ସେମାନେ ତେଣୁକରି ଏଇଭଳି ଭାବେ କରୁଥିଲେ। ଶଶୀପକ୍ଷ କୈକେୟୀ ଅର୍ଥାତ୍ ଶଶୀ 1 ପକ୍ଷ 2, ଏଟା ଭୂତ ସଂଖ୍ୟା କ୍ରିପ୍ଟୋଗ୍ରାଫି ୟୁଜ୍ କରାହେଇଛି। ଶଶୀ 1 ପକ୍ଷ 2, ଖ ମାନେ ଆକାଶ 0, 1 ମାନେ 1। ତାପରେ ପୁଣି ଥରେ କଣ ହେଇଛି ନା ଅଙ୍କାନାଂ ବାମତ ଗତି, ତାର ଡାହାଣରୁ ବାମକୁ ପଢିବ। କହୁଛି କେମିତି ପଚାରିବି? ଭଏସ୍ ଇକୋ ହଉଛି? ହ୍ୟାଲୋ, ନାଇଁ ଇକୋ ହଉନି ତ। ଫୋନ କଲେ କହୁଛି ବୋଲି କଣ କହିଲେ? ଆଚ୍ଛା ଆଚ୍ଛା, ହଁ ହଁ ଠିକ ଅଛି। ହେଲେ ଅଙ୍କାନାଂ ବାମତ ଗତି ଅନୁସାରେ ପୁଣି 1 ପ୍ରଥମେ 1 0 2 21 1021 ଶକ 1021 ବିହୀନେ ମାନେ ଶାସ୍ତ୍ରାବ୍ଦ ସେଠୁ ଆରମ୍ଭ କରୁଛନ୍ତି। 1021 ତା ଦେହରେ 78 ଆଡ୍ କଲେ ଖ୍ରୀଷ୍ଟାବ୍ଦ ଆସିବ, କାହିଁକିନା ଶକକୁ ଆମର ଜାତୀୟ ଅବ୍ଦ ଭାବେ ନିଆଯାଇଛି, ନେଇଥିବାରୁ ତା ଉପରେ ଇଏ କରାଏ 1099 ଖ୍ରୀଷ୍ଟାବ୍ଦରେ, ଅର୍ଥାତ୍ ମାନେ ତାକୁ ଟ୍ରାନ୍ସଫର କଲେ ହଉଛି ଶକ 1021ରେ ଶ୍ରୀମାନ ଶତାନନ୍ଦ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣାମ କରି ଶିଷ୍ୟମାନଙ୍କ ଉପଯୋଗ ନିମନ୍ତେ ଭାସ୍ୱତୀ ନାମକ ଗ୍ରନ୍ଥ ଲେଖିଥିଲେ। ତାର ଆଉ ଗୋଟେ ସେଟା ହଉଛି ତାଙ୍କ ସେଇ ଯୋଉ ଭାସ୍ୱତୀର ଏଟା ପ୍ରଥମ ଶ୍ଲୋକ। ଆସୁନି ନା କଣ? ନେକ୍ସଟ ସ୍ଲାଇଡ୍ ଆସୁନି। ହଁ, କିନ୍ତୁ ତାଙ୍କୁ ଆମେ ଓଡ଼ିଶା ଲୋକ ଭାବି କାହିଁକି କହିବା? ଏଇଟା ହଉଛି ତାଙ୍କର ମାନେ ଏଠି ନମ୍ବରଟା କେମିତି ଆସିନି, ଏଇଟା ହଉଛି ଭାସ୍ୱତୀର ଶେଷ ଶ୍ଲୋକ, ଯୋଉଥିରେ ସେ ନିଜର ପରିଚୟ ଦେଇଛନ୍ତି। ଅଛି ଖଖାଶ୍ରୀ ବେଦୋପଗତେ ଯୁଗାବ୍ଦେ ଦିବ୍ୟୋକ୍ତିତଃ ଶ୍ରୀ ପୁରୁଷୋତ୍ତମସ୍ୟ ଶ୍ରୀମାନ୍ ଶତାନନ୍ଦ ଇଦମାହ ସରସ୍ୱତୀ ଶଙ୍କରସ୍ୟ ତନୁଜ ଶଙ୍କରସ୍ୟ ତନୁଜ, ମାନେ ଅର୍ଥାତ୍ ସରସ୍ୱତୀ ଶଙ୍କରଙ୍କ ତନୁଜ ଶତାନନ୍ଦ ଯୁଗାବ୍ଦ ହଉଛି କେତେ ଗୁଡାଏ ଅବ୍ଦ ଆମର ପାଳନ କରାଯାଉଥିଲା, ସେ ବିଷୟରେ ଶକାବ୍ଦ ଯୁଗାବ୍ଦ ସିଏ ନିଜେ ପ୍ରଣୟନ କରିଥିଲେ, ଶାସ୍ତ୍ରାବ୍ଦ ଆଉ କେତେ ବିକ୍ରମ ସମ୍ବତ ଆହୁରି ବହୁତ ଗୁଡାଏ ଥିଲା। ଏଇଟା ଯୁଗାବ୍ଦକୁ ସେ ତାଙ୍କର ଦ୍ୱିତୀୟ ଶ୍ଲୋକରେ ପ୍ରକୃତରେ ସବୁ ଅବ୍ଦକୁ ଗୋଟିଏ ଶକାବ୍ଦ ଯୁଗାବ୍ଦ ବିକ୍ରମ ସମ୍ବତ ଏସବୁର କେମିତି ପରସ୍ପରକୁ କୋଉ ଅବ୍ଦରୁ କୋଉଥିକୁ କନଭର୍ଟ କରିହେବ ତାର ଶ୍ଲୋକ ବି ଦେଇଛନ୍ତି। ଏଇଟା ହଉଛି ଯୁଗାବ୍ଦରେ ଅଛି ଖଖାଶ୍ରୀ ବେଦ, ଖ ମାନେ 0, ତାପରେ ଖ 0, ଅଶ୍ଵୀ ହଉଛି 2, ବେଦ ହଉଛି 4, ତାକୁ ପୁଣି ଅଙ୍କାନାଙ୍ଗ ବାମତ ଗତି ଅନୁସାରେ ପଛକୁ କଲେ 4200, ମାନେ ଯୁଗାବ୍ଦ 4200ରେ ଶ୍ରୀ ପୁରୁଷୋତ୍ତମରେ ସୂର୍ଯ୍ୟ ଦେବତାଙ୍କ ଦିବ୍ୟ କରୁଣାରୁ ଭାସ୍ୱତୀ ନାମକ ଗ୍ରନ୍ଥ ରଚନା କରିଥିଲେ। ଏଇଥିରୁ ହିଁ କେବଳ ଏଇ ଶ୍ଲୋକରୁ ଜଣାଯାଉଛି ଯେ ସେ ହଉଛନ୍ତି ଶ୍ରୀ ପୁରୁଷୋତ୍ତମସ୍ୟ, ମାନେ ପୁରୀରୁ କରିଛନ୍ତି। କିନ୍ତୁ ତା ଉପରେ ବି ବହୁତ ଗୁଡାଏ ମାନେ ତା ପରବର୍ତ୍ତୀ ଯୋଉ ଟୀକାକାର ମାନେ ତା ଉପରେ ଟୀକା କରିଛନ୍ତି। ପ୍ରଥମେ ମୁଁ ତ ଟୀକା ମାନେ କଣ କହିଦବା ଉଚିତ, କାହିଁକିନା ମୁଁ ବି
ଏ ବିଷୟରେ ପଢିବା ପୂର୍ବରୁ ଟୀକା କଣ ଜାଣିନଥିଲି। ମାନେ ଟୀକା ହଉଛି ଯେ ଏଇ ଯୋଉ ଦିଟା ମୁଁ ଦେଖେଇଲି ଯେ ତା ଦେହରେ ସବୁ କ୍ରିପ୍ଟୋଗ୍ରାଫି ୟୁଜ ହେଇଛି, ମାନେ ଗୁପ୍ତ ଭାଷାରେ ପ୍ରାୟତଃ ଲେଖା ହେଇଛି। ତେଣୁ ଯେକୌଣସି ସାଧାରଣ ଗଣିତ ଥିବା ମାନେ ସଂସ୍କୃତ ଜ୍ଞାନ ଥିବା ଯେ କୌଣସି ଲୋକ ୟାକୁ ପଢି ପାରିଲେ ମଧ୍ୟ ତାକୁ ବୁଝିପାରିବେନି। ତେଣୁକରି ପରବର୍ତ୍ତୀ ସମୟରେ ତାକୁ ଯୋଉମାନେ ଏକ୍ସପିରିଏନ୍ସଡ ସଂସ୍କୃତ ଉପରେ ଆଉ ଆଷ୍ଟ୍ରୋନମି ଉପରେ ନିଜର ଅଥରିଟି ଥିବା ଲୋକମାନେ ତାକୁ କଣ କରିଛନ୍ତି, ତାକୁ ଡିକୋଡ କରିଛନ୍ତି। ଡିକୋଡ ଡାଇରେକ୍ଟ ମାନେ ତାର ସାରାଂଶ ଡିକୋଡ କରିଛନ୍ତି, ଯୋଉଟା ତ ଆମେ ଏଇଟା ପୁରା ମିଶିକି 1 to 1 ଡିକୋଡ କରିଛୁ ଏ ବହିରେ। ମୁଁ କହି ରଖେ ଯେ ଏଇ ଯୋଉ ବିଷୟରେ ମୁଁ କହୁଛି ସେ ବହିକୁ ଆମେ ଅଲରେଡି ପବ୍ଲିଶ କରିସାରିଛୁ। ଏଟା ନ୍ୟାସନାଲ ବୁକ୍ ଟ୍ରଷ୍ଟ ଛାପିଛି, ସତାନନ୍ଦ ବିରଚିତ ଭାସ୍ୱତୀ। ସେଟା ହଁ ସେଥିରେ ସେ କରାଏ। ସେମାନେ କଣ କରନ୍ତି, ତାକୁ ଲୋକମାନେ ଯେମିତି ବୁଝିପାରିବେ ତାକୁ ସରଳୀକୃତ କରିଥାନ୍ତି, ସେଟାକୁ କୁହାଯାଏ କମେଣ୍ଟାରୀ ବା ଟୀକା। ତେଣୁକରି ପରବର୍ତ୍ତୀ ସମୟରେ ଯୋଉ ଆଲୋଚନା କରାହେଇଛି, ଯେମିତିକି ମାଧବ ଜଣେ କମେଣ୍ଟେଟର, ମୁଁ ପରବର୍ତ୍ତୀ ସମୟରେ ଦେବି ଯେ କିଏ କିଏ କୋଉ କୋଉ ମସିହାରେ ହେଇଛି, ସେଟା କୋଉ ଖ୍ରୀଷ୍ଟ ଶତାବ୍ଦୀରେ। ଯେ ସିଏ କହନ୍ତି ଯେ ଯେହେତୁ ସିଏ ନତ୍ୱା ମୁରାରେଶ୍ଚ ଚରଣାରବିନ୍ଦଂ ମାନେ କହିଛନ୍ତି, ସେଟା ଜଣା ଯାଉଛି ଯେ ସେ ଜଣେ ବୈଷ୍ଣବ, ବିଷ୍ଣୁଙ୍କ ଆରାଧନା ଯେହେତୁ କରୁଛନ୍ତି ସେ ବୈଷ୍ଣବ। ସେଇଭଳି ଅନିରୁଦ୍ଧ ଆଉ ଜଣେ କମେଣ୍ଟେଟର ସିଏ କହିବା କଥା ଯେ ଯେହେତୁ ସବୁ ଯେତେ ଆଷ୍ଟ୍ରୋନମି ଗ୍ରନ୍ଥ ସବୁ ଲେଖା ହେଇଛି, ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ, ସେମାନେ ସମସ୍ତେ ଯେତେବେଳେ ଲାଟିଚ୍ୟୁଡ ନିଅନ୍ତି, ଇଏ କ୍ଷେପକ ଲାଟିଚ୍ୟୁଡ ନିଅନ୍ତି, ସେମାନେ ଉଜ୍ଜୟିନୀର କ୍ଷେପକ ନେଇକରି ସବୁ ଗଣନା କରନ୍ତି। କିନ୍ତୁ ସତାନନ୍ଦ ଯେତେବେଳେ ନେଇଛନ୍ତି, ସେ ପୁରୀର କ୍ଷେପକ ନେଇକରି ସବୁ କାଲକୁଲେସନ ନେଇଛନ୍ତି। କାହିଁକିନା ସବୁ କାଲକୁଲେସନ କରିବା ପାଇଁ ପ୍ରଥମେ ଲାଟିଚ୍ୟୁଡ, ତାର ଅକ୍ଷାଂଶ ଆଉ ଦ୍ରାଘିମା ଜାଣିବା ଜରୁରୀ। ତେଣୁକରି ଅକ୍ଷାଂଶ ଦ୍ରାଘିମା ସେ ପୁରୀର ନେଇଛନ୍ତି। ସେଟା ରକମ ପ୍ରମାଣ କରୁଛି ଯେ ସତାନନ୍ଦ ନିଜେ ପୁରୀର। କାହିଁକି ନା 1000 ବର୍ଷ ପୁରୁଣା ହେତୁ ତାଙ୍କ ଉପରେ ବହୁତ ବେଶୀ କିଛି ତଥ୍ୟ, ତାଙ୍କ ଶ୍ଲୋକ ଛଡା ଆଉ କିଛି ତଥ୍ୟ ବର୍ତ୍ତମାନ ସୁଦ୍ଧା ଆମେ ମିଶିକିରି ଗୋଟେ ଗ୍ରୁପ ତ ବର୍ତ୍ତମାନ ସତାନନ୍ଦ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନମି, ମୁଁ, ଡକ୍ଟର ମମତା ମିଶ୍ର, ପ୍ରଫେସର ସିନିରୁଦ୍ଧ ଦାସ, ପ୍ରଫେସର ସୁରେଶ କୁମାର ପାତ୍ର, ଆମେ ସମସ୍ତେ ମିଶିକି ଆମେ କାମ କରୁଛୁ। ଆମେ ଭିତରେ ପାଇନୁ, ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇନୁ। ତେଣୁକରି ଏସବୁ ଯୋଉ ଆଲୋଚନା, ବହୁତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଛି, ଏଗୁଡାକ ଏସବୁ ଆଲୋଚନା ଅଛି ଶଙ୍କର ବାଲକୃଷ୍ଣ ଦୀକ୍ଷିତଙ୍କ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ। ସେ ସବୁ ଯୋଉ ଆଲୋଚନା ଅଛି, ସେଥିରୁ ଜଣା ଯାଉଛି ଯେ ମାନେ ଏଇ ଗ୍ରନ୍ଥ ବହୁତ ଆଦୃତି ଲାଭ କରିଥିଲା, କିନ୍ତୁ ତାଙ୍କ ଉପରେ ବହୁତ ବେଶୀ କିଛି ଲେଖା ନାହିଁ। ତାପରେ ଆମେ ଦେଖିବା ଯେ ସେ ହଉଛନ୍ତି, ତାଙ୍କ ନାଁ ହଉଛି ଶ୍ରୀମାନ, ପ୍ରକୃତରେ ତାଙ୍କ ନାଁ ହଉଛି ଶ୍ରୀମାନ ମୁକ୍ତାଧର ଆଚାର୍ଯ୍ୟ। ଆମର ଓଡ଼ିଶା ଷ୍ଟେଟ ମ୍ୟୁଜିୟମରେ କେଦାରନାଥ ମହାପାତ୍ର ସବୁ ଯେତିକି ପୋଥି ଅଛି ତାକୁ ସବୁ କାଟାଲଗିଂ କରିଥିଲେ, ଯୋଉଥିରେ ସିଏ ଭାସ୍ୱତୀ ଉପରେ ଯାହା ଲେଖିଛନ୍ତି। ସିଏ କହିବା କଥା ଯେ 5ଟା ପୋଥି ଅଛି, ମାନେ ଭାସ୍ୱତୀର 5ଟା ପୋଥି ଅଛି। ସେଥିରୁ କେତେ ଜାଗାରେ ଶ୍ରୀମାନ ସତାନନ୍ଦ ଆଚାର୍ଯ୍ୟ, ଶ୍ରୀମାନ ମୁକ୍ତାଧର ଇତିଶ୍ରୀ ଶ୍ରୀମାନ ମୁକ୍ତାଧର ଆଚାର୍ଯ୍ୟ, ଏଇଭଳି କି ତାର କୌଣସି ଶ୍ଲୋକରେ ଏଇଭଳି ସେ କେତେ ଜାଗାରେ ଦେଇଛନ୍ତି। ଏକୁ ସବୁତକକୁ ମିଶେଇଲେ 5ଟାକ ପୋଥିରୁ ସାରାଂଶ ବାହାର କଲେ ଜଣାଯାଉଛି ତାଙ୍କ ନାଁ ହୁଏତ ଶ୍ରୀମାନ ମୁକ୍ତାଧର ସତାନନ୍ଦ ଆଚାର୍ଯ୍ୟ ଥିଲା, କିନ୍ତୁ ମୁକ୍ତାଧର ଆଚାର୍ଯ୍ୟ ହେଇଥିବା ସମ୍ଭବ। ଆମେ ଭାବୁଛୁ ଯେ ସତାନନ୍ଦ ସେ ନିଜକୁ ନିଜେ କେହି କହୁଛନ୍ତି ମାନେ ସିଏ ଶତାଂଶ ବାହାର କରିଥିବାରୁ ସେ ସତାନନ୍ଦ ଭାବେ ପରିଚିତ ହେଇଥିଲେ। ସେମିତି କେହି ଗୋଟେ ଲୋକ ନିଜକୁ ମୁଁ ସତାନନ୍ଦ କହିନଥିବ। ହେଇଥିବ ଯେ ରାଜାଙ୍କ ଉପାଧି, ରାଜା ତାଙ୍କୁ ଶତାଂଶ ପ୍ରଥମେ ପ୍ରୟୋଗ କରିଥିବାରୁ ସତାନନ୍ଦ ବୋଲି ମାନେ ଆଖ୍ୟା ଦେଇଥିବେ, ବି ସେଇ ନାମିତ କରିଥିବେ, ସେଇଭଳି କିଛି ହେଇଥାଇପାରେ ବୋଲି ଆମେ ଅନୁମାନ କରୁଛୁ। କାହିଁକିନା ତାଙ୍କ ସମସାମୟିକ, ଆମେ ତାଙ୍କ ସମୟକୁ କୋଉ ରାଜା ଥିଲେ ଆମେ ଦେଖିଲେ ଜଣାଯାଉଛି ଯେ ମାନେ ସେ ସୋମବଂଶୀ ରାଜା, ମୁଖ୍ୟତଃ ଜନ୍ମଜୟ କେଶରୀ ଆଉ ଉଦ୍ୟତ କେଶରୀଙ୍କ ସମସାମୟିକ ବୋଲି ଜଣାଯାଉଛି। ଆଉ ସମ୍ଭବତଃ ସେ ରାଜପୃଷ୍ଠପୋଷକତା ବି ଲାଭ କରିଥିଲେ, କାହିଁକି ନା ରାଜପୃଷ୍ଠପୋଷକତା ବିନା କୌଣସି ଗ୍ରନ୍ଥ ଏତେ ପ୍ରଚାର ଆଉ ପ୍ରସାର ହବା ସମ୍ଭବ ନୁହଁ। ଆଉ ଗୋଟେ କଥା, ସେତେବେଳେ ସୋମବଂଶୀ ମାନେ ଯେତେବେଳେ
କେଶରୀ ବଂଶ ସୋମବଂଶୀ ମାନେ କେଶରୀ ବଂଶୀୟ ରାଜା ମାନେ ରାଜତ୍ୱ କରୁଥିଲେ ସେତେବେଳେ ଯାଜପୁର ଓଡ଼ିଶା ଉତ୍କଳର ରାଜଧାନୀ ଥିଲା। ଉତ୍କଳର ରାଜଧାନୀ ଯେତେବେଳେ ଇଏ ଥିଲା ଆଉ ଏବେ ବିରଜା ପାଞ୍ଜି ବି ଇଏରେ ଅଛି ଯେ ବିରଜା ପାଞ୍ଜି ହଉଛି ଭାସ୍ୱତୀ ସହାୟତାରେ ତିଆରି ହୁଏ, ଯୋଉଟା କି ଯାଜପୁରରୁ ବାହାରେ। ତେଣୁକରି ଏ ସବୁକୁ ମିଶେଇଲେ ଜଣାଯିବ ଯେ ସେ ସମୟରେ ବିରଜା ପାଞ୍ଜି ପ୍ରକୃତରେ ଭାସ୍ୱତୀ ସହାୟତାରେ ଲେଖା ହୋଇଛି। ଏବେ ବି ଇଏ ହଉଛି ଯେ ଏବେ ବି ଯୋଉ ସଂସ୍କରଣ ସେ ଯୋଉ ବାହାରୁଛି ସେଟା ହଉଛି ଭାସ୍ୱତୀ ଇଏରେ, ସେଟା ଯାଜପୁରରୁ ବାହାରେ। ଆଉ ସେ ସମୟରେ ଯାଜପୁର ଉତ୍କଳର ରାଜଧାନୀ ଥିଲା। ତେଣୁ ସବୁକୁ ମିଶେଇଲେ ଆମେ ପ୍ରେଡିକ୍ଟ କରୁଛୁ, ମାନେ ଅନୁମାନ କରୁଛୁ ଯେ ସେ ରାଜପୃଷ୍ଠପୋଷକତା ଲାଭ କରିଥିଲେ, ଯାଜପୁରରେ ରହୁଥିଲେ, ଆଉ ବିରଜା ପାଞ୍ଜି ତାଙ୍କ ଇଏରୁ ବାହାରିଥିଲା। ଆଉ ସେ ରାଜା ଉଦ୍ୟତ କେଶରୀ ମାନେ ସମସାମୟିକ ହଉଛନ୍ତି ରାଜା ଉଦ୍ୟତ କେଶରୀ ଆଉ ଜନ୍ମଜୟ କେଶରୀ। ସେଇ ମାନଙ୍କ ଭିତରୁ କେହି ତାଙ୍କୁ ଶତାଂଶ ପ୍ରଥମେ ପ୍ରୟୋଗ କରିଥିବାରୁ ତାଙ୍କୁ ଶତାନନ୍ଦ ବୋଲି ନାମିତ କରିଥାଇ ପାରନ୍ତି। କାହିଁକିନା ନିଜେ ନିଜେ କୌଣସି ଲୋକ କହିବନି ଯେ ମୁଁ ଶତାଂଶ ପ୍ରୟୋଗ କରିଛି, ମୁଁ ଶତାନନ୍ଦ, ସେମିତି କେହି ହେଇନଥିବ। ଆସୁନି ତାର କଣ ହେଲା? ମ୍ୟାଡ଼ାମ ଆପଣ ଖାଲି କ୍ଲିକ୍ କରିଦିଅନ୍ତୁ ଆସିବ। ହଁ ହଁ ବାସ୍। ଠାକୁର ସେ ବେଳେ ବେଳେ ଆସୁନି। ହଁ ତାହେଲେ ଏମାନେ ତାଙ୍କର ଯୋଉ କେତେ ଗୁଡାଏ କମେଣ୍ଟାରୀ ଅଛି ସେଗୁଡାକ ହଉଛି ଶାକ 1330ରେ ବଳଭଦ୍ର ଦୈବଜ୍ଞ। ବଳଭଦ୍ର ଦୈବଜ୍ଞ ପ୍ରକୃତରେ ଜୁମୁଲା ରିଜିଅନ ନେପାଳରୁ। ତାଙ୍କ ଉପରେ ମୁଁ ତାଙ୍କ ଇଏରେ ପଛରେ କହିବି। ସେ ହଉଛନ୍ତି 1330ରେ। ଦେବୀଦାସ ହଉଛନ୍ତି ଓଡ଼ିଆ ଭାଷା ଟୀକା, ଯାହାକୁ ଆମେ ମୂଳ ଇଏ ନେଇକିରି ଏ ବହି କରିଥିଲୁ। ସେଟା ମାନେ ପୁରା ଡିଟେଲ ଅଛି ଭାସ୍ୱତୀର ଗୋଟେ ଓଡ଼ିଆ ଭାଷା ଟୀକା, ଯୋଉଟା କି ଓଡ଼ିଶା ଷ୍ଟେଟ ମ୍ୟୁଜିୟମରେ ବର୍ତ୍ତମାନ ବି ଅଛି। ଶାକ 1374। ଶାକ 1417ରେ ଅନିରୁଦ୍ଧ କୋଉଠାର ତ ଜାଣି ଇଏ କରିନି, କିନ୍ତୁ ସିଏ କହିଛନ୍ତି ଯେ ଓଡ଼ିଶା ମାନେ ସିଏ ଜଣେ ସିଏ ଯେ ପୁରୀରୁ ମାନେ ପୁରୀ ଉତ୍କଳୀୟ, ତାର ପ୍ରମାଣ ହଉଛି ସେ ସବୁ କାଲକୁଲେସନ ପୁରୀକୁ ମାନେ ସେ ଲେଖିଛନ୍ତି ବି ପୁରୀର ଗରୁଡ଼ ଖମ୍ବକୁ ଏତିକି ଏଇଠା ହବ ବୋଲି ସେ ସବୁ ସେଥିରେ ଲେଖା ହେଇଛି। ତେଣୁ ସେ ପୁରୀର ଲୋକ ବୋଲି ସେ ବି ତା ବିଷୟରେ ଯୁକ୍ତି କରନ୍ତି। ମାଧବାଚାର୍ଯ୍ୟ କହିବା କଥା ଯେ ଯଦି କେତେକ ଲୋକ ପ୍ରଥମ ହୁଏତ ପ୍ରଶ୍ନ ଆସିଛି, ନହେଲେ ଏ କଥା କାହିଁକି ବି ଆସିବ। ସେ କହନ୍ତି ଯେ ସିଏ ଯେହେତୁ ପ୍ରଥମେ କୃଷ୍ଣଙ୍କୁ ଇଏ କରିକିରି ଆରାଧନା କରିକିରି ଆରମ୍ଭ କରିଛନ୍ତି, ସେଟା ଜଣାଯାଉଛି ସେ ନିଶ୍ଚୟ ଜଣେ ବୈଷ୍ଣବ। କାହିଁକିନା ସେ ବିଷୟରେ ଯୁକ୍ତି ଆସିଛି ଯେ ଆଚାର୍ଯ୍ୟ ସେ ଜୈନ କି ବୌଦ୍ଧ ବି ହେଇଥାଇ ପାରନ୍ତି ବୋଲି। କିନ୍ତୁ ଏଇ କଥାକୁ ମାଧବ ଖଣ୍ଡନ କରିଛନ୍ତି ଯେ ସେ ଜୈନ ବା ମାଧବ ନୁହନ୍ତି। କାହିଁକିନା ଓଡ଼ିଶାରେ ଏକଥା ଆମ ଇଏ ବି କଣଟି ମହାପାତ୍ର ଷ୍ଟେଟ ମ୍ୟୁଜିୟମର ପୁଣି ଥରେ ସାଙ୍ଗେ ସାଙ୍ଗେ ଇଏ ହେଇଗଲା, ଛାଡ। ଯେ ସିଏ ବି କହିବା କଥା ଯେ ସେ ଆଚାର୍ଯ୍ୟ ତାଙ୍କର ଫ୍ୟାମିଲି ନେମ୍ ହେଇଥାଇପାରେ। ଶ୍ରୀମାନ ମୁକ୍ତାଧର ଆଚାର୍ଯ୍ୟ, ତାପରେ ଶତାନନ୍ଦ, ମାନେ ତା ଟାଇଟେଲ ୱାଜ କନଫର୍ଡ ଅପନ୍ ହିମ୍। ସୋ ଶ୍ରୀମାନ ମୁକ୍ତାଧର ଶତାନନ୍ଦ ଆଚାର୍ଯ୍ୟ। ଶାକ ଇଏରେ ପଞ୍ଚାଙ୍ଗ ଯୋଉଟା ହେଇଥିଲା, ଶତାନନ୍ଦ ଜଣେ ପଞ୍ଚାଙ୍ଗ ପଞ୍ଚ ସିଦ୍ଧାନ୍ତୀୟ ଭାସ୍ୱତୀ। ଇଏର ଭାସ୍ୱତୀର ଆଉ ଗୋଟେ ନାଁ ବି ଅଛି ପଞ୍ଚ ସିଦ୍ଧାନ୍ତୀୟ ଭାସ୍ୱତୀ। କାହିଁକିନା ସେ ବରାହ ମିହିରଙ୍କ ପଛରେ ଅଛି। ମୁଁ ବରାହ ମିହିରଙ୍କ ଯୋଉ ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ଏ ଗ୍ରନ୍ଥ ସେ ପଛରେ ଇଏରେ କରିଛନ୍ତି, ସେଟା ଲେଖିଛନ୍ତି ବି ଯେ ତାଙ୍କ କାହିଁକିନା ବରାହ ମିହିର ହଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ସବୁ ପର୍ଯ୍ୟବେକ୍ଷଣ ଜ୍ୟୋତିର୍ଯନ୍ତ୍ର ନିର୍ମାଣ କରିକିରି ତା ଦ୍ୱାରା ଆକାଶ ପର୍ଯ୍ୟବେକ୍ଷଣ କରୁଥିଲେ, ଆଉ ତା ଦେହରୁ ଡାଟା କିଏ କୋଉଠି ଅଛନ୍ତି ତାର ସବୁ କାଲକୁଲେସନ ଆଉ ଡାଟା ସଂଗ୍ରହ କରିଥିଲେ। ସିଏ ଭାରତର ପ୍ରଥମ ପର୍ଯ୍ୟବେକ୍ଷଣକାରୀ ବରାହ ମିହିର। ତେଣୁକରି ତାଙ୍କର ପର୍ଯ୍ୟବେକ୍ଷଣ ଯୋଉ ଡାଟା ତାକୁ ନେଇକିରି ଭାସ୍ୱତୀ ରଚନା କରିଥିଲେ ବୋଲି ଶ୍ରୀମାନ ଶତାନନ୍ଦ ତାଙ୍କ ଇଏରେ ଦେଇଛନ୍ତି। ସେଟା ମୁଁ ପଛରେ କହୁଛି। ଆଉ ଏସବୁ ଗଙ୍ଗାଧର ଭାସ୍ୱତୀ କରଣ ଟୀକା ହଉଛି 1855। ତାପରେ ଆଉ ବହୁତ ଗୁଡାଏ ଟୀକା ଅଛି। ହଁ, ଇଏ ହଉଛନ୍ତି ଥୋଡର ଅଫ୍ରେକ୍ଟ। ଥୋଡର ଅଫ୍ରେକ୍ଟ ହଉଛନ୍ତି ଲାଇପ୍ସିସ୍ ଜର୍ମାନ ଓରିଏଣ୍ଟାଲ ରିସର୍ଚ୍ଚ ସୋସାଇଟିର। ସିଏ ତାଙ୍କ ଅନୁସାରେ
ଆହୁରି ବହୁତ ଗୁଡାଏ ଭାସ୍ୱତୀର ଅନେକ ଗୁଡ଼ିଏ ଟୀକା ଥିବାର ଜଣା ଜଣା ଯାଉଛି, ମାନେ କିନ୍ତୁ ସେଗୁଡାକ ବର୍ତ୍ତମାନ ସୁଦ୍ଧା ବହୁତ ଗୁଡେ ହଜି ଯାଇଛି, ଆଉ କିଛି ଉଦ୍ଧାର କରାଯାଇ ପାରିନାହିଁ। କିନ୍ତୁ ଏଇ ସବୁ ଟୀକା ଭାସ୍ୱତୀକରଣ ପଦ୍ଧତି, ତତ୍ତ୍ୱ ପ୍ରକାଶିକା ବାଇ ରାମକୃଷ୍ଣ, କରଣମ ଉଦାହରଣମ ବାଇ ରାମକୃଷ୍ଣ, ଉଦାହରଣ ବାଇ ସତାନନ୍ଦ, ଗୋପାଳ, ଅଚ୍ୟୁତ ଭଟ୍ଟ, ଚକ୍ର ବିପ୍ରଦାସ, ପ୍ରକୃତି କମେଣ୍ଟାରୀ ବାଇ ବନମାଳୀ, ଏଇ ସବୁ କମେଣ୍ଟାରୀ ତାଙ୍କ ଲାଇବ୍ରେରୀ ମାନେ ଭଣ୍ଡାର ଓରିଏଣ୍ଟାଲ ରିସର୍ଚ୍ଚ ଲାଇବ୍ରେରୀରେ ଆଭେଲେବୁଲ କାଟାଲଗ ସବ କାଟାଲଗର ଅନୁସାରେ, ମାନେ ଥୋଡର ଅଫ୍ରେକଙ୍କ ଷ୍ଟଡି ଅନୁସାରେ ଏଇ ସବୁ ଇଏ ଅଛି। ତାପରେ ହଁ, ଏ ବିଷୟରେ ଆମେ ଆମ ବିଷୟରେ ଉଲ୍ଲିଖିତ ଅଛି ଯେ ପ୍ରସିଦ୍ଧ ଆମ ଭାରତରେ ପ୍ରସିଦ୍ଧ ଆମ ପ୍ରଫେସର ଶ୍ରୀନିରୁଦ୍ଧ ଦାସ ଏବେ ଇଏରେ ଅଛନ୍ତି, ବାସ୍ ତାଙ୍କ ସଂକଳିତ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରକାଶିତ ନ୍ୟୁ କାଟାଲଗ ସବ କାଟାଲଗରରୁ ସେ ଭାସ୍ୱତୀର ବହୁତ ଗୁଡେ ଗ୍ରନ୍ଥର ଶତାଧିକ ପ୍ରତିଲିପି ଉପଲବ୍ଧ। ସେଥିରୁ ସେ 35ଟା ଟୀକାକୁ ମାନେ ଇଏ କରିଛନ୍ତି, ଟ୍ରେସ୍ କରିଛନ୍ତି। ସେଥିରୁ ସେଗୁଡାକ ସବୁ ଅଲୱାର ରାଜସ୍ଥାନ, ଏସିଆଟିକ ସୋସାଇଟି କଲିକତା, ଇଣ୍ଡିଆନ ଅଫିସ ଲାଇବ୍ରେରୀ ଲଣ୍ଡନ, ରାଜସ୍ଥାନ ଓରିଏଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲାଇବ୍ରେରୀ ଯୋଧପୁର, ସରସ୍ୱତୀ ଭବନ ଲାଇବ୍ରେରୀ ବାରାଣସୀ, ବିଶ୍ୱେଶ୍ୱରାନନ୍ଦ ଇନଷ୍ଟିଚ୍ୟୁଟ ହୋସିଆରପୁର, ଭଣ୍ଡାରକର ଓରିଏଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପୁନେ। ଏଇ ଇଣ୍ଡିଆ ତଥା ଲଣ୍ଡନ ଇଏରେ ଏତିକି ସେମାନେ ଟ୍ରେସ୍ ଆଉଟ୍ କରିଛନ୍ତି ଯୋଉଠି ଭାସ୍ୱତୀର ଟୀକା ବର୍ତ୍ତମାନ ସୁଦ୍ଧା ଅଛି। ଆଉ ଆମେ ଏଇ ଯୋଉ ଭଣ୍ଡାରକର ଓରିଏଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ 10ଟା ଟୀକା ଆଣିଛୁ, ଆଉ ତା ଉପରେ ଷ୍ଟଡି କରି ତାର ଗୋଟେ ସମୀକ୍ଷାତ୍ମକ ସମ୍ପାଦନା କ୍ରିଟିକାଲ ଏଡିସନ କରିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ତାକୁ ଡିକୋଡ କରିବା ବି ବହୁତ କଷ୍ଟ ହଉଛି। ଆମେ କାହିଁକିନା ସେ ଏତେ ପୁରୁଣା ଭାଷା ବି, ଆଉ ତାକୁ ପଢିବା ବି ଟିକେ କଷ୍ଟ ଅଛି, କିନ୍ତୁ ଆମେ ଭାବୁଛୁ କରିଦବୁ। ତାହେଲେ ଏଇଗୁଡା ସବୁ, ହଁ ଏଗୁଡାକ ଅଛି, ହଁ ଭାସ୍ୱତୀର ଥରେ ଟୀକା ପ୍ରାପ୍ତି ସ୍ଥାନ ଏଗୁଡାକ ପାଇଲେ ମୁଁ କହିଲି ଅଛି ଅଲୱାର ରାଜସ୍ଥାନ, ଇଣ୍ଡିଆନ ଅଫିସ ଲାଇବ୍ରେରୀ ଲଣ୍ଡନ, ଏସିଆଟିକ ସୋସାଇଟି କଲିକତା ପଶ୍ଚିମବଙ୍ଗ, ସାରସ୍ୱତ ଭବନ ଲାଇବ୍ରେରୀ ବାରାଣସୀ, ରାଜସ୍ଥାନ ଓରିଏଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲାଇବ୍ରେରୀ ଯୋଧପୁର, ସରସ୍ୱତୀ ଭବନ ଲାଇବ୍ରେରୀ ବାରାଣସୀ, ଏଟା ଅଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏଠି 5ଟା ଟୀକା ଅଛି ଯୋଉଥିରୁ ଆମେ ଆଣିଛୁ। ଗୋଟେ ହଉଛି ଦେବୀଦାସ, ମୁଁ କହୁଥିଲି ଦେବୀଦାସଙ୍କର ଟୀକା 1374ର, ଆଉ ଗୋଟେ ଅଛି ତ୍ରିଲୋଚନ ମହାନ୍ତି ଯିଏକି ପଦ୍ୟରେ ଲେଖିଛନ୍ତି ଭାସ୍ୱତୀକୁ, ସେଟା ବି ଆମେ ଆଣିଛୁ। ଯୋଉ ମାନେ ଏଇ ଯୋଉ ବହି ଲେଖିବା ବେଳେ ଯେତେବେଳେ କେତେଟାରେ କନଫ୍ୟୁଜନ ରହିଲେ କି ହେଲେ ମାନେ ଆମେ ଏଇ ସବୁ ଯୋଉ 10ଟା ଟୀକା ଆଣିଥିଲୁ ସେ 10ଟା ଟୀକାର ସାହାଯ୍ୟ ବି ନେଇଛୁ, କିଛି ହେଇଛି, ଆଉ କିଛି କାମ କରିବାକୁ ବାକି ଅଛି। ତାହେଲେ ଭାସ୍ୱତୀର ଲୋକପ୍ରିୟତା ବର୍ତ୍ତମାନ ଦେଖିବା ଯେ ଭାସ୍ୱତୀର ଲୋକପ୍ରିୟତା କେତେ। ଏଟା ହଉଛି ଉତ୍ତର ଭାରତରେ ଗୋଟେ ସମୟରେ ଭାସ୍ୱତୀ ବହୁତ ଆଦୃତି ଲାଭ କରିଥିଲା, ସେଥିପାଇଁ ତାକୁ କୁହନ୍ତି ଗ୍ରହଣେ ଭାସ୍ୱତୀ ଧନ୍ୟା, ଅର୍ଥାତ୍ ଗ୍ରହଣ ବିଷୟରେ ପୂର୍ବାନୁମାନ କରିବା ପାଇଁ ଭାସ୍ୱତୀ ସର୍ବୋତ୍କୃଷ୍ଟ, ଯାହାକି ଉତ୍ତର ଭାରତର ନୀତିଦିନର ଜୀବନଶୈଳୀକୁ ନିୟନ୍ତ୍ରଣ କରୁଥିଲା। କିନ୍ତୁ ଦକ୍ଷିଣ ଭାରତରେ ୟାର କୌଣସି ପ୍ରଚାର ବା ପ୍ରସାର ହେବାର କୌଣସି ପ୍ରମାଣ ବର୍ତ୍ତମାନ ସୁଦ୍ଧା ଆମ ପାଖରେ ନାହିଁ। ଏହା ଛଡା ମାନେ ଏହା ହଉଛି ଆଉ ଗୋଟେ ଯେ ଆମର ଜଣେ ପ୍ରସିଦ୍ଧ କବି ମାଲିକ ମହମ୍ମଦ ଜାୟସୀ, ଯିଏ ପଦ୍ମାବତ କାବ୍ୟ ଲେଖିଥିଲେ 1540ରେ, ସିଏ ଲେଖିଛନ୍ତି ଭାସ୍ୱତୀ ଓ ବ୍ୟାକରଣ ପିଙ୍ଗଳ ପାଠ ପୁରାଣ, ବେଦ ମେଦ ସୋ ବାତ କହି ଜନୁ ଲାଗେ ହିୟବାନ। ସୋ ମାନେ ଉତ୍ତର ଭାରତରେ ତାର ପ୍ରସାର ଏତେ ଅଧିକା ଥିଲା। ତାପରେ এটা হচ্ছে ସାମନ୍ତ ଚନ୍ଦ୍ରଶେଖର, କିନ୍ତୁ ସାମନ୍ତ ଚନ୍ଦ୍ରଶେଖର ଭାସ୍ୱତୀକୁ ଏତେ ଅଧିକା ଇଏ ଦେଇନାହାନ୍ତି। କାହିଁକି ଦେଇନାହାନ୍ତି, ହେଇପାରେ ଯେ ଗାଁ କନିଆ ସିଂହାଣୀ ନାକି ହେଇପାରେ, ମୁଁ କହିପାରିବିନି, କାହିଁକିନା ସେ ଯାହା ଲେଖିଛନ୍ତି ସେ ଲେଖିଛନ୍ତି ଯେ ଶତାନନ୍ଦଙ୍କ ପୂର୍ବରୁ ଗ୍ରନ୍ଥାକାର ମାନେ ନିଜ ନିଜ ଦେଶରେ ଗ୍ରନ୍ଥ ସବୁ ପ୍ରକାଶ କରିଥିଲେ ମଧ୍ୟ ସେସବୁ ସୂର୍ଯ୍ୟ ସିଦ୍ଧାନ୍ତର ମୂଳନୀତି ଉପରେ ଆଧାରିତ ପରି ଜଣାଯାଏ। ଏତେ ଗଣିତ ଗ୍ରନ୍ଥର ପ୍ରଭାବ ଥିଲେ ମଧ୍ୟ ଉତ୍କଳର ଶତାନନ୍ଦାଚାର୍ଯ୍ୟଙ୍କ ପ୍ରାଚୀନ ଭାସ୍ୱତୀ ଗଣନା ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ହେଉଥିଲା। ଶତାନନ୍ଦ ଅନ୍ୟାନ୍ୟ ଗ୍ରନ୍ଥର ରାଶି ଅଂଶ ଗଣନାକୁ ବର୍ଜନ କରି
ତାଙ୍କ ନାମାନୁସାରେ ଶତକ ଗଣନା ପ୍ରୟୋଗ କରିଥିବାରୁ ଏହି ଗଣନାଟି ଅତି ସ୍ଥୂଳ, ସହଜ ଓ ବୋଧଗମ୍ୟ ହୁଏ। ସେ ଭାସ୍ୱତୀରେ ଯେଉଁ ବୀଜାଂଶ ବ୍ୟବହାର କରିଛନ୍ତି ସେ ମଧ୍ୟ ସ୍ଥୂଳ। ଉତ୍ତର ଓଡ଼ିଶାରେ ପୂର୍ବ ପ୍ରଚଳିତ ଭାସ୍ୱତୀ ଗ୍ରନ୍ଥ ସହଜ ଥିବାରୁ ସେଠାକାର ବିରଜା ପାଞ୍ଜିକା ଗଣକମାନେ ଭାସ୍ୱତୀ ଅନୁସାରେ ଗୋଲଜ୍ଞାନ ବିବର୍ଜିତ ସ୍ଥୂଳ ବିରଜା ପାଞ୍ଜିକା ଗଣନା କରନ୍ତି। କିନ୍ତୁ ଏଥିରେ ମିଷ୍ଟେକ୍ ଅଛି, ତାଙ୍କର ହୁଏତ ବୁଝିବାରେ ହେଇଥାଇପାରେ। ମୁଁ ତାପରେ କହିବି ସେ ପ୍ରକୃତରେ ଭାସ୍ୱତୀରେ ଯୋଉ ଗଣନା ହେଇଛି ସେଟା ମାନେ ଇଏକୁ ପୃଥିବୀ ଯୋଉ ସ୍ପିୟର ଆମେ ସବୁବେଳେ ଆଉ ସମସ୍ତେ ଯୋଉ ଇଏ ମାନେ ଜ୍ୟୋତିର୍ବିଦ ମାନେ ଗଣନା କରିଛନ୍ତି ସେମାନେ ସାଇନ୍ କୋସାଇନ୍ ମାନେ ଟ୍ରିଗୋନୋମେଟ୍ରିକ ଫଙ୍କସନ୍ସ ନେଇକି କରିଛନ୍ତି। ଟ୍ରିଗୋନୋମେଟ୍ରିକ ଫଙ୍କସନ ମାନେ ସେମିତି କୁହାନ୍ତି ସେ ଯା କୋଟି ଯା ଏଇଭଳି ଭାବେ ନିଆଯାଇଛି ଯୋଉ କୌଣିକ ଗତି ଆଉ କୌଣିକ ଦୂରତା ସବୁ ମାପିବା ପାଇଁ। କିନ୍ତୁ ସିଏ ତାଙ୍କ ପୂର୍ବରୁ ଥିଲେ ଭାସ୍କରାଚାର୍ଯ୍ୟ ୱାନ୍, ସେ ବିଷୟରେ ତ ବାଲଚନ୍ଦ୍ର ରାଓ କହିଛନ୍ତି ଆମ ଇଏରେ, ଆମ ବହିରେ ଯୋଉ ଫରୱାର୍ଡ ଦେଇଥିଲେ ଆଉ ତାଙ୍କର ବହି ଅଛି ସେ ବିଷୟରେ ସେ ବି କରିଛନ୍ତି। ସେ ଗୋଟେ ଆପ୍ରୋକ୍ସିମେଟ୍ ଆଲଜେବ୍ରିକ ଫଙ୍କସନ ଗୋଟେ ଟ୍ରିଗୋନୋମେଟ୍ରିକ ଫଙ୍କସନ, ମୁଁ ଟିକେ ନାକୁ ମାଥମେଟିକ୍ସ କହୁଛି ମତେ ଅବାଗିଆ ନ ହେଇପାରେ, ଠିକ ଅଛି। ଟ୍ରିଗୋନୋମେଟ୍ରିକ ଫଙ୍କସନର ଆପ୍ରୋକ୍ସିମେଟ୍ ଆଲଜେବ୍ରିକ ଫଙ୍କସନ ନେଇକିରି କାଲକୁଲେସନ କରିଛନ୍ତି। ଏହା ନୁହେଁ ଯେ ସେ ଗୋଲଜ୍ଞାନ ବିବର୍ଜିତ ସ୍ଥୂଳ ପାଞ୍ଜିକା ନୁହେଁ ସେଟା। ତାପରେ ମୁଁ ସେଟା ପଛରେ ତ ଦେଖିଛି ସେ ମାନେ ସାମନ୍ତ ଚନ୍ଦ୍ରଶେଖର କାହିଁକି କହିଲେ, କିନ୍ତୁ ଏଟା ସହଜ, ସେଟାକୁ ସହଜ ଆଉ ଲୋକାଭିମୁଖୀ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି। ଏଟା ହଉଛି ସାମନ୍ତ ଚନ୍ଦ୍ରଶେଖରଙ୍କ ଷ୍ଟେଟମେଣ୍ଟ ଅନ୍ ଭାସ୍ୱତୀ। ସେ ବିଷୟରେ ଇଏରେ କଣ କୁହନ୍ତି ନେପାଳର ମୁଁ ଗୋଟେ ଆର୍ଟିକଲ ପାଇଲା ପରେ କାମ କରିବାକୁ ଆମକୁ ବହୁତ ଉତ୍ସାହ ଆସିଥିଲା। ସେଟା ହଉଛି ଏ ହିଷ୍ଟ୍ରି ଅଫ ମ୍ୟାଥମେଟିକାଲ ସାଇନ୍ସ ଇନ୍ ନେପାଳ ବାଇ କେ ଝା, ପିଆର ଅଧିକାରୀ ଆଣ୍ଡ ଏସ୍ ପାଣି 2006। ସେ ଯାହା ଲେଖିଛନ୍ତି ତାର ତ ବହୁତ ଗୁଡା ପୁରା 2 ପୃଷ୍ଠା ଥିଲା। ମୁଁ ତାର ମେନ୍ ଇଏଟାକୁ ନେଇଛି, ତାର ଓଡ଼ିଆ ଅନୁବାଦ ହେଉଛି ବହୁ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ମାନେ ସୂର୍ଯ୍ୟ ସିଦ୍ଧାନ୍ତର ଆଧାରରେ ପାଞ୍ଜି ତିଆରି କରିଥିଲେ। ହେଲେ 1099 ମସିହାରେ ଭାରତର ଓଡ଼ିଶା ରାଜ୍ୟରୁ, ସେମାନେ ଓଡ଼ିଶା ଲେଖିଛନ୍ତି, ଓଡ଼ିଶା ରାଜ୍ୟରୁ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ସତାନନ୍ଦ ଭାସ୍ୱତୀ ନାମକ ଗ୍ରନ୍ଥ ରଚନା କରିଥିଲେ। ଏହି ଗ୍ରନ୍ଥ ନେପାଳରେ ଏତେ ଲୋକପ୍ରିୟ ହୋଇଥିଲା ଯେ ଏହି ଏହା ଗଣିତ ଗ୍ରନ୍ଥ ଭାବରେ ଜ୍ୟୋତିଷ ବିଭାଗର ଆଚାର୍ଯ୍ୟମାନଙ୍କ ଦ୍ୱାରା ଶିକ୍ଷା ଦିଆଯାଉଥିଲା। ଏହି ପରିପ୍ରେକ୍ଷୀରେ 1408 ଖ୍ରୀଷ୍ଟାବ୍ଦରେ ମାଲା ଯୁଗରେ ଖ୍ୟାତନାମା ଶିକ୍ଷକ ଦୈବଜ୍ଞ ବଳଭଦ୍ର ଜୁମୁଲା ଅଞ୍ଚଳରେ ଜନ୍ମଗ୍ରହଣ କରି ଭାସ୍ୱତୀର ବାଳବୋଧିନୀ ଟୀକା ପ୍ରସ୍ତୁତ କରିବା ସହିତ ଗଣିତ ଶିକ୍ଷା ନିମିତ୍ତ ଛାତ୍ରମାନଙ୍କୁ ପାଠ୍ୟପୁସ୍ତକର ଅନ୍ତର୍ଭୁକ୍ତ କରିଥିଲେ। କାରଣ ପଞ୍ଚାଙ୍ଗ କ୍ୟାଲେଣ୍ଡର ଗଣନାରେ ଭାସ୍ୱତୀର ଅବଦାନ ଅଦ୍ୱିତୀୟ ଥିଲା। ଏହି ପୁସ୍ତକ ଛାତ୍ରମାନଙ୍କୁ ମିଶାଣ, ଫେଡାଣ, ଗୁଣନ, ହରଣ ଶିକ୍ଷା ଦେବାରେ ସହାୟତା କରୁଥିଲା। ତେଣୁ ଭାସ୍ୱତୀ ହିଁ ନେପାଳର ପ୍ରଥମ ଗଣିତ ପୁସ୍ତକ ଭାବେ ଗଣାଯାଏ। ଆଉ ଆଗକୁ ମୁଁ ତ କାଟି ଦେଇଛି ନାହିଁ, ଏଟା ହଉଛି ନେପାଳର ମାନେ ଇତିହାସ କହୁଛି, ଯୋଉଟା ସେମାନେ ଏ ହିଷ୍ଟ୍ରି ଅଫ ମ୍ୟାଥମେଟିକାଲ ସାଇନ୍ସ ଇନ୍ ନେପାଳ ସେମାନେ ଆର୍ଟିକଲ ଛାପିବା ଭିତରେ ଏଟା ଭାସ୍ୱତୀ ଉପରେ ଦେଇଛନ୍ତି। ତାହେଲେ ପୁଣି ପ୍ରଶ୍ନ ଯେ ନେପାଳ କେମିତି ପହଞ୍ଚିଗଲା? ସେତେବେଳେ ଭାସ୍ୱତୀ ମାନେ ନେପାଳ ସହିତ ଓଡ଼ିଶାର ଗୋଟେ ଡାଇରେକ୍ଟ କନେକ୍ସନ ବି ଥିଲା। କାହିଁକିନା ଏବେ ବର୍ତ୍ତମାନର ରାଜକୁମାରୀ ଆମ ରାଣୀ ଦିବ୍ୟସିଂହ ଦେବଙ୍କ ରାଣୀ ପ୍ରକୃତରେ ନେପାଳ ରାଜକୁମାରୀ ବୋଲି ଜଣାଶୁଣା। ତାପରେ ଆମେ ଦେଖିଛୁ, ହଁ, ଅମର ଶହୀଦ ଜୟୀ ରାଜଗୁରୁ ଗୋଟେ ଲେଖିଛନ୍ତି, ଅଛି ଏବେ ଗୋଟେ ଗ୍ରନ୍ଥ, ମୋ ନାଁଟା ମନେ ପଡୁନି ସାଙ୍ଗେ ସାଙ୍ଗେ, ଯେ ସେଥିରେ ଅଛି ଯେ ଜୟୀ ରାଜଗୁରୁଙ୍କ ଜେଜେବାପା ଗଦାଧର ରାଜଗୁରୁ, ଯିଏକି ସତାନନ୍ଦଙ୍କର ଆଉ ଗୋଟେ ବହି, 2ଟା ବହି ଅଛି, କାଳ ସତାନନ୍ଦ ସଂଗ୍ରହ ଆଉ ସରି ସେଟା ସତାନନ୍ଦ ସଂଗ୍ରହ ଛାୟାରେ ଗଦାଧର ରାଜଗୁରୁ ଇଏ ଲେଖିଛନ୍ତି ଗୋଟେ ଗ୍ରନ୍ଥ କାଳସାର, ଯୋଉଥିପାଇଁ ତାଙ୍କୁ ନେପାଳରେ ରୁଦ୍ରାଭିଷେକ କରାହେଇଥିଲା। ତ ସେ ବିଷୟରେ ଅମର ଶହୀଦ ଜୟୀ ରାଜଗୁରୁରେ ଲେଖା ଅଛି, ପୃଷ୍ଠା 16 ଆଉ 17 ନା ଅଛି। ସେଟା ଅଥରଙ୍କ ନାଁ ମନେ ନାହିଁ, ଟିକେ ମୁଁ ଲେଖିଦେବି।
ସେ ତେଣୁକରି ନେପାଳ ସହିତ ଗୋଟେ ଏହା ବି ହେଇପାରେ ଯେ ନେପାଳ ସହିତ ଓଡ଼ିଶାର ଗୋଟେ ଡାଇରେକ୍ଟ କନେକ୍ସନ ଥିଲା। ତା ଛଡା ଆଉ ଗୋଟେ ହେଇପାରେ ଯେ ବାରାଣସୀରେ ଏଟା ଏ ବହି ଏତେ ପପୁଲାର ଥିଲା, ଆଉ ନେପାଳରୁ ବି ସେମାନେ ବି ଲେଖିଛନ୍ତି ଯେ ନେପାଳରୁ ବହୁତ ଛାତ୍ର ଆସୁଥିଲେ ବାରାଣସୀରେ ପଢିବା ପାଇଁ, ତେଣୁକରି ବାରାଣସୀ ସହିତ ତ ଡାଇରେକ୍ଟ କନେକ୍ସନ ଥିଲା। ସେଇ ଦୃଷ୍ଟିରୁ ନେପାଳରେ ମାନେ ଭାସ୍ୱତୀ ନେପାଳରେ ଯାଇ ପହଞ୍ଚିଥିବା ସମ୍ଭବ, ଆଉ ନେପାଳରେ ପ୍ରଥମ ଗଣିତ ଗ୍ରନ୍ଥ ଥିଲା। ତାହେଲେ ୟାର ଜ୍ୟୋତିର୍ବିଜ୍ଞାନକୁ ପ୍ରମୁଖ ଅବଦାନ ଦିଟା ଏଠୁ ଟିକେ ଇଏ କରିବାକୁ ମୁଁ ଇଂଲିଶ କନଭର୍ଟ କରିପାରିନି। ଏ ଭେରି କ୍ଲୋଜ ଆଲଜେବ୍ରିକ୍ ଆପ୍ରୋକ୍ସିମେସନ ଫର ଟ୍ରିଗୋନୋମେଟ୍ରିକ୍ ରେସିଓଜ, ଆଉ ଗୋଟେ ହଉଛି ମୋଷ୍ଟ ସିଗ୍ନିଫିକାଣ୍ଟ ଆପ୍ରୋକ୍ସିମେସନ ଶତାଂଶ। ଦିଟା ହଉଛି ଭାସ୍ୱତୀର ଦୁଇଟା ସିଗ୍ନିଫିକାଣ୍ଟ କଣ୍ଟ୍ରିବ୍ୟୁସନ ଟୁ ୱାର୍ଲଡ ଆଷ୍ଟ୍ରୋନୋମି ଆଣ୍ଡ ମ୍ୟାଥମେଟିକ୍ସ। ସେଟା ହେଲା କଣ କରିଛନ୍ତି ସେ, କିନ୍ତୁ ଆଉ ଗୋଟେ କଥା ହଉଛି ସେ କରିଥିବା କଥା, ହଁ ମୁଁ ଏଟା କାହିଁକି ଇଏ କରୁଛି, ସେ ନିଜେ ସ୍ୱୀକାର କରିଛନ୍ତି। ଏଟା ହଉଛି ଶ୍ଲୋକ 1.4 ରେ ସେ ଲେଖିଛନ୍ତି, ଅଥ ପ୍ରବକ୍ଷେ ମିହିରୋପଦେଶାତ୍ ଶ୍ରୀ ସୂର୍ଯ୍ୟ ସିଦ୍ଧାନ୍ତ ସମଂ ସମାସାତ୍। ମାନେ ଅର୍ଥାତ୍ ତାଙ୍କର ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଭାସ୍ୱତୀରେ କରାଯାଇଥିବା ଗଣନା ବରାହ ମିହିରଙ୍କ ପର୍ଯ୍ୟବେକ୍ଷଣ ତଥ୍ୟ ଆଧାରରେ ପର୍ଯ୍ୟବେସିତ ଓ ଏହାର ସଠିକତା ସୂର୍ଯ୍ୟ ସିଦ୍ଧାନ୍ତରେ କରାଯାଇଥିବା ଗଣନା ସହ ସମକକ୍ଷ। ମାନେ ସେ କଣ, ହି ଚ୍ୟାଲେଞ୍ଜେସ୍ that it is as accurate as ସୂର୍ଯ୍ୟ ସିଦ୍ଧାନ୍ତ। ଆଉ ସେମାନେ କହିଛନ୍ତି ଯେ ସେ ବରାହ ମିହିରଙ୍କ ପର୍ଯ୍ୟବେକ୍ଷଣ ତଥ୍ୟକୁ ନେଇକରି ତାଙ୍କ କାଲକୁଲେସନ ସବୁ କରିଛନ୍ତି। କିନ୍ତୁ ସେ ତ ସେଇ ଦୃଷ୍ଟିରୁ ଜଣାଯାଉଛି ସେ ତାଙ୍କ ଏକାଡେମିକ ଇଏରେ ବହୁତ ଅନେଷ୍ଟ ଆଉ କରିଛନ୍ତି। କିନ୍ତୁ ତା ପରବର୍ତ୍ତୀ ଇଏ ହଉଛି, ଆରେ ଏଟା କଣ ଆସିଲା ତାପରଟା, ସରି ତାହେଲେ ଗୋଟେ ସ୍ଲାଇଡ୍ ମୁଁ ମିସ୍ କରିଛି ଥରେ। ସେ ହଉଛି, ଗୋଟେ ମିନିଟ୍, ଏଟା କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ବର୍ତ୍ତମାନ କହିବାକୁ ଚାହୁଁଛି, ଏଇ ଯୋଉ ଭାସ୍ୱତୀ ବହି ଗୋଟେ ସମୟରେ ପୁରୀ ସଦାଶିବ ସଂସ୍କୃତ ବିଦ୍ୟାଳୟ ଥିଲା, ଏବେ ତ ସେଣ୍ଟ୍ରାଲ ୟୁନିଭର୍ସିଟି ହେଇଯାଇଛି, ବିଦ୍ୟାଳୟ ଥିଲା। ସେ ସମୟରେ ସେଟା ଜ୍ୟୋତିଷ ବିଭାଗରେ କୋର୍ସ ବୁକ୍ ଥିଲା। କିନ୍ତୁ ସେଣ୍ଟ୍ରାଲ ୟୁନିଭର୍ସିଟି ହେଇଗଲା ପରେ ସେମାନେ କଣ କରିଛନ୍ତି, ଗଣେଶ ଦୈବଜ୍ଞଙ୍କ ଗ୍ରହ ଲାଘବଙ୍କୁ ରିପ୍ଲେସ୍ କରିଛନ୍ତି, ମାନେ ଭାସ୍ୱତୀ ଇଏରେ। କିନ୍ତୁ ଏ ବିଷୟରେ ମୁଁ ତ ସ୍ଲାଇଡ୍ ଗୋଟେ ବୋଧେ ମିସ୍ କରୁଛି, ମୁଁ ଦେଇଥିଲି ଯାହା ଏସ୍ ବାଲଚନ୍ଦ୍ର ରାଓ, ମାନେ ବର୍ତ୍ତମାନ ସେ ତ ଏବେ ଗତ ବର୍ଷ ଚାଲିଗଲେ, କିନ୍ତୁ ମଡର୍ଣ୍ଣ ଆଷ୍ଟ୍ରୋନୋମି ଯୋଉମାନେ ଆନ୍ସିଏଣ୍ଟ ଆଷ୍ଟ୍ରୋନୋମି ଉପରେ କାମ କରୁଥିବା ଜଣେ ଆଗ ଧାଡିର ଲୋକ, ସିଏ କହିବା କଥା ଯେ ଏଇଟା ଯୋଉ ୱିଦାଉଟ୍ ଆଲଜେବ୍ରିକ୍ ମାନେ ଆଲଜେବ୍ରିକ୍ ଆପ୍ରୋକ୍ସିମେସନ ଟୁ ଟ୍ରିଗୋନୋମେଟ୍ରିକ୍ ଫଙ୍କସନ୍ସ, ଏଟା ପ୍ରଥମେ ଭାସ୍କର 1ଙ୍କ ଦ୍ୱାରା ଆରମ୍ଭ ହେଇଥିଲା, ଆଉ ପ୍ରଥମେ ସେ ଇମ୍ପ୍ଲିମେଣ୍ଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶତାନନ୍ଦ ୟାକୁ ବହୁତ ଭଲ ଭାବରେ କରିଛନ୍ତି, ପୁରାପୁରି କାଲକୁଲେସନକୁ କରିଛନ୍ତି। ଆଉ ଯୋଉଟାକି ବଳଭଦ୍ର ଗଣେଶ ଦୈବଜ୍ଞ ତାକୁ ନେଇକିରି କାମ କରିଛନ୍ତି, ଯେହେତୁ ସିଏ ବାରାଣାସୀରେ ଥିଲେ ଆଉ ବାରାଣାସୀରେ ଏ ବହି ବହୁତ ଇଏ ଥିଲା, କିନ୍ତୁ ସିଏ ତାକୁ ଆକ୍ନୋଲେଜ କୋଉଠି କରିନାହାନ୍ତି। ଆଉ ବର୍ତ୍ତମାନ ଗଣେଶ ଦୈବଜ୍ଞଙ୍କ ଯେହେତୁ ଗ୍ରହ ଲାଘବମ୍ ଉପରେ ଲୋକ ବହୁତ କାମ କରୁଛନ୍ତି, ସେଟା ବର୍ତ୍ତମାନ ମାନେ ଇଏରେ ସଦାଶିବ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଭାସ୍ୱତୀକୁ ରିପ୍ଲେସ୍ କରିଦେଇଛି। ଆଉ ମୁଁ ଥରେ ଯାଇଥିଲି ଏ ଭିତରେ, ପଚାରିଥିଲି, କହିଥିଲି ଯେ ଆପଣ କାହିଁକି କରିଛନ୍ତି ତାକୁ ଆଉଥରେ କରିବା, କାହିଁକିନା ତାଙ୍କର ବର୍ତ୍ତମାନ ଯେ ଇଏ ଅଛନ୍ତି ପ୍ରଭାତ ମହାପାତ୍ର, କିନ୍ତୁ ସିଏ କହିଲେ ଯେ ଆମକୁ ପ୍ରେସର ହଉଛି ଯେ ଇଏ ସିଦ୍ଧାନ୍ତ ଦର୍ପଣ କାହିଁକି ଆମେ କୋର୍ସରେ ପକଉନୁ, ଆଉ ଏଟାକୁ କେତେବେଳେ ସେମାନେ ତାଙ୍କ ହାତରେ ବି କିଛି ନାହିଁ କହିବାକୁ ଗଲେ। ସେ କେତେବେଳେ ଯଦି କୌଣସି ଇଏ ହେଲେ ଏଟା ଯଦି ହେଇପାରିବ କୋର୍ସ ବୁକ୍, ତାହେଲେ ମତେ ତ ଲାଗୁଛି ପିଲାମାନେ ବେଟର ଭଲ ଭାବରେ ବୁଝିପାରିବେ। କାହିଁକିନା ସାଧାରଣତଃ ସଂସ୍କୃତ ପଢୁଥିବା ଲୋକମାନଙ୍କର ଟିକେ ଇଏ ସାଇନ୍ସ କୋସାଇନ୍ ଟ୍ରିଗୋନୋମେଟ୍ରିକ୍ ଫଙ୍କସନ୍ସ ଦୁର୍ବଳ ଥାଇପାରନ୍ତି। ଆଲଜେବ୍ରିକ୍ ଫଙ୍କସନ୍ ଦେ ଆର୍ କମ୍ଫର୍ଟେବଲ, ମାନେ ବେଟର କାଲକୁଲେସନ ଆଉ ବେଟର ଆଇଡିଆ ରହିପାରନ୍ତା, କଣ ହେଇଛି ଆଉ କହିପାରିବିନି। କିନ୍ତୁ ଏଟା ହଉଛି ଶତାନନ୍ଦଙ୍କ ସ୍ୱୀକାରୋକ୍ତି। ତାପରେ ଏଟା ହଉଛି ଅୟନାଂଶ ବିଷୟରେ ବହୁତ ବେଶୀ ନ କହିବା ଭଲ, ମୁଁ ଡିଲିଟ୍ କରୁଛି।
ଅୟନାଂଶ ହଉଛି ଯେ ପ୍ରତି ବର୍ଷ ମାନେ ଇଏରେ ସୂର୍ଯ୍ୟ ମନେକର ପୃଥିବୀ ଯୋଉଠାରୁ ଆରମ୍ଭ ତାର ଯୋଉ ଗତିପଥରେ ସୂର୍ଯ୍ୟଙ୍କୁ ଯୋଉ ଇଏରେ ପ୍ରଦକ୍ଷିଣ କରେ ଯୋଉ ଗତିପଥ ତାର ଯୋଉ ଇଏରେ ଏକ୍ଲିପ୍ଟିକରେ ସେ ଯୋଉ ଜାଗାରୁ ବାହାରି ପ୍ରଥମେ ଯୋଉଠୁ ଆମେ ନେବା ଏଇ ଜାଗାରୁ ଆରମ୍ଭ କରିବା ଗଣନା ତା ଗଣନା କରିକିରି ଆମେ ପୁଣି ବର୍ଷ ଶେଷରେ ଆମେ ଭାବୁଛେ ଯେ ଆମେ ସେଇଠି ଯାଇ ପହଞ୍ଚିଯିବା କିନ୍ତୁ ସେଟା ପହଞ୍ଚେ ନାହିଁ କିଛି ସେ ଯୋଉ ଇଏ ଭଳି ନଟୁ ଭଳି ବୁଲୋଇ ଆମେ ଇଏରେ ପଢିଛେ ତ ଛୋଟ ବେଳେ ସେ ନୀତି ନିଜ ଚାରିପଟେ ନଟୁ ପରି ବୁଲୋଇ ପୃଥିବୀ ପୃଥିବୀ ଯୋଉ ନଟୁ ପରି ବୁଲିବା ଭିତରେ ରାଉଣ୍ଡ ରାଉଣ୍ଡ ହେଇକି ବୁଲିବା ଭିତରେ ଯୋଉ ଜାଗାରେ ଜଗାରୁ ଆମେ ଆରମ୍ଭ କରିଥାଏ କାଲକୁଲେସନ ସେଇ ଜାଗାରେ ପହଞ୍ଚେନି ସେ ଯୋଉ ଟିକେ ଡିଫରେନ୍ସ ରହେ ସେଟା 25,800 ବର୍ଷ ପରେ ପୁଣି ପୃଥିବୀ ସେଇ ଜାଗାରେ ପହଞ୍ଚିବ ସେଟା ସେମାନେ ଆନ୍ସିଏଣ୍ଟ ଇଏ ମାନେ ଆଷ୍ଟ୍ରୋନମର ମାନେ ଜାଣିଥିଲେ ତାର ବିଭିନ୍ନ ପ୍ରକାର କାଲକୁଲେସନ ସେମାନେ କରିଛନ୍ତି ସେ ବିଷୟରେ ସତାନନ୍ଦ ଯାହା କରିଛନ୍ତି ସେଟା ହଉଛି ସାକେନ୍ଦ୍ର କାଲାତ ଖସରାବ୍ଦିହିନାଥ ଷଷ୍ଠା ନାଇଁ ମୁଁ ପଢିବାରେ ମୋର ଟିକେ ପ୍ରୋବ୍ଲେମ ରହୁଛି ତାହେଲେ ତାର ଇଂଲିଶ ହଉଛି ମେଥଡ ଅଫ ଫାଇନାନ୍ସ ଫ୍ରମ ଇୟର ଅଫ ଶାଳିବାହନମ 78 we subtract 450 and divide by 60 to get ଅୟନାଂଶ by adding this to ଅହରଗଣ day count get ସାୟନ with ଅୟନାଂଶ day use for calculating ଭାସ୍ୱତୀ ମାନେ ମନେକର 2025 ହେଲେ ତା ଦେହରୁ 78 ମାଇନସ୍ କଲେ ହବ ଶାକ 1947 ତା ଦେହରୁ 450 ଇଏ କରିବ କାହିଁକିନା 450 ସିଇ ରେ ହଉଛି ବରାହ ମିହିରଙ୍କର ପ୍ରଥମ ପର୍ଯ୍ୟବେକ୍ଷଣ ବୋଲି ଇଏ କରାଯାଏ ସେଠୁ 450 କରାଯାଇକି ତାପରେ ହେଲେ 1497 ଡିଭାଇଡେଡ୍ ବାଇ 60 ହେଲେ ଆସିବ 0.0 ଡିଗ୍ରୀ 24 ଲିତା 47 ବିଲିତା ତାକୁ ପ୍ଲସ୍ 27 ହେଲେ 27 ପକେଇଲେ 27 ମିନ୍ ଡେ କାଉଣ୍ଟ ତାହେଲେ ଯଦି ଆମ ମନେକର 11 ମେ କୁ କାଲକୁଲେଟ କରିବା 14 ଏପ୍ରିଲରେ ହଉଛି ଆମର ଆସିଥିଲା ମହାବିଷୁବ ସଂକ୍ରାନ୍ତିରୁ କାଲକୁଲେସନ ହୁଏ 14ରୁ 11 ମେ କରିକିରି ହେଲା ହচ্ছে 27 ଦିନ 27 ଦିନ ପରେ ଏ 24 এটা 24 ডিগ্রি 47 মিনিট ତା ସହିତ କାଲକୁଲେସନ କରାହେଇକି ଅହରଗଣ ନିଆଯାଏ ଏଟା ଅତି ଇଏଟା ସ୍ଲାଇଡଟା ପକେଇବାର ନଥିଲା ମୁଁ ଅଛି ଡିଲିଟ କରିନି ସେମାନେ ସେଇଭଳି ଅୟନାଂଶ କାଲକୁଲେସନ କରାଯାଏ ଅୟନାଂଶ ହଉଛି ବିଭିନ୍ନ ସିଦ୍ଧାନ୍ତରେ ଅୟନାଂଶ ବର୍ଷ ପ୍ରଥମ ଅୟନାଂଶ ବର୍ଷ ଆଉ ସେମାନେ କେତେ ସେ ଇଏ ନେଇଛନ୍ତି 60 ଭାସ୍ୱତୀରେ ସେମାନେ ନେଇଛନ୍ତି 60 ସେକେଣ୍ଡ ବା ଗୋଟେ ମିନିଟ ନେଇଛନ୍ତି କିନ୍ତୁ ସୂର୍ଯ୍ୟ ସିଦ୍ଧାନ୍ତରେ 54 ସେକେଣ୍ଡ ସୌମ୍ୟ ସିଦ୍ଧାନ୍ତରେ 54 ସେକେଣ୍ଡ ଲଘୁ ବଶିଷ୍ଠ ସିଦ୍ଧାନ୍ତ ହଉଛି 54 ସେକେଣ୍ଡ ଗ୍ରହ ଲାଘବରେ ସେ 60 ନେଇଛନ୍ତି ଭାସ୍ୱତୀ ବି 60 ନିଆଯାଇଛି କିନ୍ତୁ ମଡର୍ନ କାଲକୁଲେସନ ଅନୁସାରେ ଅୟନାଂଶ ବା ପ୍ରିସିସନ ହଉଛି 50.27 ସେକେଣ୍ଡ এটা ହଉଛି ଗୋଟେ କମ୍ପାରେଟିଭ ଡେଟା ମିନ୍ ସୋଲାର ଡେଜର ସବୁ ଇଏର ଦେଖିବାକୁ ଗଲେ ସନ୍ର 365 ହଉଛି ୟୁରୋପିଆନ 365.25 ଏଟାରେ ହଉଛି ସୂର୍ଯ୍ୟ ସିଦ୍ଧାନ୍ତ ବି 360.25 ଏଟା 360 ସମସ୍ତେ 25 ତା ପରଟା ହଉଛି ଚେଞ୍ଜ ହଉଛି ଏଠି 3 ମଡର୍ନ ହଉଛି 2563 ଏଠି 2587 ଏଟା 84 87 86 ସାମାନ୍ୟ ଚେଞ୍ଜ ଆସୁଛି ମଡର୍ନ କାଲକୁଲେସନଠୁ ମିନ୍ ସୋଲାର ଡେଜର ସେଟା ତ ଗଲା ତାହେଲେ ଆମର ଦେଖିବା ଯେ ମୁଁ ସେସବୁ କହିବା ଭିତରେ ଆମେ କହିବାକୁ ଚାହୁଁଛେ ଶତାଂଶ ସେ କୋଉଠି କେମିତି ପ୍ରୟୋଗ କରିଥିଲେ ଆହୁରି ବହୁତ ଗୁଡାଏ ଶ୍ଲୋକ ତ ଅଛି କିନ୍ତୁ ଏଇଟାରେ ଦେଖୁଛି ଏଇଟା ହଉଛି ରାହୁ ସଞ୍ଚାରରେ ଅଛି ଅହର୍ଗଣଂ ଏଇ ଶ୍ଲୋକଟା ହଉଛି ଅହର୍ଗଣଂ ବେଦାହତଂ ଦଶାବ୍ଦଂ ଧ୍ରୁବାର୍ଦ୍ଧଯୁକ୍ତଂ ଭବତି ପାତ ମାନେ ଅହର୍ଗଣକୁ ବେଦ ଅର୍ଥ ବେଦ କହିଲେ 4କୁ ଦ୍ୱାରା ହତଂ ଗୁଣିତଂ ଦଶାବ୍ଦଂ 10 ସଂଖ୍ୟା ଦ୍ୱାରା ବିଭାଜୟତ ଅନନ୍ତରଂ ଧ୍ରୁବର ଅର୍ଦ୍ଧେନ ସଂଯୁକ୍ତଂ
ଖଖାଗ ନେତ୍ରନ୍ତରିତ ଖ ଖ ଅର୍ଥ ଶୂନ ଖ ଅର୍ଥ ଶୂନ ଅଗ ହଉଛି 7 ନେତ୍ର ହଉଛି 2 ହେଲେ 2700 ବିୟୋଗ କରଣୀୟ ପୁନଃ ରାହୁ କେତୁ ବ୍ୟବଧାନ ସ୍ୱୀକୃତ୍ୟ ଚକ୍ରାର୍ଦ୍ଧ କରଣୀୟ ତଥୈବ ରାହୁ କେତୁ ଇତି ଦ୍ୱୟ ସଂସାରଃ ଗୁଣନୀୟ ପ୍ରକୃତରେ ଏଠି ଏଟା ତ 3:17 ଶ୍ଲୋକ ନମ୍ବର 3:17 ଏଟା କରାହେଇଛି ଯୋଉଟାକୁ 2700ଟା ଖାଲି ଅଛି ବୋଲି ମୁଁ ଏଟାକୁ ଦେଇଛି କିନ୍ତୁ ତାର ଆହୁରି କେତେ ଗୁଡାଏ ଚାପ୍ଟର 3 ଚାପ୍ଟର 4 ଯୋଉଥିରେ ସେ ଆମେ ଗ୍ରହ ସ୍ଫୁଟାଧିକାର ଆଉ ସୂର୍ଯ୍ୟ ଆଉ ଚନ୍ଦ୍ର ସ୍ଫୁଟାଧିକାର ଆମେ ଚନ୍ଦ୍ର ସ୍ଫୁଟବାର ମିନ୍ ମୋସନ କାଲକୁଲେସନ ହେଇଛି ସେଥିରେ ସେମାନେ କ'ଣ କରିଛନ୍ତି ସତାନନ୍ଦ କ'ଣ କରିଛନ୍ତି ପ୍ରତି ଏଟା ଷ୍ଟେଟମେଣ୍ଟ ଅଫ ବାଲଚନ୍ଦ୍ରର ଟିକେ ବ୍ୟାକ୍ କରିଲି ଥାଉ ଏଟା ଇଏ କରିବିନି ଏଟା ହଉଛି ପ୍ରକୃତରେ ଆମେ କ'ଣ ସିଏ କରିଛନ୍ତି ଆମେ ଦେଖିବା ପାଇଁ ଏଟା ହଉଛି ମୁଁ ବି କାମ କରିବା ପୂର୍ବରୁ ଜାଣିନଥିଲି ଯେ ସଂକ୍ରାନ୍ତି ପ୍ରକୃତରେ କେମିତି ଆସେ ବହୁତ ଦିନ ଯାଏ ମୋର ବି ଡାଉଟ ଥିଲା ଯେ ମାନେ ଯୋଉ ସୌର ମାସଟା ଆମେ କେମିତି କାଲକୁଲେସନ ଯୋଉଟା ସଂକ୍ରାନ୍ତିରୁ ହୁଏ ସେଟା କେମିତି ଜାଣୁଛୁ ସେଟା ପ୍ରକୃତରେ ହଉଛି ଏଟା ମନେକର ସୂର୍ଯ୍ୟ ଆଉ ଏଟା ହଉଛି ପୃଥିବୀ ମନେକର ପୃଥିବୀ ବୁଲିବା ଭିତରେ ଏଇଠି ବୁଲୁଛି ସୂର୍ଯ୍ୟ ଅସ୍ତ ହେବା ସମୟରେ ବେଟର ଜାଣି ହୁଏ ବା ସୂର୍ଯ୍ୟ ଉଦୟ ପୂର୍ବରୁ ଯଦି ସୂର୍ଯ୍ୟ ଅସ୍ତ ଯୋଉ ଜାଗାରେ ହୁଏ ସେଇ ଜାଗାରେ ସିଧା ଭାବେ ତମେ ଦେଖିଲେ ଯୋଉ ରାଶି ଦେଖାଯିବ ଦିଗ୍ବଳରେ ଯୋଉ ରାଶି ଦେଖାଯିବ ସୂର୍ଯ୍ୟ ସେଇ ରାଶିରେ ଅବସ୍ଥାନ କରୁଛି ବୋଲି ଜଣାଯାଏ ସେମିତି ହେଲେ ଏଇ ଯୋଉ 11ଟା ଯେତେବେଳେ ଏଠି ସୂର୍ଯ୍ୟ ଏଇଠି ବା ପୃଥିବୀ ବୁଲିକି ଏଠି ଆସିବ ତାହେଲେ ବୁଲିକି ଯେତେବେଳେ ଏଇ ଜାଗାରୁ ଆସିକିରି ଏଇଠି ପହଞ୍ଚିବ ବା ଏଇ ଜାଗାରେ ଏଇ ରାଶିରୁ ସେଇ ମାନେ ସିଂହ କ୍ୟାନ୍ସର କର୍କଟ ଆସିବା ପାଇଁ ଯୋଉ ସମୟରେ ଏଇଠୁ ଏଠାର ଯୋଉ ମୁହୂର୍ତ୍ତରେ ଏଇ ରାଶିରୁ ସେଇ ରାଶିକୁ ସୂର୍ଯ୍ୟ ସଂକ୍ରମଣ କରେ ତାକୁ ଆମେ ସେହି ସଂକ୍ରାନ୍ତି ବୋଲି କହୁ ତାହେଲେ ଏଗୁଡାକ କ'ଣ ଏଇ ସବୁ ରାଶି ଯୋଉ ପ୍ରକୃତରେ ଏଗୁଡା ସବୁ ନକ୍ଷତ୍ର ପୁଞ୍ଜ ଯୋଉଟା କି ବହୁତ ଦୂରରେ ପୃଥିବୀ ମାନେ ଯୋଉ ଆମର ସୌର ଜଗତର ବହୁତ ଦୂରରେ ଏଇଭଳି ଗୋଟେ ବୃତ୍ତୀୟ ଆକାରରେ ରହିଛନ୍ତି ଆଉ ଏଟା ପୃଥିବୀ ଆମ ଭାରତୀୟ ମାନେ ତାକୁ ବି ଲକ୍ଷ୍ୟ କରିଛନ୍ତି ୟୁରୋପିଆନ ସବୁ ଦେଶରେ ଇଣ୍ଡିପେଣ୍ଡେଣ୍ଟଲି ଲକ୍ଷ୍ୟ କରିଛନ୍ତି ଯେ ଏଟା ଆଉ ସେମାନେ ସେଇ ଅନୁସାରେ ଏକ ରାଶି ବୋଲି ନାଁ ଦେଇଛନ୍ତି ଏଗୁଡାକ ରାଶି ଭାବେ ତାଙ୍କର ବି ଏଇ ଚିତ୍ର ତାର ସେ ଯୋଉ ଆକାରରେ ସଜ୍ଜିତ ହେଇଛନ୍ତି ସବୁଠୁ ବେଶୀ ଜଣାଯାଏ ବିଛା ରାଶିଟା ପ୍ରକୃତରେ ପୁରାପୁରି ବିଛା ରାଶି ଭଳି ଲାଗେ ଏଟା ମିଥୁନ କର୍କଟ ବିଛା ଏଟା ତ ସିଂହ ଏଟା ବିଛାଟା ପ୍ରକୃତରେ ବିଛା ରାଶି ଭଳି ଜଣାଯାଏ ଆଉ ଗୁଡାକ ତ ପୁରା ଭଲ ଭାବେ ଜଣାଯାଏନି କିନ୍ତୁ ଏଇ ସବୁ ଯୋଉ ରାଶି ଏଇ ଆମର ଯୋଉ ପାଞ୍ଜି ଗଣନା ବା ଲୋକ ଯେକୌଣସି ବ୍ୟକ୍ତିର ଜାତକ ଗଣନା ସମୟରେ ସମସ୍ତେ ଯୋଉ ରାଶି ଆଉ ନକ୍ଷତ୍ରକୁ ବହୁତ ପ୍ରାଧାନ୍ୟ ଦିଆଯାଏ ଆମ ଭାରତୀୟ ସଂସ୍କୃତି ୟୁରୋପିଆନ ସଂସ୍କୃତିରେ ବି ତେଣୁକରି ଏଇ କରିବା ପାଇଁ ଆମେ ଯଦି ଏଇଟା ହଉଛି ଏଇ ଯୋଉ ଗୋଟେ ବୃତ୍ତକୁ 360 ଡିଗ୍ରୀ ନିଆଯାଇଛି 360 ଡିଗ୍ରୀ ହେଲେ କ'ଣ ହବ ଏଟା 12ଟା ରାଶି ହେଲେ ପ୍ରତି ରାଶି 30 ଡିଗ୍ରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିବ ତାହେଲେ 30 ଡିଗ୍ରୀ ରହିଲେ କ'ଣ ହବ ତାପରେ ମନେକର ଏଇଠି ଅଛି ତାପରେ ଟିକେ ଆଗକୁ ଗଲା କେତେ ହେଲା 30 ବିଭକ୍ତ 30 ଡିଗ୍ରୀ ଭିତରେ କେତେ ଅଂଶ ଯାଇଛି କେତେ ଅଂଶ 30ର କେତେ ଭାଗରୁ ଭାଗ ବା କେତେ ଭାଗ ଅତିକ୍ରମ କରିଯାଇଛି ସୂର୍ଯ୍ୟ କେତେ ଭାଗ ଅତିକ୍ରମ କରିଛି ଆଉ କେତେ ଭାଗ ଅତିକ୍ରମ କରିବାକୁ ଅଛି ସେ ସବୁ ବିଷୟରେ ଯୋଉ କରିବା ପାଇଁ 30 ବିଭକ୍ତ ଏମିତି 30 ଦିନରେ କଲେ ବିଭକ୍ତ 30 କରିଦେଲେ 1 ଡିଗ୍ରୀ ପ୍ରତିଦିନ କରୁଛେ ପୃଥିବୀ ମାନେ ସୂର୍ଯ୍ୟ ଅତିକ୍ରମ କରୁଥିବା ଜଣାଯାଉଛି କିନ୍ତୁ ଯେତେବେଳେ ନକ୍ଷତ୍ର ଆସୁଛି ସେଟା ଆସୁଛି 13 ଡିଗ୍ରୀ 33 ସେକେଣ୍ଡ 13 ଡିଗ୍ରୀ 33 ମିନିଟ୍ସ ହେଲେ ତାକୁ ପୁଣି ଭାଗ କଲା ବେଳକୁ ସିଏ ହଉଛି ଭଗ୍ନାଂଶ ଆକୁମୁଲେଟ କରି ଚାଲୁଛି ସେଥିପାଇଁ ସିଏ ତାକୁ ନ କରିକିରି ୟାକୁ ଅଧିକା ସରଳ କରିନେବା ପାଇଁ ଭାସ୍ୱତୀରେ ପ୍ରଥମେ ସତାନନ୍ଦ କ'ଣ କଲେ ନା 12ଟା କନଷ୍ଟେଲେସନକୁ ନେଇକିରି 360କୁ 365
65 ଦିନରେ 360 अंश ଆପ୍ରୋକ୍ସିମେଟଲି ଗୋଟେ ଦିନକୁ ଗୋଟେ ଡିଗ୍ରୀ ଇଏ କରେ ତାକୁ ଗୋଟେ ଡିଗ୍ରୀ ସୂର୍ଯ୍ୟ ଗତି କରେ ବୋଲି ସୂର୍ଯ୍ୟ ପ୍ରକୃତରେ ତ ସମସ୍ତେ ଜାଣିଥିଲେ ପୃଥିବୀ ସ୍ଥିର ସୂର୍ଯ୍ୟ ତା ଚାରିପଟେ ବୁଲୁଛି କିନ୍ତୁ ଏଇଭଳି ଏବେ ଯୋଉ ଦେଖୁଛେ ସେଇ ଅନୁସାରେ ସୂର୍ଯ୍ୟ ବୁଲୁଛି ଆପଣ ତାକୁ ଯଦି ସେ କଣ କଲେ ନା 360 କୁ 30/4 ଯଦି ଗୁଣିଦବା ତାହେଲେ 4 କଟିଗଲେ 9 9 30 27 27 ଅଂଶ ହେଇଯିବ ତାହେଲେ 27 ଅଂଶ ହେଲେ 100 ଅଂଶ এটা 27 ଅଂଶ ଆସିଲେ ନକ୍ଷତ୍ର ଆସିବ ଏଟା ଏଠୁ ମୁଁ ଏଟା ଭୁଲ କରିଛି ସରି ଏଠି ଭୁଲ କରିଛି ଏଟା ହଉଛି 2700 ହେଲେ ପ୍ରତି ନକ୍ଷତ୍ର 100 ଅଂଶ ନେଇକି କାଲକୁଲେସନ କରିବା ସହଜ ତାହେଲେ 100 ଅଂଶ କଣ ହଉଛି ନା ଏଟା ସେ ନେଇଛନ୍ତି କେତେବେଳେ ଯେତେବେଳେ ଏକ୍ଲିପ୍ସ କାଲକୁଲେସନ ଯେତେବେଳେ ଗ୍ରହଣ ଆଉ ପରାଗ କାଲକୁଲେସନ କରୁଛନ୍ତି ସେ ସମୟରେ ଏଇ ନକ୍ଷତ୍ର ଅନୁସାରେ 2700 ଅଂଶ ନେଇକି କରାହେଇଛି କାହିଁକି ନା ଅଧିକା ଆକୁରେସି ଆଣିବା ପାଇଁ ସମୟ ମୁଖ୍ୟ ସମୟ ମାନେ ତାର ଭୋଗ ମୁଖ୍ୟ ସ୍ପର୍ଶ ଭୋଗ ମୁଖ୍ୟ ସମୟରେ ବହୁତ ଆକୁରେସି ଆଣି ବହୁତ ବଡ ନମ୍ବର 360ରୁ 2700 ବହୁତ ବଡ ନମ୍ବର ହେଇଗଲେ କରିବା ପାଇଁ ଆଉ ତାପରେ 100 ଅଂଶ ହେଲେ 100 ଭାଗରୁ କେତେ ଭାଗ ଅତିକ୍ରମ କରିଛି ଆଉ କେତେ ଭାଗ ଅଛି ସେଟା ଜାଣିବାକୁ ମାନେ କାଲକୁଲେସନ କରିବାକୁ ସହଜ ତାପରେ କରିସାରିଲା ପରେ ସେ କଣ କରିଛନ୍ତି ନକ୍ଷତ୍ର ଭୋଗ ନକ୍ଷତ୍ର ସଞ୍ଚାର ଆଉ ରାଶି ସଞ୍ଚାରରେ ମାନେ ଇଏ ମୁଁ ସେଟାକ ପକେଇନି ଟିକେ ଟାଇମ ଇଏରେ କରିନି ତା ସେଇ ଯୋଉ ଶ୍ଲୋକରେ ଅଛି ସେ କଣ କରିଛନ୍ତି ସବୁ କାଲକୁଲେସନ କରିସାରିଲା ପରେ ଯାହା ଆସିଲା ତାକୁ ଏଟା 30/4 ଅଛି ତାକୁ ପୁଣି 4/30ରେ ଗୁଣିଲେ ସେଟା ପୁଣି 360 ଅନୁସାରେ କେତେ ଆସିବ ସେଟା ଆସିଯାଉଛି ତେଣୁକରି ଅନ୍ୟ ମାନଙ୍କ କାଲକୁଲେସନ ଅନୁସାରେ ଯେତିକି ଆସୁଛି ନା ନାହିଁ ତା ସହିତ ସେଟା ବ୍ୟାକ୍ ଟ୍ରାନ୍ସଫର୍ମ ବି କରିଛନ୍ତି ଆଉ ଏଟା ହଉଛି ଯଦି ଖାଲି ଗ୍ରହ ମାନଙ୍କର ଅବସ୍ଥିତି ତାଙ୍କର ଗତି ଆଉ ଅବସ୍ଥିତି ଜାଣିବାର ଅଛି ସେ କ୍ଷେତ୍ରରେ ସେ କଣ କରୁଛନ୍ତି 12ଟା ରାଶି ଅନୁସାରେ 360କୁ ଯଦି 10/3ରେ ଗୁଣିବ ତାହେଲେ 1200 ଅଂଶ ଆସିବ 1200 ହେଲେ 100 ଅଂଶ ଫର ଇଚ୍ କନଷ୍ଟେଣ୍ଟ ସବୁ ରାଶି ପାଇଁ 100 ଅଂଶ ଲେଖେ ନେଇକିରି ସେ ଗଣିତ କାଲକୁଲେସନ କରୁଛନ୍ତି ଗଣିତ କାଲକୁଲେସନ କଲା ପରେ ପୁଣି ଥରେ ଯେତେବେଳେ 360 ଇଏକୁ ଆଣିବ ମାନେ ତା ଧାରାକୁ ଆଣିବ ସେତେବେଳେ ସେ କଣ କରିବେ 3/10 ପୁଣି ଥରେ ଯାହା ରେଜଲ୍ଟ ଆସିଲା ତାକୁ 3/10 ଗୁଣିଦେଲେ ସିଏ 360 ତମ ଇଏରେ ଆସିଯିବ ସେଟା ହଉଛି ତାଙ୍କର ଗ୍ରେଟ୍ ଫାଇଣ୍ଡିଙ୍ଗସ୍ ଆଉ ତାକୁ ବ୍ୟାକ୍ ଟ୍ରାନ୍ସଫର୍ମ ବି କରିପାରିବା ବହୁତ ବଡ ପଦକ୍ଷେପ ସେ ସମୟର ଯୋଉଟା ଆମେ ଯେତେବେଳେ ଏବେ ବି ଯେତେବେଳେ ଆମେ ଭଗ୍ନାଂଶକୁ ଦଶମିକ ଭଗ୍ନାଂଶରେ ଇଏ କରୁଛୁ କନଭର୍ଟ କରୁଛୁ କଣ କରୁଛୁ ତାର ଲବ ଆଉ ହର ଦିଟାକୁ ସେମ ସଂଖ୍ୟାରେ ଗୁଣୁଛୁ ଯେମିତି ତଳଟା 10ର ମଲ୍ଟିପୁଲରେ ଆସିଯିବ ଯୋଉଟା ଏଠି ବି କରାହେଇଛି ତେଣୁକରି ମେଘନାଥ ସାହା ସେଟାକୁ ଲକ୍ଷ୍ୟ କରିକି କହିଛନ୍ତି କାହିଁକିନା ଆଗରୁ ଏଟା ଅଛି ଯେ ଶତାନନ୍ଦ ଶତାଂଶ କରିଛନ୍ତି ଇଏ ହେଇଛି କିନ୍ତୁ ମଡର୍ଣ୍ଣ ୱାର୍ଲଡରେ ସେଟା କୋଉଠୁ ଆସିଛି ମୁଁ ଗୋଟେ ଇଏରେ IIT କାନପୁରରେ କୌଣସି କନଫରେନ୍ସ ଆଟେଣ୍ଡ କରିଥିଲେ ସେଠି ସେମାନେ କହୁଥିଲେ ଯେ ସବୁ ତ ଜିରୋ ତ ଆସିଛି ଆର୍ଯ୍ୟଭଟ୍ଟଙ୍କ ଇଏରୁ କିନ୍ତୁ ଶତାଂଶ କୋଉଠୁ ଆସିଛି ଏପର୍ଯ୍ୟନ୍ତ ଜଣା ନାହିଁ ସେତେବେଳେ ମୁଁ ଏଇଟା ବିଷୟରେ ମାନେ କହିଥିଲି କିନ୍ତୁ ସେ ସମୟରେ ମୋର ବି ସେତିକି ଷ୍ଟଡି ନଥିଲା ମୁଁ ମାନେ କହି ତ ଦେଲି କାହିଁକିନା ମୁଁ ଏତିକି ଷ୍ଟେଟମେଣ୍ଟ ଅଛି କିନ୍ତୁ ମତେ ବହୁତ ସମୟ ଲାଗିଲା ଯେ ମେଘନାଥ ସାରଙ୍କ ଷ୍ଟେଟମେଣ୍ଟ ନ ପାଇବା ପୂର୍ବରୁ ମୁଁ ମାନେ ତାକୁ ବୁଝି ବି ପାରୁନଥିଲି ଯେ ସେ କୋଉଠି ଶତାଂଶ ପ୍ରୟୋଗ ପ୍ରକୃତରେ କରିଛନ୍ତି ଏଇଟା ହିଁ ତାଙ୍କର ପ୍ରକୃତ ଅବଦାନ ଇଣ୍ଡିଆ ୱାର୍ଲଡ ଆଷ୍ଟ୍ରୋନୋମି ଆଉ ମ୍ୟାଥମେଟିକ୍ସକୁ ଏଟା ହଉଛି ସେଟା ହଉଛି ଡେ କାଉଣ୍ଟ ପୋଜିସନ ଅଫ ଭେନସ୍ ମନେକର ଏଟା ଅଛି ଏଟା ହଉଛି ଡେ କାଉଣ୍ଟ ହଉଛି 178 କେମିତି ଅୟନାଂଶ ଗଣନା ଆରେ ଏଟା କଣ ଗୋଟେ ଏଟା ତେରିକି ପୁଣି ଥରେ କଣ ଗୋଟେ ଆସିଗଲା କଣ ଗୋଟେ ଭୁଲ ହେଇଗଲା ହଁ ଏଟା ହଉଛି ତାହେଲେ କେମିତି କାଲକୁଲେସନ ହେଇଛି ଡେ କାଉଣ୍ଟ ହଉଛି 178 ତାପରେ ଶାସ୍ତ୍ରାବ୍ଦ 926 2025 ଇଏରେ ହେଲେ ତାର ଟ୍ରୁ ପୋଜିସନ ଏଟା କାଲକୁଲେସନ ହେଲା ମନେକର ତାର ଟ୍ରୁ ପୋଜିସନ କେତେ ମାନେ ଭେନସର ପୋଜିସନ କେତେ ତାପରେ କଣ କରିବ ନା ତାପରେ ଡିଭାଇଡେଡ ବାଇ 100 ତାହେଲେ ଏଇ ଯୋଉ ଆସିଲା ଆମକୁ ଏଇ ଯୋଉ ଆସିଲା 440
डिग्री 29 डिग्री हाँ अंश लिता बिलिता ताले तार जो डिग्री टाकू ए जो अंश को नेकरी ताकू 100 रे हरिले आसिला 4% आ एटा होची रिमाइंडर ताले रिमाइंडर आसले 4 कन्स्टलेशन होची कैंसर कैंसर माने ताले से कोन होची तार कैंसर को अतिक्रम करिकरी तार एते आउट ऑफ लिवर माने सिंहर एतिकी अंश से अतिक्रम करि सारची आ बाकी अच्छी 100 भागरू एते भाग अच्छी एतिकी अतिक्रम करि सारिकरी आ बाकी केते अच्छी बाकी अच्छी अति माने ट्राभेल करिया पई सेतिकी एई भଳି भाबे कैलकुलेशन करा जायछि सेथिरे ताले ताकू कौन करियो जदि से 40 को 9/4 रे गुणी दो मैं सेतिके कहउतली 9/4 रे गुणिले वो 991 ताकू 100 डिवाइडेड बाय 100 आसिला 9% आ 91 सते रिमाइंडर हेले नवम नक्षत्र मघा मघा अतिक्रम करी 91.100 पाटरो 10तम नक्षत्र पूर्वा फाल्गुनी रे अवस्थान करछि ताले एठू तापर जदि आग आमे आसिला जदि मने कर नक्षत्र गति अवस्थान जदि आमे कर देले ताले 4/9 रे गुणिले आमे तार राशि अवस्थान केते सेटा भी जानी हबो एटा होछि एई आमे संग्रह करथिबा सब पोथी रो किछि अंश जहा ऊपर आमे काम करूछु किछि प्रोग्रेस हेछि आ किछि अछि आ भाबुछु करिवु आगु को करियार अछि पब्लिकेशन माने सब ऊपर एटा इन पेस अछि एटा 25 हरि ओम नमस्कार तो नमस्कार सर नमस्कार हमर टिके एडी प्रॉब्लम अछि नेटवर्क के स्लो अछि ए उडे तो बड़ा पदक्षेप जे उडे अवध विषय को बोधगम्य करिया पई से चेष्टा करचंती नाउ माने मु बेसिकली एडा सब हमें उडे डॉक्यूमेंटेशन कला बेले उडा सब इंफॉर्मेशन पाइथिलु एमते उडे टेक्स्ट अछि आर 35 टा टीका अछि सेटा देखला पर उडे उडे आत्मविश्वास आसला जे एटा उडे निश्चय उडे बहुत इंपोर्टेंट गुरुत्वपूर्ण कार्य जोटा कि सी आगरु धरिसिले किंतु अधा नेटवर्क थिले सफल बर्तमान जो प्रथम संस्करण बाहरिला गोटे दुईटा पोथी की नहीं ओडिया रे अनुवाद करा जायछि तार एक्चुअली बर्तमान समस्त जानिबा को पाइले जे या गोटे निश्चय गोटे गुरुत्वपूर्ण काम तेणु तार क्रिटिकल एडिशन पाई एवं इंग्लिश ट्रांसलेशन पाई बर्तमान गोटे डिमांड स्कॉलर मानकर रहुछि एटा इंग्लिश कना बहुत मैथमेटिकल जिंस अछि जे से फार्मूला उडा को जदी हम आउटिके इंग्रजी रे करि कि दबा त हुई त यार इंपोर्टेंस ता आउटिके गुरुत्वपूर्ण हो जहा को से एनीवे तुना हमर उडे लक्ष्य रहिछि आमे हमर जेहेतु ओडिसा र काम आ पई यथा शक्ति चेष्टा करा जिवो जे या केमिति यार टीका सहित आमे ताको प्रकाश करि पारले आर माने प्रमाण टाको आमे देई पारे इंट्रोड्यूशन बोली कना एकादश शताब्दी रे ओडिसा रे लिखाई जने बे आश्चर्य कतल हमर किछ नथिला तो सेते बेले समान लिखिचंदी माने एटा गोटे बहुत बड़ माने हम गौरव हम ओडिसा पाई तेणु आमे ताकू केते चिनी परिबा केते ताकू डिकोड करि पारे सेटा बर्तमान इंपोर्टेंट रोल इट इज नॉट ओनली संस्कृत बट आल्सो मैथमेटिक्स सेटा केवल हमर उद्देश्य अछि आमे खाली गोटे साहाय्य बाबरे होइछु कि समाने काम करछन्ती हम से माने विशेष कहबे से एक्चुअली आमे काम करथिलु चेन्नई रे जोठु कि हमर ए भूत संख्या इत्यादि सब जने थिले से कहबे प्रोफेसर के बी शर्मा थिले जे 100 खंडे बही एडिट चली आशा करा जाउची आमे यथाशक्ति हमर समय देई परिबा एवं कार्यटा आगु नहीं परिबा
ଧନ୍ୟବାଦ। ସାର୍ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ତେବେ ମୁଁ ଅନୁରୋଧ କରିବି ସୌମ୍ୟଙ୍କୁ ସିଏ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରିବେ। ସାର୍ ଧନ୍ୟବାଦ ସାର୍। ପ୍ରୀତାନି ହ୍ୟାଣ୍ଡ ରେଜ୍ କରିଛନ୍ତି, ମୁଁ ଦେଖି ସାରିଛି। ବଟ୍ ତା ପୂର୍ବରୁ ଗୋଟେ ଜିନିଷ ଗୋଟେ ପ୍ରୀତାନି ସବୁବେଳେ କହନ୍ତି, ସେଇଠୁ ମୋର ଗୋଟେ ଛୋଟିଆ ପ୍ରଶ୍ନଟେ ରହିଛି ମ୍ୟାଡାମ। କହିବେ ପ୍ରଥମ କଥା ସାର୍, ଆପଣ ନଟୁର ଯୋଉ ଏକ୍ସାମ୍ପଲ ଦେଲେ ସେଇଥିପାଇଁ ବୋଧେ କୁହନ୍ତି ଧ୍ରୁବ ତାରା ଧ୍ରୁବ ନୁହେଁ, 26,000 ବର୍ଷରେ ଧ୍ରୁବ ସେଟା ତାରା ମଧ୍ୟ ନାଇଁ change ହଉଛି। ନାଇଁ ସେଟା ଅଲଗା। ଏଟା ହଉଛି ପ୍ରିସିସନ, ସେଟା ହଉଛି ପାରାଲାକ୍ସ। ସେଟା ଆଜ୍ଞା ଡିଫରେଣ୍ଟ। ଆଜ୍ଞା, ସେଟା ପାରାଲାକ୍ସ। ପାରାଲାକ୍ସ ଓକେ ମ୍ୟାଡାମ, ପାରାଲାକ୍ସ ମୋର ପ୍ରଶ୍ନଟି ରହିଥିଲା ଏଇଥିପାଇଁ ବୋଧେ ହୁଏ, ମାନେ ଯୋଉ ମଲ୍ଟି ଡାଇମେନସନାଲ ଷ୍ଟଡି କଥା ଆମେ କହୁ, ଆବଶ୍ୟକତା ରହିଛି। କାରଣ ଆପଣ ଯେମିତି କହିଲେ ସଦାନନ୍ଦ ତାଙ୍କ ସମୟରେ ଗରୁଡ ସ୍ତମ୍ଭକୁ ର ଅକ୍ଷାଂଶକୁ ନେଇଛନ୍ତି। ଏହାର ମଡର୍ନ ରିଭେରିଫିକେସନ ହେଇଛି କି ଯୋଉ ଅକ୍ଷାଂଶଟିକୁ ସିଏ ନେଇଛନ୍ତି ସେଇଟା 4:27 ମୋଟ 4:27 ଚାରି ଅଂଶ 27 ଲିତା ହଉଛି ଆଜ୍ଞା ସେଇ ଜାଗାକୁ ବା ପୁରୀର ଇଏକୁ 4:27 ନିଆଯାଇଛି। ଆଜ୍ଞା, ମାନେ ଏଇଟା ସେଟା ଏକ୍ସାକ୍ଟଲି ଗରୁଡ ମାନେ ସ୍ତମ୍ଭର ନା ଗୋଟେ ଓଭରାଲ ପୁରୀର? ମୁଁ ନାଇଁ ସେ ଏଇଥିପାଇଁ ଗୋଟେ ଜାଗାକୁ ନେଇକିରି ଆପଣ କରିପାରିବେ। ସେଟା ତ ହଉଛି ସେ ଯୋଉ ଶଙ୍କୁ ଛାୟା ନୋମୋନିକ କୁ ନେଇକି କାଲକୁଲେସନ କରାହୁଏ। ସେ ସେଟାକୁ ଗରୁଡ ସବୁ ସ୍ତମ୍ଭ ନେଇକି କଥା କୋଉଠି କରିଛି। ମେନସନ କରିଛନ୍ତି? ହଁ, ସେଥିପାଇଁ କହିଲି ନା ଗରୁଡ ସ୍ତମ୍ଭକୁ ଆଜ୍ଞା ଏୟା ହବ ମ୍ୟାଡାମ, ବୋଲି ସେ ମେନସନ କରିଛନ୍ତି। ଏଇଥିପାଇଁ ମୋର କ୍ୟୁରିଓସିଟି ସେଇ ୱାର୍ଡ ଟାରୁ ବେଶୀ ଆସିଲା। କାରଣ ସତାନନ୍ଦଙ୍କ ଗରୁଡ ପିରିୟଡ ଆମେ ସ୍ତମ୍ଭ ଯଦି ଦେଖିବା, ନହେଲେ ସେ ଅରୁଣ ସ୍ତମ୍ଭକୁ କରିଥାଇ ପାରନ୍ତି। ନା କିଏ ଅରୁଣ ତ ସ୍ତମ୍ଭ ସେଠି ନଥିଲା ମ୍ୟାଡାମ। ଅରୁଣ ସ୍ତମ୍ଭ ସେଠି 17th ତାହେଲେ ସେଞ୍ଚୁରୀ ଗରୁଡ ଆସିଥିଲା। ସ୍ତମ୍ଭ କିନ୍ତୁ ତ ଇଏରେ ଆଜ୍ଞା, ମେନସନ ହେଇଛି ଗରୁଡ ସ୍ତମ୍ଭ। କିନ୍ତୁ ସେଇଥିପାଇଁ କହିଲି କାରଣ ସତାନନ୍ଦଙ୍କ ଟାଇମ ପିରିୟଡ ଟା ବର୍ତ୍ତମାନର ପୁରୀ ମନ୍ଦିରର ଟିକେ ପୂର୍ବରୁ। ହଁ, ଅ, ଏଇ ଅ, ମନ୍ଦିର ତେ- ନୁହେଁ, ତେଣୁ ଆଜ୍ଞା, କାହିଁକିନା ତେଣୁ ଯଦି ତାପରେ ଆସିଲେ। ହଁ, ଆଜ୍ଞା ସେ ସମୟରେ ଗରୁଡ ସ୍ତମ୍ଭ ଥିଲା ବୋଲି ପ୍ରମାଣ ମିଳୁଛି। ସେଇଟା ବି ଗୋଟେ କମ, ମାନେ ଦ୍ୟାଟ ହୁଁ, ଓପନ ଆନାଦର ଲାଇନ ଅଫ ରିସର୍ଚ୍ଚ। ତ ହୁଁ। ଏଇଟା ମାନେ ଯାହା ଭଲ ଲାଗିଲା। ୟା ଉପରେ ଆଉ କିଛି ଆପଣଙ୍କର ସୋର୍ସ ମ୍ୟାଟେରିଆଲ ଥିବ ମ୍ୟାଡାମ, କାଇଣ୍ଡଲି ପରେ ସେୟାର କରିବେ। ୟା ଉପରେ ପଢିବାକୁ ଚାହିଁବୁ ଆମେ। ହଁ, ବହିଟା ଆଜ୍ଞା, ଆପଣ ତ ଇଏ କରିପାରିବେ। ଭାଷୁତି ଆଭେଲେବୁଲ ଅଛି। ଆଜ୍ଞା ଆଜ୍ଞା, ଆର୍କାଇଭ ରେ ଆଭେଲେବୁଲ ଅଛି, ମୁଁ ଚେକ୍ କରିଥିଲି ମଝିରେ। ଆଚ୍ଛା, ଆଜ୍ଞା, ଥ୍ୟାଙ୍କ ୟୁ ମ୍ୟାଡାମ। ୱିଥ ଦ୍ୟାଟ ଆମେ କ୍ୱେଶ୍ଚନ ଆନ୍ସର ଓପନ କରିବା। ପ୍ରୀତାନି ଆଉ ଶୁଭେନ୍ଦୁ ସାର୍ ଦି ଜଣ ଯାକ ହ୍ୟାଣ୍ଡ ରେଜ୍ କରିଛନ୍ତି। ପ୍ରୀତାନି ପ୍ରଥମେ କରିଥିଲେ, ତେଣୁ ଆଜ୍ଞା। କୁହନ୍ତୁ। ମ୍ୟାଡ଼ାମ୍ ପ୍ରଥମେ ଆପଣଙ୍କୁ ବହୁତ ଧନ୍ୟବାଦ। ମାନେ ମାନେ ଇନଡେପ୍ଥ ଯେଉଁ କହନ୍ତି ତାର ପୁରା ଗ୍ରାସ୍ ରୁଟ୍ ଲେଭେଲକୁ ଯାଇକିନା ବୁଝେଇବାଟା ଆପଣ କଲେ। ପ୍ରଥମ ମୋର 3ଟି ଜିନିଷ ଅଛି। ଗୋଟେ ମୋର ହେଲା ପ୍ରଶ୍ନ, ଆଉ ସେ ପ୍ରଶ୍ନଟା ଆଜି ମୁଁ ବୁଝିଲି ଯେ ଆପଣ ହିଁ ସେଇ ସୁଧୀରା ପଣ୍ଡା, ମୁଁ ଯାହାର ପେପରଟା ଫଲୋ କରିକିରି ମୋର ଗୋଟେ ସୋସିଆଲ ମିଡ଼ିଆ ଆକାଉଣ୍ଟ ଅଛି ଗ୍ଲୋବାଲ ଓଡ଼ିଆ ବୋଲି, ତା ଦେହରେ କିଛି ବର୍ଷ ତଳେ ଆଚ୍ଛା, ସତାନନ୍ଦଙ୍କ ଭାସ୍ୱତୀ ଉପରେ ଗୋଟେ ଛୋଟ ପୋଷ୍ଟ କରିଥିଲି। ଶେଷରେ ଦେଇଥିଲି ଆକ୍ନଲେଜମେଣ୍ଟ କି this entire post is from a paper by Dr. ସୁଧୀର ପଣ୍ଡା କହିଲି, ମୁଁ ଭୁଲରେ ଲେଖିଥିଲି, କିନ୍ତୁ ମୁଁ ଜାଣିନଥିଲି ଆପଣ ହେଲେ ସୁଧୀରା ପଣ୍ଡା ବୋଲି। ତ ମୋର ଭାସ୍ୱତୀ ବିଷୟରେ ଯାହା ଜାଣିବା, ମୁଁ ଯେତିକି ଜାଣିଥିଲି ସତାନନ୍ଦଙ୍କ ବିଷୟରେ କି ଭାସ୍ୱତୀ ବିଷୟରେ, ଆଜି ମୁଁ ବୁଝିଲି ଦ୍ୟାଟ୍ ଇଜ୍ ଅଲ୍ ଥ୍ୟାଙ୍କସ୍ ଟୁ ୟୁ ଆଣ୍ଡ ୟୋର ପେପର। କାହିଁକି ନା ମୁଁ ତ ଭାସ୍ୱତୀ ପଢ଼ିକି ଜାଣିପାରିନଥାନ୍ତି। ତ ସେଇଥିରୁ ମୋର ମନେ ପଡ଼ୁଛି ଗୋଟେ ପେପରରେ ଥିଲା ଗ୍ରହଣୀ ଭାସ୍ୱତୀ ଧନ୍ୟା ବୋଲି କାଶୀରେ ପ୍ରଚଳନ, ମାନେ କଥାଟା ପ୍ରଚଳିତ ଥିଲା। ତାମାନେ ଗ୍ରହଣର ସବୁଠୁ ଆକ୍ୟୁରେଟ୍ ପ୍ରେଡିକ୍ସନଟା ସେ ଭାସ୍ୱତୀ ସମୟରେ ପ୍ରିଡିଟରମିନେସନ। ତାମାନେ ଏଇଟା ହିଁ ଗୋଟେ ଅଗେନ୍ ବଡ଼ ମାନେ ଆମ ପାଇଁ ଗୋଟେ ବଡ଼ ମାନେ କ'ଣ କହିବି, ଗୋଟେ ପଏଣ୍ଟ ଅଫ୍ ଭ୍ୟୁ କି ସମସ୍ତେ କେମିତି ସେଇ ପର୍ଟିକୁଲାର ଗ୍ରନ୍ଥଟାକୁ ମାନେ ଏତେ ପ୍ରିସାଇଜ୍ ଥିଲା ଯେ ସମସ୍ତେ ସେଟାର ଗ୍ରହଣ କ୍ୟାଲକୁଲେସନଟା ସେଇଥିରୁ ହିଁ କରୁଥିଲେ। ଆଣ୍ଡ ଗ୍ରହଣ କ୍ୟାଲକୁଲେସନ ଏତେ ସହଜ ନୁହେଁ, ରାଇଟ୍? ତେଣୁ ନାଇଁ ତ ସେଇଟା ଆଉ ଗୋଟେ ଅଗେନ୍ ବୁଷ୍ଟ କି ମାନେ ଦିସ୍ ୱାଜ୍ ସଚ୍ ଅ ଗ୍ରେଟ୍ ମାନେ ଟେକ୍ସଟ। ରେକର୍ଡ ସେ ସମୟରେ, ଆଉ ସେ କେତେ ବଡ଼ ଗ୍ରେଟ୍ ଗୋଟେ ଆଷ୍ଟ୍ରୋନମର ଥିଲେ। ତ ଆପଣ ସେ ବିଷୟରେ ଆଉ କିଛି କହିଥାନ୍ତେ? କାରଣ ଏଇ ଯେଉଁ ପ୍ରେଜେଣ୍ଟେସନରେ ଆପଣଙ୍କର ସେଇ ଇଏଟା ଆପଣ ଆଜି କରିନାହାନ୍ତି, କିଛି ଏକ୍ସଟ୍ରା ଆଡ୍ କରିବେ ଗ୍ରହଣ ରିଲେଟେଡ୍? ଗ୍ରହଣ ରିଲେଟେଡ୍ ଗ୍ରହଣ ତାଙ୍କର କ୍ୟାଲକୁଲେସନ କ୍ୟାଲକୁଲେସନ୍। ମୁଁ କରିଛି, କିନ୍ତୁ ତା ଦେହରେ କିଛିଟା ଆସୁଛି ଡିସ୍କ୍ରିପେନ୍ସି, କିଛି ଆସୁନି, ପୁରା ଏକ୍ଜାକ୍ଟଲି ଆସୁନି। ତା କ'ଣ ପାଇଁ ଆଚ୍ଛା, ଆସୁନି ମୁଁ ଜାଣିଛି। ତାର କାରଣ ହଉଛି 1000 ବର୍ଷ ଭିତରେ ସବୁ ଜିନିଷ କିଛି କିଛି ଚେଞ୍ଜ ହେଇଛି। ଚେଞ୍ଜ ତେଣୁକରି ହୁଏ। ବର୍ତ୍ତମାନ ଆଜ୍ଞା, ସେଇ କ୍ୟାଲକୁଲେସନରେ ମତେ କିଛି ଏରର ଟର୍ମ ଆଉ କିଛି ଇଏ କ୍ୟାଲକୁଲେସନ କରିବାର ଅଛି। କିନ୍ତୁ ମୁଁ ଆଜ୍ଞା, ସେତିକି ବେଳେ କଲା ଭିତରେ ମତେ ଲାଗିଲା ଯେ ଆଗ ରେକର୍ଡ କରେଇ ନେବା ଦରକାର, ଆଗ ବହିଟା ପବ୍ଲିଶ ଆଜ୍ଞା। କରେଇବା ଦରକାର। ତେଣୁକରି ମୁଁ କାହିଁ ବହୁତ ସେଥିରେ ବହୁତ ସମୟ ପଳେଇଲା। ବର୍ତ୍ତମାନ ମୁଁ ପୁଣି ଥରେ ବ୍ୟାକ୍ ଟୁ ରିସର୍ଚ୍ଚ କାମ ଆଚ୍ଛା,
କରିଛି ନାଇଁ ଏଇଟା କରୁଛି ତ ବି ସେଟା ପୁରା ଚାଲିଛି। ପରଫେକ୍ଟ କଥା ଆଜ୍ଞା କି ଆପଣ ଯାହା କହିଲେ ଆମର ଭାରତୀୟ ଜ୍ୟୋତିର୍ବିଜ୍ଞାନ ଆଉ ଯୋଉ ଶାସ୍ତ୍ର ମାନଙ୍କରେ ସବୁବେଳେ ଗୋଟେ ପର୍ଟିକୁଲାର ସମୟ ଚକ୍ର ପରେ ପୁଣି ଥରେ ତାର ସଂଶୋଧନ ହେଇକିନା ହବା ଅ, ଆବଶ୍ୟକ ତାର ଅଛି କାହିଁକିନା ନେକ୍ସଟ ପୁରା ଆମର ଇଏଟା ୟୁନିଭର୍ସଟା ତ କନଷ୍ଟାଣ୍ଟ ନୁହେଁ ନା, ଏକ୍ଜାକ୍ଟଲି ତେଣୁକରି ତାର ଚେଞ୍ଜେସ୍ ଆସୁଛି, ତେଣୁକରି ତା ଦେହରେ ଗୋଟେ ଏରର ଟର୍ମ ଆଡ୍ କରିବାକୁ ପଡିବ, କିନ୍ତୁ କୋଉଠି କେତେ କରିବାକୁ ପଡିବ ତାର ଗୋଟେ ଡିଟେଲ ଷ୍ଟଡି ଆବଶ୍ୟକ ଅଛି। ମାନେ ପ୍ରୋସେସରେ ଚାଲିଛି ତ କରୁଛୁ ଆଉ। ଏକ୍ଜାକ୍ଟଲି ମ୍ୟାଡ଼ାମ୍ ସେଇ ନଲେଜ ସିଷ୍ଟମଟା ଅଗେନ୍ ମୋର ଏଇଟା ମୋର ସେକେଣ୍ଡ ପାର୍ଟ ମୋର ହୁଁ, ଇଏର ମୁଁ ତିନିଟି ହୁଁ, ଜିନିଷ କହିବାର ଥିଲା। ସେକେଣ୍ଡ ପାର୍ଟ ଯେ ଆମେ କେମିତି ଆମର ଫ୍ୟୁଚର ଜେନେରେସନକୁ ରେଡ଼ି କରିପାରିବା ଯେମିତି ଆମର ଶେଷ ଶ୍ରେଷ୍ଠ ଗଣିତ ମାନେ ଜ୍ୟୋତିର୍ବିଜ୍ଞାନୀ ଗଣିତଜ୍ଞ ଥିଲେ ପଠାଣି ସାମନ୍ତ ମାନେ ସେଇ ଯେଉଁ ଆମର ଆମେ ଟ୍ରେଡିସନାଲ ନଲେଜ ଜାଣିଥିବା। ସିଷ୍ଟମକୁ ଆମେ ଜାଣିବା ହୁଁ, ଭିତରେ ହୁଁ, ତାଙ୍କ ପରେ ଅଲମୋଷ୍ଟ ଅବଲୁପ୍ତ ହେଇଯିବ ମାନେ ଏଇ ଯେଉଁ ଡିପ୍ ନଲେଜ ସିଷ୍ଟମର ଷ୍ଟଡିଜ୍ ଆଉ ତାର ସଂଶୋଧନ କେମିତି କରନ୍ତି କାରଣ ହୁଁ, ଏବେ ତ ପଠାଣି ସାମନ୍ତଙ୍କ କ୍ୟାଲକୁଲେସନ୍ ଆହୁରି କେତେ ବର୍ଷ ପର୍ଯ୍ୟନ୍ତ ଅଛି ମାନେ ତାର ଆକ୍ୟୁରେସି ହୁଁ, ବଟ୍ ତାପରେ ହୁଁ। କ'ଣ ତ ସେଇ ଯେଉଁ ନଲେଜ ତାର ସିଷ୍ଟମକୁ ଗୋଟେ ସବୁବେଳେ ହଁ ତାର ଧାରାଟା ରହିବା ଦରକାର ନା, ତାକୁ କିଏ ଗୋଟେ ଟେକ୍ ଅପ୍ କରିବା ନ ଦରକାର ପରବର୍ତ୍ତୀ ସମୟରେ। ସେ ସେଇଟା ହିଁ ଯୋଉ ମୋର ଚେନଟା ସେକେଣ୍ଡ ଛିଣ୍ଡି ଇଏଟା ଯାଇଛି, ଥିଲା ହଁ ଆଜ୍ଞା ତ ଚେନଟା ଛିଣ୍ଡି ଯାଇଛି। ମୋର ଅନୁରୋଧ ଯେ ଆପଣମାନେ ଯେଉଁମାନେ ଏଇଭଳି ସବୁ ସଂସ୍ଥାରେ ମାନେ ଅଛନ୍ତି ଆମର ମାନେ ଇଭେନ୍ ଆଜି ଯେଉଁ ଜିନିଷଟା କହିଲେ ସଂକ୍ରାନ୍ତି ହେଲା କି ମାନେ ଗଣନା ଆମର ଯେଉଁ ଇଣ୍ଡିଆନ୍ ଟାଇମ୍ କ୍ୟାଲେଣ୍ଡର କି ଇଣ୍ଡିଆନ୍ ଆଷ୍ଟ୍ରୋଫିଜିକ୍ସ ଆଉ ଆଷ୍ଟ୍ରୋନମିର ଯେଉଁ ଜିନିଷଟା ସେଇଟା ଆଜିର ମାନେ ଆଜିର ପବ୍ଲିକ୍ କି ମୋ ଜେନେରେସନ୍ ବି ମୁଁ କହୁଛି ମୁଁ 90sରେ ପଢ଼ୁଥିଲି ସ୍କୁଲରେ କି 2000 ଆମେ ବି ଜାଣିନଥିଲୁ କି ଆଜିର ଜେନେରେସନ୍ ବି ଜାଣୁନାହାନ୍ତି ଆଣ୍ଡ ସଂକ୍ରାନ୍ତି ମାନେ ଗୋଟେ ଲୁନାର କ୍ୟାଲେଣ୍ଡର ସୋଲାର କ୍ୟାଲେଣ୍ଡର କି ଯେଉଁ ଲୁନି ସୋଲାର କ୍ୟାଲେଣ୍ଡର କନସେପ୍ଟଟା ଆମର ଭାରତର ସେଟା କେତେ ଏଇଥିପାଇଁ ୟୁନିକ୍ ଯେ କୁହନ୍ତୁ। ତ ସେଇଟା ବିଷୟରେ ଆପଣମାନେ ଯଦି କିଛି ମାନେ ସରଳ ଅଲରେଡ଼ି ବହି ଅଛି ମାନେ ଏସବୁ ବିଷୟରେ ବହି ଯଦିଓ ଅଛି କିନ୍ତୁ ୱି ନିଡ୍ କନଷ୍ଟାଣ୍ଟ ପବ୍ଲିକେସନ୍ସ କି ମାନେ ଟକ୍ସ ହଉ ପବ୍ଲିକେସନ୍ସ ହଉ ଲେଖା ହଉ ଆଉ ଆଜିକା ଯୁଗୋପଯୋଗୀ ମାନେ କନଭରସେସନ୍ସ ମାନେ ସ୍କୁଲ୍ସ ମାନଙ୍କରେ କଲେଜେସ୍ ମାନଙ୍କରେ वी शुड हैव सर्टन थिंग्स ଯେଉଁଥିରେ ଆମେ ମଡର୍ଣ୍ଣ ସାଇନ୍ସେସ୍ ସାଙ୍ଗରେ ଆମର ଟ୍ରେଡିସନାଲ ସାଇନ୍ସେସ୍କୁ ଆମେ କେମିତି ଇଏ କରିପାରିବା ଗୋଟେ ଶକ ଗଣନା ଆମେ ଯାଇକି ଗୁଗୁଲରେ ଦେଖିଲେ ଜାଣି ଗୋଟେ ପିଲା ଜାଣିବ ଯେ ଓ ଗୋଟେ ଶକ ଇୟର୍ ଇଜ୍ ଇକ୍ୱାଲ୍ ଟୁ +78 ଇକ୍ୱାଲ୍ସ ଟୁ ଆଜିର ଗ୍ରେଗୋରିଆନ୍ ଇୟର୍ କିନ୍ତୁ ସେଇଟା ଗୋଟେ ଇନହେରେଣ୍ଟଲି ଆସିବନି ରାଇଟ୍ ଯେମିତି ତାଙ୍କର 1 ମିଟର ଇକ୍ୱାଲ୍ ଟୁ 100 ସେଣ୍ଟିମିଟର ବୋଲି ଯେଉଁ ଜିନିଷଟା ଅଛି ସେ ଜିନିଷଟା ପିପଲ୍ ୱୁଡଣ୍ଟ ନୋ କି ଗୋଟେ ଶକାବ୍ଦ କୁହାହେଉଛି କି ଶକ ଇୟର୍ କୁହାହେଉଛି ଯେଉଁଟା ତାର 78 ମିଶେଇଲେ ସେଟା ଗୋଟେ ଆଜିର ଗ୍ରେଗ ତ ସେଇଭଳିଆ ଜିନିଷଟା ଆମେ ଯଦି ଆଉ ବହୁତ ଜିନିଷ ଅଛି ମାନେ ଆମର ବିଭିନ୍ନ ନକ୍ଷତ୍ର ମାନଙ୍କର ନାଁ କି ପ୍ରେସିଜନ୍ ବିଷୟରେ ଯେଉଁ କହିଲେ କି ସଂକ୍ରାନ୍ତି ଗଣନା ଆମର ପ୍ରତିପଦା କ'ଣ କାହାକୁ ଗୋଟେ ପଚାରିବାନି ପ୍ରତିପଦାର ସିମ୍ପଲ୍ ଡେଫିନେସନ୍ ବି କେହି ମୋତେ ଲାଗୁନି କି ଆଜିକା ଡେଟ୍ରେ କେହି ବୁଝିପାରିବେ ସେଇ ସବୁ ରିଲେଟେଡ୍ କନଭରସେସନ୍ସଟା ଆଉ ନଲେଜଟା ସବୁବେଳେ ଯେମିତି ରହିବ ଆଉ ସେଇ ବିଷୟରେ ଆପଣମାନେ ଯଦି ଅଧିକା କିଛି କରିପାରନ୍ତେ ମାନେ ଟକ୍ସ ହଉ ସ୍କୁଲ୍ସ କଲେଜେସ୍ ମାନଙ୍କରେ କି ମଝିରେ ମଝିରେ ପବ୍ଲିକେସନ୍ସ ହଉ କି କିଛି ଅଡ଼ିଓ ଭିଡ଼ିଓର ମେଥଡ଼ରେ ଅର୍ ସୋସିଆଲ୍ ମିଡ଼ିଆରେ ତାହେଲେ ମୋତେ ଲାଗୁଛି ଏଇଟା ଟିକେ ଆଜିକା ପିଲାମାନେ ବି ବହୁତ ଇନକ୍ୱିଜିଟିଭ୍ ଆଣ୍ଡ ସେମାନେ ଜାଣିବାକୁ ବି ବହୁତ କ୍ୟୁରିୟସ୍ ବହୁତ ଜିନିଷ ତେଣୁ ବହୁତ ଭଲ ହୁଅନ୍ତା ମୁଁ ଭାବୁଛି ସେଇଟା ଆଗକୁ ଯାଆନ୍ତା ଆଉ ଗୋଟେ କ'ଣ କହିଥାନ୍ତି ଭୁଲିଗଲି କିନ୍ତୁ ଆପଣ ଏଇ ବିଷୟରେ ଯଦି କ'ଣ କହିବେ କୁହନ୍ତୁ ଆପଣମାନେ କରିପାରିବେ କି କିଛି ଏଇ ଯେଉଁ ଜିନିଷରେ ଶୁଣନ୍ତୁ, ଯଦି ଶୁଣିବାକୁ ଚାହୁଁଛନ୍ତି ତାହେଲେ ମୁଁ ଯାହା ଫିଲ୍ କରୁଛି ସେଟା ହଉଛି ଯେ ଆମର ବ୍ରିଟିଶ ଡୋମିନେଟ୍ କରିଗଲା ପରେ ସେଟା ଗୋଟେ ବଡ଼ କନ୍ସପିରେସି ବହୁତ ଇଏ ଭାବେ ଆମର ମାନେ ପାଠ୍ୟ ପୁସ୍ତକରୁ ଆଷ୍ଟ୍ରୋନୋମିଟା ପୁରାପୁରି ଉଠା ହେଇଯାଇଛି ହେଇପାରେ କାରଣ ଆଷ୍ଟ୍ରୋନୋମି ଏବେ ବି ମୁଁ ତ ଆମେ ଖାଲି ସତାନନ୍ଦ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନ ଏଟାକୁ କରୁନି ସ୍କୁଲ ପ୍ରୋଗ୍ରାମ ବି ବହୁତ କିଛି କରୁଛୁ ଆମେ କାହିଁକି ନା ପିଲାମାନେ କେମିତି ଭାବିବାକୁ ଇଣ୍ଡିପେଣ୍ଡେଣ୍ଟଲି ଥିଙ୍କିଂଟା ଡେଭଲପ୍ କରିବା ପାଇଁ କରୁଛୁ ସେଇ ବିଷୟରେ ସେ ଭିତରେ ଆମେ ଦେଖିଛୁ ବି କରୁଛୁ ଆମ ଇଏରେ ପ୍ରୋଗ୍ରାମ ଚାଲିଛି ଛାଡ଼ ଯେ ପିଲାମାନେ ଗୋଟେ ସମୟରେ ଭାରତ ପୁରା ପୃଥିବୀକୁ ଲିଡ୍ କରୁଥିଲା କାହିଁକି ସେମାନେ କରିପାରୁନଥିଲେ ଯୋଉଟା ମୋ ଅଣ୍ଡରଷ୍ଟାଣ୍ଡିଂ ମୁଁ କହୁଛି ଆମର ଆଜି ସକାଳ 6ଟା ବେଳେ ହେଲେ କାଲି ତା ପରଦିନ 1 ମିନିଟ୍ ଡିଫରେନ୍ସ ହେଇପାରେ
ସକାଳ 6ଟା ମ୍ୟାକ୍ସିମମ୍ ଆମେ ରଖୁଛେ 6ଟାରେ ସକାଳ ହବ 6ଟାରେ ସନ୍ଧ୍ୟା ହବ। କିନ୍ତୁ ୟୁରୋପିଆନ୍ କଣ୍ଟ୍ରିଜରେ ଏବେ ଏବେ ଏଟା ହଉଛି ଜୁଲାଇ ଅଗଷ୍ଟ ରାତି 10ଟାରେ ରାତି ହବ, ସକାଳ ଭୋର 4ଟାରୁ ଦିନ ହେଇଯିବ। ତେଣୁକରି ତାଙ୍କର ଏତେ ଡିଫରେନ୍ସ। ଆଉ ଖରା ଦିନେ ମାନେ ଶୀତ ଦିନେ ସୂର୍ଯ୍ୟ ନାହିଁ, ଅଧେ ଦିନ କ୍ଲାଉଡି। ତେଣୁକରି ସେମାନେ ଏତେ ଅବଜରଭେସନ କରିବାରେ ଏତେ ଆଗକୁ ନ ଯାଇଥାଇ ପାରନ୍ତି। ମାନେ ମୁଁ ଯୋଉଟା ଭାବୁଛି ଇଣ୍ଡିଆରେ ଏତେ ଫାଷ୍ଟ କେମିତି ଏମାନଙ୍କ ଅବଜରଭେସନ ଏତେ ଇଏ କାହିଁକି, କ୍ୟୁରିଓସିଟି ଏତେ କାହିଁକି ହେଲା? ପସିବଲ ଏହାର ଭୌଗୋଳିକ କାରଣ ହେଇଥାଇପାରେ। ତାପରେ ଏମାନେ ଯେତେବେଳେ ସେମାନେ ଜାଣିଲେ ଯେ ଏମାନେ ବହୁତ ମାନେ ସେଲ୍ଫ ଥିଙ୍କିଂରେ ବହୁତ ଆଗକୁ ଯାଇପାରୁଛନ୍ତି, କନସ୍ପିରେସି ହେଇପାରେ ଯେ ସ୍କୁଲ ଆଉ ଇଏରେ ପାଠ୍ୟପୁସ୍ତକରେ ନାହିଁ ଟୋଟାଲି ଆଷ୍ଟ୍ରୋନୋମି କୋଉଠି ନାହିଁ। ତେଣୁକରି ଆମ ଖାଲି ଆର୍ଟିକିଲ ପିଲା ପଢୁଛନ୍ତି କି? ପଢୁନାହାନ୍ତି। ମତେ କଣ ହେଇଛି, ମୁଁ ହଁ କହୁଛି, ଏଇଥିପାଇଁ କହୁଛି ଯେ ମୁଁ ରେଭେନ୍ସାରେ ଥିଲାବେଳେ ପ୍ରଥମେ ଏଇ ଯୋଉ ଆଷ୍ଟ୍ରୋନୋମିରେ କାମ କରିବା ପ୍ରଥମେ ଆରମ୍ଭ କରିଥିଲି ସାମନ୍ତ ଚନ୍ଦ୍ରଶେଖରଙ୍କ ଯୋଉ ଇନଷ୍ଟ୍ରୁମେଣ୍ଟ ଉପରେ ଗୋଟେ ୱାର୍କସପ୍ କରିଥିଲୁ। ୱାର୍କସପ୍ କଲା ପରେ ମୁଁ ତ ମାଥମେଟିକ୍ସ ପିଲାଙ୍କୁ ନେଇକି ମାଥମେଟିକ୍ସ ଅନର୍ସ ପିଲାଙ୍କୁ ନେଇକି କରିଥିଲି। ସିଏ ଯୋଉମାନେ ଇଏ ଜିଓଲୋଜି ଆଉ ଫିଜିକ୍ସ ଅନର୍ସ ପିଲା ଦିନେ ମତେ କମ୍ପ୍ଲେନ କଲେ, ମ୍ୟାଡାମ ଆପଣ ପିଲାଙ୍କୁ ନେଇକି କଲେ, ଆମକୁ ନେଇ କଲେନି। ତାପରେ ଆଉ କହିଲେ ଯେ ଆପଣ ଗୋଟେ ପିଲା ସେଥିରୁ କହିଲା, ମୁଁ ସେଟାକୁ ଯେତେବେଳେ ମତେ ଯିଏ ବି କହେ ଏଟା ଗୋଟେ ଓଲ୍ଡ ରିସର୍ଚ୍ଚ, ମୁଁ ସେତେବେଳେ ଏଟାକୁ କୋଟ କରେ। ସେ କହିଲା ଯେ ମ୍ୟାଡାମ ଆପଣ ଏଟା କୋର୍ସରେ କାହିଁ ଭର୍ତ୍ତି କରୁନାହାନ୍ତି? ଯୋଉଗୁଡାକ ଆମେ ଦେଖୁନୁ, କେବେ ବି ଦେଖିପାରୁନୁ, ତା ଉପରେ ଆମେ ଏତେ ପଢୁଛୁ, ଯୋଉଗୁଡାକ ଆମେ ସବୁଦିନ ଦେଖୁଛୁ ତା ବିଷୟରେ ଆମେ କିଛି ଜାଣିନୁ। ଭେରି ବିଗ୍ ଷ୍ଟେଟମେଣ୍ଟ। ମତେ ଯିଏ ବି କହେ ଯେ ଏଟା ଭେରି ଓଲ୍ଡ ରିସର୍ଚ୍ଚ, ମୁଁ ତାକୁ ଏଇ ମୋ ଅନୁଭୂତି କହେ, ଆଉ ଏଟା ସତ ନା ନାଇଁ କହ, ଆମର କେହି କିଛି ସବୁଦିନ ଆମେ ଯାହାକୁ ଦେଖୁଛୁ ତା ବିଷୟରେ ଆମେ କିଛି ବି ଜାଣିନୁ, କାହିଁକି ଆମ ପାଠ୍ୟପୁସ୍ତକରେ ନାହିଁ। ଯଦି ମୋ କାପାସିଟି ନାହିଁ, ମୁଁ ସେତେବେଳେ ତାଙ୍କୁ କହିଲି ମୁଁ ଏତେ ବଡ ଲୋକ ନୁହଁ ଯେ ମୁଁ ୟାକୁ କୋର୍ସରେ ଭର୍ତ୍ତି କରିପାରିବି। ତାପରେ ମୁଁ ଗୋଟେ ଡକୁମେଣ୍ଟାରୀ କରିଥିଲୁ, ସାମନ୍ତ ଚନ୍ଦ୍ରଶେଖର ଉପରେ ଗୋଟେ ଡକୁମେଣ୍ଟାରୀ ଅଛି, ଶେଷ ସିଦ୍ଧାନ୍ତୀ। ସେ ମୋ ସାନ ଭାଇ ଦେବରଞ୍ଜନ ଆଉ ମୁଁ ମିଶିକି କରିଥିଲୁ, ଅଛି ୟୁଟ୍ୟୁବରେ ବି ଅଛି ଶେଷ ସିଦ୍ଧାନ୍ତୀ। ସେତିକି କରିବା ଛଡା ଆମେ ନିଜ ଇଏରେ ମାନେ ବିନା କାହା ସହାୟତାରେ ଆମେ କେତେ ଦୂର ବି ଯାଇପାରିବୁ? ଏବେ ଆଜି ପର୍ଯ୍ୟନ୍ତ ତ ମୁଁ ଏକୁଟିଆ ମାନେ ଏକା ନିଜ ହାତରୁ ସେ ଖର୍ଚ୍ଚ କରି କାମ କରୁଥିଲି। ଏବେ ଏଇ ବର୍ଷ ମାର୍ଚ୍ଚ 10ରେ ଗୋଟେ ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟିର ଗୋଟେ ପ୍ରୋଜେକ୍ଟ ଆସିଛି। ମାନେ ଏପର୍ଯ୍ୟନ୍ତ ସେଟା ଆମେ କେତେ ବଡ ଲୋକ ଯେ ଆମେ ନିଜେ କୋର୍ସ କରିପାରିବୁ, ଇଏ କରିପାରିବୁ? ସମ୍ଭବ ନୁହଁ। ଗଭର୍ଣ୍ଣମେଣ୍ଟ କରିବ କି ଏଥିପାଇଁ ସୁନୀଲ କେହି ସୁନୀଲ କରିବା ସାର୍ ଆବଶ୍ୟକ। ମୋ ଆପଣଙ୍କୁ ହାତରେ କେତେ ନାହିଁ। ଏଥିପାଇଁ ମୁଁ ସୁନୀଲ ସାର୍ଙ୍କୁ ଅନୁରୋଧ କରିବି, ପରବର୍ତ୍ତୀ ଜିନିଷଟା ଆଇ ଥିଙ୍କ ସେ କିଛି ଗୋଟେ କହିବାକୁ ଚାହୁଁଛନ୍ତି, ତେଣୁ କୁହନ୍ତୁ। କଣ କରିହବ ସୁନୀଲ ସାର୍? ଆପଣ ପ୍ରଥମେ ଅଡିଓଟା ଅନ୍ କରନ୍ତୁ। ଆଜ୍ଞା 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 ହଁ ପିତା, ନାଇଁ ମୁଁ ତ ନିଜେ ବହୁତ କ୍ୟୁରିୟସ୍ ଯୋଉ ଲେଭେଲରେ କାମ କରୁଛନ୍ତି ମ୍ୟାଡାମ ସୁଧୀରା ପଣ୍ଡା ଆଉ ଶ୍ରୀନିରୁଦ୍ଧ ଦାସ ସାର୍, ଏମାନେ ସବୁ ଯୋଉ ଡକ୍ଟର ଲେଭେଲରେ ମମତା କାମ ମିଶ୍ର ବି, କରୁଛନ୍ତି। ଆଜ୍ଞା, ଡକ୍ଟର ମମତା ମିଶ୍ର ଡକ୍ଟର ଆଉ ମମତା ମିଶ୍ର ବି ଅଛନ୍ତି ଆମ ସହିତ। ମାନେ ଅଛନ୍ତି ଅଛନ୍ତି। ତ ମୁଁ ତ ନିଶ୍ଚିତ ଭାବରେ ଧନ୍ୟବାଦ ଆମର ଦେବି। ବହୁତ ମାନେ ଗ୍ରୁପ ଅଛି, ଆମ ଦିଟା ଷ୍ଟୁଡେଣ୍ଟ, ତିନିଟା ଷ୍ଟୁଡେଣ୍ଟ ବି ଅଛନ୍ତି ଯୋଉମାନେ ସେମାନଙ୍କ ଇଏକୁ ମାନିବାକୁ ପଡିବ। ଆମର ତ ନିଶାରେ କାମ କରୁଛୁ, ସେମାନେ କିନ୍ତୁ କଣ ପାଇଁ କାମ କରୁଛନ୍ତି କହିପାରିବୁନି। ସେମାନେ ବି ଆମ ନାଇଁ ସାଙ୍ଗରେ ମ୍ୟାଡାମ, ସୁମନ ଆପଣମାନେ ଯୋଉ କୁମାର ଦାସ। ନା ଆପଣମାନଙ୍କର ଏତେ ବର୍ଷର ଇନଡେପ୍ଥ ଷ୍ଟଡି, ଆଉ ଏଇଟା ଆଗକୁ ପିଲାମାନଙ୍କୁ କେମିତି ଅପିଲିଂ ହବ ଯେ ସେମାନେ ବି ଏ ବିଷୟରେ କ୍ୟୁରିୟସ୍ ହେଇକି ତାଙ୍କର ଆଗକୁ କାମ କରିପାରିବେ ସେଇ ବିଷୟରେ। ତେଣୁ ସୁନୀଲ ସାର୍, ଆପଣ କଣ କହୁଛନ୍ତି, ନିଶ୍ଚୟ କେମିତି ନିଶ୍ଚୟ, ଆମେ କରିହବ? ଆମେ ତ ଆମେ କାମ ହିଁ କରିପାରିବୁ, ଆଉ ଅଧିକା କିଛି କରିପାରିବୁନି। କୁହନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା। ତେବେ ଶୁଭେନ୍ଦ୍ର ସାର୍ ବି ହ୍ୟାଣ୍ଡ ରେସ୍ କରିଛନ୍ତି, ତାପରେ ଆମେ ଆଉ ଥରେ କଥାବାର୍ତ୍ତା ହବା। ଶୁଭେନ୍ଦ୍ର ସାର୍ଙ୍କୁ ସୌମ୍ୟ, ଶୁଭେନ୍ଦ୍ର ସାର୍ ଯୋଗ ଦିଅନ୍ତୁ। ଆଚ୍ଛା, ମୁଁ ଖାଲି କାଳେ ଆଜ୍ଞା ଆଜ୍ଞା ଭୁଲିଯିବି, ଶୁଭେନ୍ଦ୍ର ସାର୍ ଆପଣଙ୍କର ଏଇ ମିଟିଂ ସରିବା ପରେ ଆପଣ ଟିକେ ଅଧଘଣ୍ଟା କି ଘଣ୍ଟାଟେ ଡାଉନଲୋଡ କରିବା ପାଇଁ ଅପେକ୍ଷା କରିବେ, କାହିଁକି ଆପଣଙ୍କ କମ୍ପ୍ୟୁଟର ରେକର୍ଡିଂଟା ହଉଛି, ଠିକ ଅଛି, ଆପଣଙ୍କ ଇଏରେ ହଉଛି ଲୋକାଲ ଠିକ ଅଛି, ରେକର୍ଡିଂଟା। ଠିକ ଅଛି। ହଁ ଆଜ୍ଞା ଶୁଭେନ୍ଦୁ ସାର୍, ଦୟାକରି ଆପଣଙ୍କ ପ୍ରଶ୍ନ। ହଁ, ମୋର ଆକ୍ଚୁଆଲି ଦୁଇଟି ପ୍ରଶ୍ନ ଅଛି। ହୁଁ। ବହୁତ ଜାଗାରେ ମୁଁ ପଢିଛି ଯେ ଆମର ତ ଜଗନ୍ନାଥ ମନ୍ଦିର 1200 ଖ୍ରୀଷ୍ଟାବ୍ଦରେ ତିଆରି ହେଇଥିଲା ବୋଲି ଲେଖା ହେଇଛି। ହଁ ହୁଁ, ତା ପୂର୍ବରୁ ଗୋଟେ ଜଗନ୍ନାଥ ମନ୍ଦିର ଥିଲା, ହଁ ଥିଲା କିନ୍ତୁ ଛୋଟ, ସେ କୋଉ ଯୋଉ ଗାଲ ଫର୍ମରେ ମାଧବ ଥିଲା? ଇଏ ଥିଲା। ହଁ, ସେ କୋଉ ଫର୍ମରେ ଥିଲା, ସେଥିରେ ଗରୁଡ ସ୍ତମ୍ଭ ଥିଲା କି ନଥିଲା, ସେ ବିଷୟରେ କୌଣସି ଗରୁଡ ସ୍ତମ୍ଭ ତ ଇଏ ଅଛି? ରହିବାକୁ ବାଧ୍ୟ। ଯେକୌଣସି ଆପଣ ଦେଖନ୍ତୁ, ଯେକୌଣସି ମନ୍ଦିର ଦେଖନ୍ତୁ, ସେ ମନ୍ଦିରର ଆଗରେ ତା ବାହାନ ନିଶ୍ଚୟ ଅଛି। ସବୁ ମନ୍ଦିର ଏବେ ବି ଲକ୍ଷ୍ୟ କରନ୍ତୁ। ଯେ ତେଣୁକରି ସେ- ଜଗନ୍ନାଥ ମନ୍ଦିର ଥିଲା ମାନେ ତାଙ୍କ ଯେ- ଗରୁଡ ସ୍ତମ୍ଭ ନିଶ୍ଚୟ ଥିବ। ସେତେବେଳେ ଜଗନ୍ନାଥ କାହିଁକିନା ମନ୍ଦିର ସେଠି ଥିଲା। ସବୁଥିରେ ଅଛି ନାଇଁ, ଗରୁଡ ସ୍ତମ୍ଭ। ସେତେବେଳେ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଥିଲେ ନା ସିଏ ହୁଁ, ଶିବ ମନ୍ଦିର ଥିଲା କି ଶକ୍ତି ମନ୍ଦିର ଥିଲା? କାରଣ ସିଏ ବର୍ତ୍ତମାନ ଯୋଉ ସେ ଜଗନ୍ନାଥ ମନ୍ଦିର ବିଷୟରେ ଅଛି, ମୁଁ ସେ କହିପାରିବିନି। ସବୁ କିନ୍ତୁ ଜିନିଷର ଗୋଟେ କନଫ୍ଲୁଏନ୍ସ।
ସେ କିଏ କହେ କିନ୍ତୁ ସେଠି ଆଗ ଶିବ ମନ୍ଦିର ଥିଲା ସେଇଟା କନଭର୍ଟ ହେଇଛି, କିଏ କହୁଛି ବୁଦ୍ଧିଷ୍ଟ ମନ୍ଦିର ଥିଲା ସେଇଟା କନଭର୍ଟ ହେଇଛି, କିଏ କହୁଛି ନାଇଁ ଶକ୍ତି ମନ୍ଦିର ଥିଲା ସିଏ କନଭର୍ଟ ହେଇଛି। ତେଣୁ ସେତେବେଳେ ଯେ ସେଠି ବିଷ୍ଣୁ ରୂପରେ ଜଗନ୍ନାଥ ପୂଜା ହଉଥିଲେ କି ନାଇଁ ସେଇଟା ଏପର୍ଯ୍ୟନ୍ତ କନଫର୍ମ ସେମିତି ନୁହଁ। ଏଇଟା ହଉଛି ଗୋଟିଏ ଜିନିଷ। ଦ୍ଵିତୀୟରେ ହଉଛି ଆମର ଯେତେବେଳେ ବି ଆମର ସେ ନୂଆ ବର୍ଷର କ୍ୟାଲେଣ୍ଡର ବାହାରେ, ପ୍ରତି କ୍ୟାଲେଣ୍ଡର କ୍ୟାଲେଣ୍ଡର ହେଲେ ସେ ଲେଖା ହେଇଥିବ ତା ତଳେ ଯେ ଏଇଟା ସିଦ୍ଧାନ୍ତ ଦର୍ପଣ ଅନୁସାରେ ତିଆରି ହେଇଛି। ହୁଁ, କିନ୍ତୁ ବିରଜା କ୍ୟାଲେଣ୍ଡରରେ କେବେ ହେଲେ ବି ଲେଖା ହେଇନି ଯେ ସେ ଭାସ୍ୱତୀ ଅନୁସାରେ ତିଆରି ହେଇଛି। କାହିଁକି ଲେଖିନାହାନ୍ତି ସେମାନେ ସେଟା ତ ଦେଖିନି। ଯଦି ରଖନ୍ତୁ। ସେମାନେ ସେଇ ଅନୁସାରେ ଗଣନା କରିକିରି କ୍ୟାଲେଣ୍ଡର ବନଉଛନ୍ତି ତାହେଲେ କାହିଁକି ସେଟା ମେନସନ କରୁନାହାନ୍ତି? ଗୋଟେ ଗ୍ରନ୍ଥ ଯାହା ଉପରେ ସେମାନେ ଏତେ ଇମ୍ପୋର୍ଟାନ୍ସ ଦଉଛନ୍ତି ସେଇଟା ଉୟ ରହିଯାଉଛି, ଲୋକଙ୍କ ନଜରକୁ ଆସୁନି। ମୁଁ ତ ପ୍ରଥମ ଥର ପାଇଁ ଆଜି ଶୁଣିଲି ଯେ ଭାସ୍ୱତୀ ବୋଲି ଗୋଟେ ଗ୍ରନ୍ଥ ଅଛି ହୁଁ, ଯାହା ଅନୁସାରେ ନା, କି ଗଣନା ତିଆରି କରୁଛି। ମୁଁ ତ କହିବି ଆମେ ବି କହୁଛି। ହଁ, ଆମେ ବି ତାଇହାର ମୁଁ କୋଉଠି ଯୋଉ ନା ପ୍ରଥମ କୋଉଠି କୁହନ୍ତୁ। କୋଉଠି ନା କୋଉଠି ଆମର ଯୋଉ ପ୍ରାଚୀନ ଗ୍ରନ୍ଥ ଅଛି ଯାହା ଅନୁସାରେ ଆମେ ଡେ ଟୁ ଡେ ଜିନିଷ ଗୁଡିକ କରୁଛୁ ତାକୁ ହୁଁ, ଆମେ ଲୋକ ନଜରକୁ ଆଣୁନୁ। ହୁଁ, ତା ବିଷୟରେ ସେଟା କିଛି ତାଙ୍କର ଟ୍ରେଡ୍ ସିକ୍ରେଟ। ନା କିନ୍ତୁ କଥା ହଉଛି, ହଁ କହୁଛି, ଯୋଉ ମୁଁ ପ୍ରଥମେ ଯୋଉ ପେପରରେ ସମାଜରେ ଯୋଉ ବାହାରିଥିଲା ମୋର ଆର୍ଟିକିଲ, ମନେ ପଡୁନି କେତେ ମସିହା, ଯେ ସେତେବେଳେ ମତେ ବିରଜା ପାଞ୍ଜିର ସେତେବେଳେ ଯିଏ ଇଏ କରୁଥିଲେ ଗୌରାଙ୍ଗ ମହାପାତ୍ର, ସେ ମତେ ଫୋନ କରିଥିଲେ। ସିଏ କହିଲେ ଯେ ସେତେବେଳେ ମୁଁ ଜାଣିଲି, ତାପରେ ସାମନ୍ତ ଚନ୍ଦ୍ରଶେଖର ବି ତାଙ୍କ ଷ୍ଟେଟମେଣ୍ଟ ଦେଖିଲେ ସେ ବିରଜା ପାଞ୍ଜି ଭାସ୍ୱତୀ ଅନୁସାରେ କରାହୁଏ ବୋଲି ଦେଇଥିଲେ। ଆଉ ମୁଁ କେତେ ଗୁଡା ଇଏରୁ ଜାଣିଛି ଯେ ଦେଖିଛି ଯେ ଆଗରୁ ମନ୍ଦିରରେ ବିରଜା ପାଞ୍ଜି ଅନୁସାରେ ଇଏ କରାହଉଥିଲା। ବିରଜା ପାଞ୍ଜି ନୁହେଁ, ଭାସ୍ୱତୀ ଗଣନା ଅନୁସାରେ ସବୁ ରୀତିନୀତି ଜଗନ୍ନାଥ ମନ୍ଦିରରେ ଚାଲୁଥିଲା। ହଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେତେ 1868ରେ ଏଇ ଯୋଉ ଇଏ ପରେ ନଅଙ୍କ ଦୁର୍ଭିକ୍ଷ ପରେ ଇଏ ସାମନ୍ତ ଚନ୍ଦ୍ରଶେଖରଙ୍କ ତ ସିଦ୍ଧାନ୍ତ ଦର୍ପଣ ପରେ ଗଣନା କରାହେଲା। ସେଟା ସେ ସମୟର ରାଜା ଦିବ୍ୟସିଂହ ଦେବ, ନଅଙ୍କ ଦୁର୍ଭିକ୍ଷ ଦିବ୍ୟସିଂହ ଦେବଙ୍କ ପରେ ସେ ତାକୁ ଦିବ୍ୟସିଂହ ଦେବ ଇଏ ମହାପାତ୍ର ସାମନ୍ତ ଚନ୍ଦ୍ରଶେଖର, ଇଏ କି ମହାପାତ୍ର ତାଙ୍କ ନାଁ, ଶ୍ରୀ ସାମନ୍ତ ଚନ୍ଦ୍ରଶେଖର ନୁହଁ, ଚନ୍ଦ୍ରଶେଖର ସିଂହ ସାମନ୍ତ ମହାପାତ୍ର, ନା ଆଉ ଗୋଟେ କି ମହାପାତ୍ର କଣ ଗୋଟେ, ତାଙ୍କୁ ଯୋଉ ଉପାଧି ସେଟା ପୁରୀ ରାଜା ଦେଇଥିଲେ ନା, ତେଣୁକରି ତାପରେ ତାଙ୍କୁ ଇଏ କରାହେଇଥିଲା ସେଟା। ଆଉ ମନ୍ଦିର ବିରଜା ପାଞ୍ଜିର ସେମାନେ ନାଁଟା କାହିଁକି ଦେଇନାହାନ୍ତି ମୁଁ ଜାଣିନି। କିନ୍ତୁ ସେମାନେ ହଁ ତାଙ୍କ ଯୋଉ ଗୌରାଙ୍ଗ ମହାପାତ୍ର ମତେ ଦିନେ ଫୋନ କରିଥିଲେ, ସେ କହିଥିଲେ, ଆଉ ତାଙ୍କ ଫ୍ୟାମିଲିର ମୁଁ କାହିଁକିନା ବର୍ତ୍ତମାନ ଯେ ଜଗନ୍ନାଥ ୟୁନିଭର୍ସିଟି ଭିସି ଅଛନ୍ତି ସେ ତାଙ୍କ ଫ୍ୟାମିଲିର, ଆଉ ସେମାନେ ବି ଇଏ କରନ୍ତି, ସେମାନେ ମାନେ ମାନେ ଗର୍ବ ଅନୁଭବ କରନ୍ତି ଗଣନା ଯେ ଆମେ ଭାସ୍ୱତୀ ଅନୁସାରେ ଗଣନା ଇଏ କରନ୍ତି। କରୁଛୁ, ଗଣନା କରୁଛନ୍ତି ବୋଲି ସେମାନେ ତାଙ୍କ ବାପା ବି କହିଥିଲେ। ଆଉ ସେଟା ବିରଜା ଇଏ ତ ସାମନ୍ତ ଚନ୍ଦ୍ରଶେଖର ବି କହୁଛନ୍ତି। ତେଣୁ ବିରଜା ପାଞ୍ଜି ତ ଯାଜପୁର ବାହାରେ ଏଟା ତ ଜଣାଅଛି। ତାପରେ ଇଏ ଯୋଉ ସମୟ କଥା କହୁଛେ ଆମେ 432ରୁ 1100 କେତେ ପର୍ଯ୍ୟନ୍ତ ହଁ, କେଶରୀ ବଂଶର ଇଏ ତ ଯଜାତି କେଶରୀ ତାଙ୍କର ଇଏ ଥିଲେ, ଯାଜପୁରରେ ରାଜେଶ ତାଙ୍କର ରାଜଧାନୀ ଥିଲା। ତେଣୁକରି ପୁରୀ ଏବେ ବି ରାଜା କଟକ, ତା ପୂର୍ବରୁ କଟକରେ ରାଜା ରହୁଥିଲେ ଆଉ ପୁରୀ ଆସୁଥିଲେ, ସେଇଭଳି ଥାଇପାରେ, ଆମେ କେତେ ପ୍ରେଡିକ୍ଟ କିନ୍ତୁ କରିପାରିବା। ସେତେବେଳେ ଯୋଉ ସମୟର କଥା କହୁଛି ସେତେବେଳେ ପୁରୀର ଅସ୍ତିତ୍ୱ କଣ ଥିଲା ସିଏ ବି ଗୋଟେ କୋଶ୍ଚିନ୍। ପୁରୀ ତ ବହୁତ ପୁରୁଣା, ପୁରୀ ବହୁତ ପୁରୁଣା, ଶୁଭେନ୍ଦୁ ସାର୍, ପୁରୀ ଜଷ୍ଟ ଟୁ କାହିଁକି ଆଡ୍, ପୁରୁଣା କହିପାରିବିନି। ଆଜ୍ଞା, ପୁରୀର ଭାସ୍ୱତୀଙ୍କର ଶେଷ ପଦ ସେ ହଁ, ପୁରୁଷୋତ୍ତମଙ୍କୁ ଡେଡିକେଟ କରିଛନ୍ତି। ଜଷ୍ଟ ଟୁ ଆଡ୍, ଭାସ୍କର ମାନେ ଭାସ୍କର ଭାସ୍ୱତୀ ଦ୍ୱିତୀୟ ଭାସ୍ୱତୀରେ ହଁ ଆଜ୍ଞା, ହଁ, ଶେଷ ଭାସ୍ୱତୀରେ ସେ ପୁରୁଷୋତ୍ତମ ଲାଷ୍ଟ ଟା ଚକାଶୀ ବେଦ ପୋତେ, ହଁ ଆଜ୍ଞା ଆଜ୍ଞା। ହଁ ତେଣୁ ଡେଫିନେଟଲି ପୁରୀ ରିଲେଟେଡ ବହୁତ କିଛି ଭାସ୍ୱତୀରୁ ମିଳେ, ନମ୍ବର 1। ହଁ। ନମ୍ବର 2, ଆମେ ରିଲାଏ କରୁଛେ ଓନ୍ଲି ଟେଞ୍ଜିବଲ ଏଭିଡେନ୍ସ ଉପରେ, ତେଣୁ ଆମେ ପୁରୀର ଅସ୍ତିତ୍ୱ ବିଷୟରେ ପ୍ରଶ୍ନ କରୁଛେ। ବଟ୍ ହୁଁ। ମଡର୍ଣ୍ଣ ହିଷ୍ଟ୍ରିରେ ତାପରେ ବହୁତ ଆପଣ, ଡିବେଟ ହେଇଛି, ଆଜ୍ଞା ଆମେ ଆଜ୍ଞା କରିବାର ଆଉ କିଛି ନାହିଁ, ସେଟା ଏଷ୍ଟାବ୍ଲିଶଡ ଯେ ଭାସ୍ୱତୀ ପୁରୀରେ ହିଁ ଆଜ୍ଞା ଆଜ୍ଞା, ଇଏ ହେଇଛି, ୱେଷ୍ଟର୍ଣ୍ଣ ରଚନା। ମାନଙ୍କୁ ବି ଯଦି ଦେଖିବା, ସେମାନେ ତାଙ୍କ ସ୍କ୍ରିପ୍ଚରକୁ ବହୁତ ପ୍ରାଧାନ୍ୟ ଦିଅନ୍ତି। ଗ୍ରୀକ ର ହଁ ବହୁତ ହିଷ୍ଟ୍ରି ହଁ ହଁ ଆଉ ହଁ। ମାନେ ହୋମରଙ୍କ ହିଷ୍ଟ୍ରିରୁ, ହୋମରଙ୍କ ନେଇକିରି ଆମଠୁ ନେଇକିରି ବି ପ୍ରାଧାନ୍ୟ ଦିଅନ୍ତି ନିଜର କହିକି, ସେଟା ବି ଆଜ୍ଞା କରନ୍ତି। ଆଜ୍ଞା। ତ ଶଙ୍କରାଚାର୍ଯ୍ୟଙ୍କ କାମ ଗୁଡାକରୁ ପୁରୀର ମହାତ୍ମ୍ୟ ଆରାମସେ ମିଳେ। ସୋ ପୁରୀ ଯଯାତି କେଶରୀଙ୍କ ପୂର୍ବରୁ ମଧ୍ୟ ଥିଲା ବୋଲି ଅନେକ କହନ୍ତି, ତ ହଁ ମାନେ ଅଛି, କହନ୍ତି
ଥିଲା this tangible evidence ଶଙ୍କର ଭାଷ୍ୟ ଆଦିରୁ ହଁ ତେଣୁ that's one thing କି ପୁରୀ ତ ଥିଲା ଭାସ୍ୱତୀ ମଧ୍ୟ ଥିଲେ କିନ୍ତୁ ହଁ ହୁଁ ମନ୍ଦିର କୋଉ ଫର୍ମରେ ଥିଲା that is debatable ହୁଁ ମନ୍ଦିର ଏଇ ଫର୍ମରେ ତ ନଥିଲା ସେ ଛୋଟ ମନ୍ଦିର ଥିଲା ଆଉ କଣ ଆଜ୍ଞା ସେଇ ମନ୍ଦିରରେ ପ୍ରଚଳିତ ଥିଲା ଇଏ ଠିକ ଆଜ୍ଞା ଆଉ ସାର୍ ସୁନିଲ ସାର୍ ମମତା ମ୍ୟାଡାମ ବି ଅଛନ୍ତି ଆଉ ସେ ବି ମ୍ୟାଡାମଙ୍କ ସାଙ୍ଗରେ ଏ ବିଷୟରେ କାମ କାମ କରନ୍ତି କରିଛନ୍ତି ମୋ ସାଙ୍ଗରେ ମିଶି କାହିଁକିନା ସେ ସଂସ୍କୃତ ଜ୍ଞାନ ମୋର 10ମ ଶ୍ରେଣୀ ପର୍ଯ୍ୟନ୍ତ ନା ଯାହାବି ସଂସ୍କୃତ ନା ଇଏ ମମତା ମୁଁ ମ୍ୟାଡାମ ଯଦି ସେମାନଙ୍କଠୁ କିଛି ସାହାଯ୍ୟ ନେଇଛି ଯଦି ମମତା କିଛି ମ୍ୟାଡାମ କହିବାକୁ ନମସ୍କାର ଆପଣଙ୍କୁ ଚାହାନ୍ତି ଅନୁରୋଧ କରୁଛୁ ଆପଣ ଟିକେ ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ତରଫରୁ କିଛି ମାନେ ଯୋଡନ୍ତୁ। ହୁଁ ଅଙ୍କ ଗଣନା ଅଙ୍କ ହୁଁ ଗଣନା ବି ଗୋଟେ ଭାରି ଏବେ ରିସେଣ୍ଟଲି ସୌମ୍ୟ ମୁଁ କଥା ହଉଥିଲୁ ସେ ବିଷୟରେ ତା ଭିତରେ ବି ବହୁତ ସଟଲ ମାନେ ବହୁତ ଜିନିଷ ସବୁ ଗୁଡ଼ ଜିନିଷ ସବୁ ଅଛି ଯୋଉଟାକି ଆମେ ବୁଝିପାରିବାନି ଅଛି ମାନେ ଅଙ୍କ ଗଣନା ବି ସାଧାରଣ ଭାବରେ ଆମେ ବୁଝିପାରୁନା ଯେ ଅଙ୍କ ଗଣନାଟା କ'ଣ ନ ଅଙ୍କ ମାନେ ଗଜପତିଙ୍କର ଏଇ ନ ଅଙ୍କ ସେଇଟା ନୁହେଁ ଦିବ୍ୟସିଂହ ଦେବଙ୍କ ଶାସନର 9ମ ବର୍ଷରେ ହେଇଥିବାରୁ ସେଟା ନ ଅଙ୍କ ନା ନ ନା ନା ଅଙ୍କ ନା ମୁଁ ସେଇଟା ଏଇ କାରଣରୁ କହୁନି ସେଟା ମୁଁ ନ ଖାଲି ଅଙ୍କ କହୁଛି ଯେ ମୁଁ ଅଙ୍କ କହିଦଉଛି ନା ମୁଁ ଗଣନାର କହିଦଉଛି ମାନେ ଡେଫିନେସନ ଆକ୍ଚୁଆଲି ସେ ଗଣନାଟା ସିମ୍ପଲ ଏତେ କଷ୍ଟ ବି ନୁହେଁ ଯେତେ ଆମେ ଭାବୁ ଜଷ୍ଟ ଦ୍ୟାଟ ତାଙ୍କ ଆରମ୍ଭ ହୁଏ ଦ୍ୱିତୀୟ ଅଙ୍କରୁ ଏବଂ ଯୋଉଠୁ ସରେ ସେଇଠୁ ତୃତୀୟ କିଛିଟା ନମ୍ବର ଓମିଟ ହୁଏ that's it ନଅ ଅଙ୍କ ମାନେ ଆଇ ଥିଙ୍କ ମୋଷ୍ଟଲି 7th year of his regime ତ 7th or ମୋ 8th ତ ଆଜ୍ଞା ମୋର କହିବାର ଜିନିଷ ହେଲା ଏଇ ଜିନିଷ ଗୁଡାକର ଗୋଟେ ସରଳୀକୃତ ଭାବରେ ଆଜିକା ପିଲାମାନେ କି ଆଜିକା ଜେନେରେସନ ଆମେ ବି ବୁଝିବା ପାଇଁ ଯଦି ଆମ ପାଖରେ ଇମିଡିଏଟ ମାନେ ରହନ୍ତା କିଛି ମାନେ କଣ୍ଟେଣ୍ଟ ତାହେଲେ ନାଇଁ, ବହୁତ ସୁବିଧା ସବୁ ହୁଅନ୍ତା ସବୁ ସମସ୍ତଙ୍କ ଜିନିଷ ପାଇଁ ସରଳ ଖାଲି ଟିଚର ଭଲ ହେବା ଦରକାର ଯିଏକି ସରଳ ଭାଷାରେ ବୁଝେଇ ପାରିବ। ସରଳତାରେ ବୁଝେଇବ ନାଇଁ ଆପଣ ମାନେ ଏହାର କଣ୍ଟେଣ୍ଟ ଆହୁରି କେମିତି କ'ଣ କରିକି ଆମେ କ'ଣ କରିବା ଆ ବିଷୟରେ ମାନେ କ୍ରିଏଟ୍ କରିବା ଯେ ପିଲାମାନଙ୍କ ପାଖରେ ପହଞ୍ଚି ପାରିବ କି ଲୋକ ଆମମାନଙ୍କ ଭଳିଆ ଆମେ ବି ପିଲା ଯିଏ ବି କ୍ୟୁରିୟସ୍ ସମସ୍ତେ ପିଲା ତେଣୁ ମମତା ସ୍କୁଲରେ ଗୋଟେ ମ୍ୟାଡାମ ଅପସନାଲ ଆପଣ ବୋଧେ ସ୍କୁଲରେ ଗୋଟେ ଅପସନାଲ ସବଜେକ୍ଟ ରହିବା ଦରକାର ଆଷ୍ଟ୍ରୋନୋମି ଉପରେ ମେ ବି ପରୀକ୍ଷା ପାଇଁ ଗଣନା ହବ ଆଜ୍ଞା ସେ ଯିଏ ଯାହାକୁ ପସନ୍ଦ ସିଏ ନେବ। ଆଜ୍ଞା ନା ମମତା ମ୍ୟାଡାମକୁ ଅନୁରୋଧ କରୁଛୁ ସେ ଯଦି କିଛି କହିବାକୁ ଚାହୁଁଛନ୍ତି ଆଡ୍ କରିବାକୁ ଚାହୁଁଛନ୍ତି ଦୟାକରି ଆପଣ ଅନମ୍ୟୁଟ୍ ଆଚ୍ଛା ଆସ ଓ ଶ୍ରୀନିରୁଦ୍ଧ ଦାସ ସାର୍ଙ୍କୁ ବି ହଁ ମୁଁ ପୋଷ୍ଟ କରିଦେଲି ଆଜ୍ଞା ସାର୍ ନିଜକୁ ଅନମ୍ୟୁଟ୍ କରନ୍ତୁ ସାର୍ ହଁ ଠିକ ସାର୍ ଆପଣ ଏବେ କହିଲେ ଆମେ ମମତା ମ୍ୟାଡାମ ନମସ୍କାର ନମସ୍କାର ହଁ ନମସ୍କାର ମୁଁ କହିଦଉଛି ଯୋଉ ବର୍ତ୍ତମାନ ଆଲୋଚନା ନା ଆମର ଟିକେ ମୋର ଡେସ୍କଟପରେ ଠିକ ଆସୁଛି ନା ଲ୍ୟାପଟପରେ ପ୍ରୋବ୍ଲେମ ଆସୁଛି ମୋର ଆମର କନେକ୍ସନ ବହୁତ ୱିକ୍ ଅଛି ଠିକ ଅଛି ମୋ କଥା ଯଦି ଶୁଭୁଛି ମୁଁ କହିଦଉଛି ଯେ ଆମେ ତ ଏଇଠି କାମ କରିବୁ ଏଇ ବର୍ତ୍ତମାନ ଆପଣଙ୍କର କଥା ଉଠିଲା ଯେ ଏଇ ଯୋଉ 9 ଅଙ୍କ ଏଇ ଯୋଉ ମାନେ ଦିବ୍ୟସିଂହ ସରି ଆମର ଗଜପତି ମହାରାଜାଙ୍କର ଅଙ୍କ ଗଣନା କେମିତି ହୁଏ ପ୍ରଥମ ଅଙ୍କ ହୁଏ ନାହିଁ ଦ୍ୱିତୀୟ ଅଙ୍କରୁ ଆରମ୍ଭ ହୁଏ 7 ହୁଏ କଟୁନି ମୋର ଆମର ଅସୁବିଧା ଅଛି ମୋର ଟିକେ କନେକ୍ସନ ପ୍ରୋବ୍ଲେମ ରହୁଛି ଆଉ ବାକି 10ଟା ହୁଏ ନାହିଁ ପ୍ରଥମ ହୁଏନି 6 ହୁଏନି ଶୂନ ଥିବା ଅଙ୍କ ହୁଏ ନାହିଁ ସେଥିପାଇଁ ଆମର ଗଣନାଟା ସେଇଥିବା 9 ଅଙ୍କ ଯୋଉଟା ହେଇଛି ଗଣିତ ହବନି 6th year ଗଣିତ ହବନି ଆଉ ଆମେ ତ ଏଇ କାମଟା କରିଚାଲିଛୁ ଗୋଟେ ଆକ୍ଚୁଆଲି ମୋର ବି ଫିଲ୍ଡ ଇଏ ନୁହେଁ ଆମେ ଯେତେବେଳେ କାମ ଆରମ୍ଭ କଲୁ ଏଇ ଯୋଉ ବହିଟା କରିବାରେ ମୁଁ କିଛି ବୁଝୁନି ଆଷ୍ଟ୍ରୋନମି ଆଉ ସିଏ କିଛି ବୁଝୁନି ସଂସ୍କୃତ ତେଣୁ ଆମେ ଗୋଟେ ଦି ଜଣଙ୍କ ଭିତରେ ଆମେ ଗୋଟେ କ'ଣ ଗୋଟେ ସ୍ନେହ ସମ୍ପର୍କ ଆମେ ଗୋଟେ ସ୍ନେହ ବା ଗୋଟେ କାମ କରିବାର ନିଶା ସେଇ ଯୋଉ ସମ୍ପର୍କର ଗୋଟେ ସେତୁ ବନ୍ଧ ବାନ୍ଧିକିରି ଆମେ କାମ କରିଚାଲିଛୁ ଆଉ ମୋର ଫିଲ୍ଡ ଅଲଗା ଆମେ ତ କ୍ୟାଟଲଗିଂ ଏଇ ଯୋଉ କାମଟା ଆମେ କରୁଛୁ ମାନେ ମୁଁ ତାର ଡେଡିକେସନ ପାଖରେ ଲଇଁ ପଡେ ତେଣୁ ସିଏ ଆସିଲା ମାନେ ଆମର ବି ସବୁ ଜିନିଷ ବନ୍ଦ ହେଇଗଲା ଆମେ ତାକୁ ଆଟେଣ୍ଡ କରିବୁ ତେଣୁ ଏଇଟା ଗୋଟେ ତାର ଡେଡିକେସନ ପାଖରେ ପ୍ରକୃତ ମୁଁ ଲଇଁ ଯାଏ ତେଣୁ ଆମେ ଏମିତି କାମ କରିଚାଲିଛୁ ଆଉ ଓଡିଶାର ବହୁତ ଜିନିଷ କରିବାକୁ ଆମର ଇଚ୍ଛା ଅଛି ଆମେ ଜାଣିନୁ କେତେ କରିପାରିବୁ ଆପଣ ମାନଙ୍କର ଏଇ ଯୋଉ ପ୍ରଶ୍ନ ଆପଣ ମାନଙ୍କର ଯୋଉ ପ୍ରଶ୍ନ ହିଁ ମତେ
ଆମର ଗୋଟେ ଅଛି ମାନେ ଭବଭୂତିଙ୍କର ନାଇଁ ହଁ ୟେସ୍ ଭବଭୂତିଙ୍କର ମାଳତୀ ମାଧବ ଗୋଟେ ଅଛି କାଳ ହେଂ ନିରବଧି ବିପୁଳା च ପୃଥ୍ୱୀ ମାନେ କେହି ତ ଗୋଟେ ବୁଝିବ କାଳଟା ବହୁତ ବଡ ଆଉ ପୃଥିବୀଟା ବି ଏତେ ବିଶାଳ କିଏ ତ ଗୋଟେ ଆମ କଥା ବୁଝିବ ଏଇଟା ଲାଗେ ମାନେ ଆପଣମାନଙ୍କ ପ୍ରଶ୍ନ ଶୁଣି ମତେ ଲାଗୁଛି ଯେ ହଁ କେହି ତ ବୁଝୁଛନ୍ତି ବହୁତ ଧନ୍ୟବାଦ ବହୁତ ବଢିଆ କାମ କରୁଛନ୍ତି ଆପଣ ମାନେ ଏବେ ଯୋଉ ଜିନିଷଟି କହିଲେ ଦେଖନ୍ତୁ ଆଗ୍ରହ ଥିଲେ ମଣିଷ କଣ କଣ ଅସାଧ୍ୟକୁ ସାଧନ କରିପାରେ। ଆପଣ ଆଷ୍ଟ୍ରୋନୋମି ବୁଝୁନାହାନ୍ତି, ମ୍ୟାଡାମ ସଂସ୍କୃତ ମାନେ ଉପରେ ଯେତିକି ଦଖଲ ସେତିକି ନାହିଁ, ତଥାପି ଦୁଇ ଜଣ ମିଶିଲେ ଗୋଟେ ବହୁତ ବଡ ଜିନିଷଟେ ଅନ୍ଧ ତିଆରି ଏଟା ଅନ୍ଧ ଆଉ symbiosis ଅନ୍ଧ ଆଉ ଛୋଟାର ନା କମ୍ବିନେସନ। ଏଟା ବାୟୋଲୋଜିରେ ସିମ୍ବାୟୋସିସ୍ ସୁନୀଲ ସାର୍ ଆର୍କେ ବିଶ୍ୱାଳ ସାର୍ ବି ଅଛନ୍ତି ଯେହେତୁ ହଁ ସେ ଆଜି ଇଏରେ ଅଛନ୍ତି ବିଶ୍ୱାଳ ସାର୍ଙ୍କୁ ଅନୁରୋଧ ମାନେ ଯେହେତୁ ସେ ଗୋଟେ ଏତେ ବଡ଼ ଇନଷ୍ଟିଟ୍ୟୁଟ୍ ସାଙ୍ଗରେ ଜଡ଼ିତ ଆଉ ମ୍ୟାଡ଼ାମ୍ ବି ଗୋଟେ ବହୁତ ଭଲ ଇନଷ୍ଟିଟ୍ୟୁଟ୍ ସାଙ୍ଗରେ ଜଡ଼ିତ ହେଇ କାମ କରୁଛନ୍ତି ଯଦି କିଛି ସେମାନଙ୍କ ଭିତରେ ସିମ୍ବାୟୋସିସ୍ ହେଇପାରିବ ଆଉ ଏଇ ଜିନିଷଟା ଆହୁରି ମାନେ ଆଗକୁ ଯାଇପାରିବ। ବିଶ୍ୱାଳ ସାର୍ ଆପଣ କିଛି କହିବେ? ବିଶ୍ୱଭାରତୀ କିଛି କହିବାକୁ ଚାହୁଁଛି? ନମସ୍କାର ସମସ୍ତଙ୍କୁ। ମୁଁ ମ୍ୟାଡ଼ାମଙ୍କର ହ୍ୟାଣ୍ଡ ରେଜ୍ ଶୁଣୁଥିଲି ଅଛି। ଶୁଣିପାରୁଛନ୍ତି ତ ସମସ୍ତେ? ଆଜ୍ଞା ଆଜ୍ଞା ଶୁଣିପାରୁଛୁ, କୁହନ୍ତୁ। ମୁଁ ମୁଁ ଶୁଣୁଥିଲି ମତେ କିଛି ଆଉ କହିବା ପାଇଁ କିଛି ନାହିଁ ମୋ ପାଖରେ, ମାନେ ଏତେ ପ୍ରାଞ୍ଜଳ ଭାବେ ବୁଝଉଛନ୍ତି ମ୍ୟାଡାମ, ଏତେ ତା ଭିତରେ ଗଭୀର ଅନୁଶୀଳନ କରିଛନ୍ତି, ମାନେ ଆମକୁ ଲାଗୁଛି ଯେ ଚାଲିଥାନ୍ତେ ତ ମୁଁ ଶୁଣୁଥାନ୍ତି ଆଉ କହୁଥାନ୍ତି। ଆଉ ଯୋଉ କଥା ଆମେ ସମସ୍ତେ କହିଲେ ଯେ ଯାହା ଆଖିରେ ଦେଖୁଛୁ ସବୁଦିନ ଯାହା ଘଟୁଛି ସାମ୍ନାରେ ତା ବିଷୟରେ ପିଲା ପ୍ରଶ୍ନ ପଚାରୁନାହାନ୍ତି ବା ପଚାରି ପାରୁନାହାନ୍ତି, କାହିଁକି ନା ଆମର ଟେକ୍ସଟ ବୁକରେ ସେ ଜିନିଷ ନାହିଁ। ବହୁତ ହି ବଢିଆ ପ୍ରଶ୍ନ ଏଇଟା। ଆଉ ଟେକ୍ସଟ ବୁକ୍ କୋଉମାନେ କରୁଛନ୍ତି ଆଉ ସେମାନଙ୍କର ମାନେ କଣ ଉଦ୍ଦେଶ୍ୟ ରହିଛି, ସେମାନେ କଣ ଶିଖେଇବାକୁ ଚାହୁଁଛନ୍ତି ସେଇଟା ମଧ୍ୟ ଜାଣିବା ଦରକାର। ତ ଏଇ ହିସାବରେ ଆମେ ଗୁଣ୍ଡୁଚି ମୂଷା ଭଳି ସମସ୍ତେ ଯଦି ଟିକେ 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 କରିବା, ହୁଏତ ଆଜି ଯାହା ଏମିତି ଗୋଟେ ମିଟିଂ ରେ ହଉଛି କାଲି ସେଇଟା ଟେକ୍ସଟ ବୁକ୍ ଆସିପାରେ, କାଲି ସେଇଟା ସାଧାରଣ ଆଲୋଚନାକୁ ଆସିପାରେ। ଯଦି ଆମେ ବନ୍ଦ କରିଦେବା ଏ ବିଷୟରେ ତାହେଲେ କେହି ତ ଜାଣିବେନି। ତେଣୁ ଏମିତି ଜାରି ରହୁ, ଏଇ କଥାବାର୍ତ୍ତା ଚାଲି ରହୁ। ଆଉ ଆମର ଫିଜିକ୍ସ ଆଉ ଆଷ୍ଟ୍ରୋନୋମି ଡିପାର୍ଟମେଣ୍ଟ ଏଇଠି ଅଛି। ଆମର ସବୁ ପିଲାମାନେ ଯେତେବେଳେ ସୂର୍ଯ୍ୟପରାଗ ହୁଏ କି ଚନ୍ଦ୍ରଗ୍ରହଣ ହୁଏ ସେତେବେଳେ ପିଲାମାନଙ୍କୁ ଡକାଯାଏ, ସେମାନେ ଯାଆନ୍ତି ଅବଜର୍ଭ କରିବା ପାଇଁ। କିନ୍ତୁ ଏମିତି ଗୋଟେ ଆଲୋଚନା, ଏଇ ଭଳିଆ ଆଲୋଚନା, ଇଏ ଯେ କେବଳ ଫିଜିକ୍ସ ଆଉ ଆଷ୍ଟ୍ରୋନୋମି ଡିପାର୍ଟମେଣ୍ଟ ସାଙ୍ଗରେ ନୁହଁ, ଏଇଟା ସମସ୍ତେ ଜାଣିବା ଦରକାର। ଏଇ ପ୍ରକାର ଗୋଟେ ଆୱାରନେସ୍ ହେଇପାରିନି ଆଜି ବି। ସାଇନ୍ସ ଇନଷ୍ଟିଚ୍ୟୁଟ ବା ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରେ ଆମେ ସେଇ ଗୋଟେ ଡିପାର୍ଟମେଣ୍ଟ ଯେମିତି ମ୍ୟାଡାମ କରିଥିଲେ ୱାର୍କସପ୍ ଟା, ସେ ଦୁଇଟା ଡିପାର୍ଟମେଣ୍ଟକୁ ଅନ୍ୟ ପିଲାମାନେ କହିଲେ ଆମକୁ କାହିଁକି ନେଲେନି। ମୁଁ ଭାବୁଛି ଏଇଟା ସମସ୍ତଙ୍କ ପାଇଁ ଆମେ ଖୋଲିବା ଦରକାର। ଆମେ ଆଦିତ୍ୟ ଆଉ ମୁଁ ମିଶେଇବେ ସେଥିପାଇଁ କିଛି ପପୁଲାର ଆର୍ଟିକଲ ଯାହାକି ଆମେ ସ୍ପେସ୍ ଉପରେ ହଉ କିମ୍ବା ଆମର ୟୁନିଭର୍ସ ଉପରେ ହଉ ସେମିତି କିଛି ଲେଖୁଛୁ ଯାହା ଫଳରେ ସାଧାରଣ ଲୋକମାନେ ଜାଣିପାରିବେ ସେ ବିଷୟରେ। ତେଣୁ ଏଇଟା କଳିଙ୍ଗ ଇତିହାସ ତରଫରୁ ଆମେ ତ ପଦକ୍ଷେପ ନଉଛେ। ତା ସହିତ ଯେତେବେଳେ ଯାହା କିଛି ସଂସ୍ଥାଗତ ହିସାବରେ ଆମେ ଯଦି କିଛି ଆରମ୍ଭ କରିବା, ତେବେ ଆମେ ନିଶ୍ଚିତ ଭାବେ ସେଥିରେ ଯୋଗ ଦେବୁ। ଆଉ ମ୍ୟାଡାମ ବହି ଲେଖୁଛନ୍ତି, ବିଭିନ୍ନ ଭାଷାରେ ଅନୁବାଦ ତାକୁ କରିବା ମଧ୍ୟ ଆବଶ୍ୟକ। ସେଇଟା ହେଲେ ଆମର ଓଡିଶା ବିଷୟରେ, ସତ୍ୟାନନ୍ଦଙ୍କ ବିଷୟରେ ଏସବୁ କେତେ ନୂଆ ଜିନିଷ। ଆଜି ନଅଙ୍କ ବିଷୟରେ ମୁଁ ଜାଣିନଥିଲି, ଏମିତି ଯେ ନଅଙ୍କ ଆମେ ସମସ୍ତେ ନଅଙ୍କିଆ କହୁଛୁ। ନଅଙ୍କିଆ ମାନେ ସେଟା ଗୋଟେ କହିଲେ ଯେ ଖାଇବାକୁ ପାଉନି ବୋଲି ନଅଙ୍କିଆ କହିଲେ, କିନ୍ତୁ ନଅଙ୍କ ହଉଛି ଯେ ଅଙ୍କ ହିସାବରେ ସେଇଟା ବହୁତ ଲୋକ ଜାଣିନାହାନ୍ତି। ତେଣୁ ଏ ଯୋଉ ସାଧାରଣ ଗୋଟେ ଏନସାଇକ୍ଲୋପିଡିଆ କି କଣ, ଏସବୁ ଭାଷା ତାର ଅର୍ଥ କଣ, ତା ବିଷୟରେ ଟିକେ ସଂକ୍ଷିପ୍ତ ବିବରଣୀ ସେମିତି ଯଦି ଗୋଟେ ଗୋଟେ ଆମେ କରିପାରନ୍ତେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି। ମୁଁ ବିଶ୍ୱଭାରତୀ ମ୍ୟାଡ଼ାମଙ୍କର ଆକ୍ଚୁଆଲି ହ୍ୟାଣ୍ଡ ରେଜ୍ ଦେଖିଥିଲି, କିନ୍ତୁ ଜାଣିକି ବିଶ୍ୱାଳ ସାର୍ଙ୍କୁ ଏଥିପାଇଁ କଲି କି ସେ ଯେଉଁ ସିମ୍ବାୟୋସିସ୍ ଯେଉଁ ଦୁଇ ଜଣଙ୍କର ହଁ ଏ ୟେସ୍। ବିଷୟରେ କହିଲେ, ମୁଁ ସେଇଥିପାଇଁ ଭାବିଲି ଯେହେତୁ ଆପଣ ଦୁଇ ଜଣ ବହୁତ ଭଲ ଇନଷ୍ଟିଟ୍ୟୁଟ୍ ସାଙ୍ଗରେ ଜଡ଼ିତ, ତାର ଯଦି ସିମ୍ବାୟୋସିସ୍ ହେଇପାରନ୍ତା ଅଧିକରୁ ଅଧିକ ପିଲାମାନଙ୍କ ପାଖକୁ କମ୍ଫର୍ଟେବଲି ଯାଇପାରନ୍ତା ଜିନିଷ। କିନ୍ତୁ ବହୁତ ଧନ୍ୟବାଦ ସାର୍। ନିଶ୍ଚିତ ନିଶ୍ଚିତ। ବିଶ୍ୱଭାରତୀ ମ୍ୟାଡ଼ାମ ତ ଏନିୱେ ଭିଡ଼ିଓ ଅନ୍ କଲେଣି। ଧନ୍ୟବାଦ।
ସୁଧିରା ମ୍ୟାଡାମଙ୍କ ପ୍ରେଜେଣ୍ଟେସନ ଟା ତ ବହୁତ ଭଲ ଥିଲା। ମୋ ଭଳିଆ ଗଣିତ ଆଉ ଜ୍ୟୋତିଷ ଶାସ୍ତ୍ରରେ ସମ୍ପୂର୍ଣ୍ଣ ମୂର୍ଖ ଲୋକ ବି କିଛି କିଛି ବୁଝିପାରିଲି। ଆଉ ମୁଁ ପ୍ରଥମ କଥା ମୋର ଗୋଟେ ପ୍ରଶ୍ନ ଅଛି ଯେ ଯେମିତି ହୁଏତ ଏଇଟା ମାନେ ମୋର ମୂର୍ଖାମି ହେଇପାରେ ଯେ ଆମର ଯେମିତି ଯୋଉ ଗ୍ରହଣ ବା ସୂର୍ଯ୍ୟପରାଗ ଏସବୁ ଆମର ସେଇ ଯୋଉ ଭାସ୍ୱତୀ ହଉ ବା ଅନ୍ୟାନ୍ୟ ଶାସ୍ତ୍ର ଅନୁସାରେ ଗଣନା କରିକି ପାଞ୍ଜିରେ ବର୍ଷ ଆରମ୍ଭରୁ ପ୍ରେଡିକ୍ଟ କରିଦିଆଯାଇ ପାରୁଛି, ସେମିତି ଅନ୍ୟ କୌଣସି ଦେଶର ଯେମିତି କି ଗ୍ରୀକ ବା ମାୟାନ କି ଅନ୍ୟ କୌଣସି ସିଭିଲାଇଜେସନର କ୍ୟାଲେଣ୍ଡରରେ ସେଇ ପ୍ରକାର ବ୍ୟବସ୍ଥା ଅଛି କି? ସେମାନେ ସେମିତି ପ୍ରକାର ଗଣନା କରିପାରୁଥିଲେ କି? ଏଇଟା ମୋର ପ୍ରଶ୍ନ। ଆଉ ତା ସହିତ ଆଉ ଗୋଟେ କଥା ହଉଛି ଯେ ମ୍ୟାଡାମ ତ ନିହାତି ଭାବରେ ବହୁତ ମାନେ ବଢିଆ କାମ କରୁଛନ୍ତି। ଆଉ ମାନେ ଦୁଃଖର କଥା ଯେ ଓଡିଶାରେ ଆମର ଯେତେ ପ୍ରକାର ଅଛନ୍ତି ପୂର୍ବ ପୁରୁଷ ମାନେ ଆମର ଯେତେ ବଡ ବଡ କାମ କରି ଯାଇଛନ୍ତି ମହାପୁରୁଷ ମାନେ, ଆମେ ମାନେ ସେତିକି ଅଯୋଗ୍ୟ ଯେ ଆମେ ସେମାନଙ୍କୁ ସେତିକି ନ୍ୟାସନାଲ ଲେଭେଲ ବା ଇଣ୍ଟରନ୍ୟାସନାଲ ଲେଭେଲରେ ତାଙ୍କୁ ସେତିକି ପ୍ରତିଷ୍ଠା ଦେଇପାରିନୁ ଏପର୍ଯ୍ୟନ୍ତ। ସେଇଟା ଆମର ମାନେ ମୂର୍ଖାମି ଆମ ଜାତି ପାଇଁ ଆମର ସେତିକି ଅବଦାନ ଆମେ କରିପାରିନୁ। ଯୋଉଟା ତ ସାର୍ ଗଲା ଇଏରେ କହିଲେ ଯେ ବିଭିନ୍ନ କଲେଜରେ ବା ୟୁନିଭର୍ସିଟିରେ ଏ ପ୍ରକାର ୱାର୍କସପ୍ ହେଇକିରି ଷ୍ଟୁଡେଣ୍ଟ ମାନଙ୍କ ଭିତରେ ଏହାର ପ୍ରଚାର ପ୍ରସାର ହଉ, ତାହେଲେ ଷ୍ଟୁଡେଣ୍ଟ ମାନେ ଜାଣିବେ ହଁ ସେଇଟା ତ ନିହାତି ଭାବରେ ବହୁତ ଭଲ ଜିନିଷ ହବ, ଯୋଉଟା କି ଗୋଟେ ଇଣ୍ଟେଲେକ୍ଚୁଆଲ ଲେଭେଲରେ ପ୍ରଚାର ପ୍ରସାର ହବ। ତା ସହିତ ମୋର କହିବା କଥା ଯେ ଆମର ବର୍ତ୍ତମାନ ତ ସୋସିଆଲ ମିଡିଆ ବା ଟେଲିଭିଜନ ହଉ ଏସବୁ ଜିନିଷ ଯୋଉ ଗଣମାଧ୍ୟମରେ ବହୁତ ଶୀଘ୍ର ଯେକୌଣସି ଜିନିଷ ଆମେ ଚାହୁଁଛେ ପ୍ରଚାର କରିବା ପାଇଁ ସେଟା ବହୁତ ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚୁଛି। ତ ଏହାର ଛୋଟ ଛୋଟ ଭିଡିଓ କରିକି ଆମେ ସୋସିଆଲ ମିଡିଆରେ ଆପଣ ମାନେ ଦେଇପାରିବେ, ଯୋଉଟା କି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ। ଆଉ ଆମର ଟେଲିଭିଜନରେ ମଧ୍ୟ ଏ ପ୍ରକାର କାର୍ଯ୍ୟକ୍ରମ ଆମେ କରିପାରିବା, ଯୋଉଥିରେ କି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଯେ ହଁ ଆମର ଜଣେ ଏମିତି ବୈଜ୍ଞାନିକ ଥିଲେ ଯିଏକି ସାରା ପୃଥିବୀକୁ ଶତାଂଶର ହିସାବ ବତେଇଥିଲେ, ଶିଖେଇଥିଲେ। ତ ଏଇ ଜିନିଷ ଆମର ନୈତିକ ଦାୟିତ୍ୱ। ଆମେ ଆମର ସାଧାରଣ ଲୋକମାନଙ୍କୁ ଜଣେଇବା, ତାହେଲେ ଓଡିଆ ମାନେ ତାଙ୍କୁ ନେଇକି ଗର୍ବ କରିବା ଆରମ୍ଭ କରିବେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ନେକ୍ସଟ ପିଢି ନେକ୍ସଟ ଜେନେରେସନର ପିଲାମାନଙ୍କୁ ସେଟା ଶିଖେଇବେ ଯେ ଆମର ଲୋକ ଏ କାମ କରିଥିଲେ। ମୁଁ ତ ଜାଣିଛି ଗୋଟେ ଯେ ଆତ୍ମବିଶ୍ୱାସ ଶୁଣିଛି ଆଣିଦବ ଯେ ଆମେ ବି କିଛି କରିପାରିବୁ, ସେଟା ହଁ ହଉଛି ବଡ। ହଁ ଆଜ୍ଞା। ଏଇଟା ହଉଛି ନିହାତି ଆମର କରିବା ଦାୟିତ୍ୱ ଯେ ଛୋଟ ଛୋଟ ଭିଡିଓ ଆପଣ ପ୍ରିପେୟାର କରନ୍ତୁ ଆଉ ସୋସିଆଲ ମିଡିଆରେ ଦିଅନ୍ତୁ, ଯୋଉଟା କି ସହଜ ଭାଷାରେ। ଆପଣ ତ ବହୁତ ସହଜ ଭାଷାରେ ବୁଝେଇଲେ, ମୋ ଭଳିଆ ମୂର୍ଖ ବି ବୁଝିପାରିଲା, କିଛି କିଛି ବୁଝିପାରିଲିନି। ତେଣୁ ମୁଁ ଭାବୁଛି ଯେ ଆପଣଙ୍କ କାମଟା ନିହାତି ଭାବରେ ପବ୍ଲିକକୁ ଆସିବା ଦରକାର। ତେଣୁ ସେଇଟା ଚେଷ୍ଟା କରନ୍ତୁ। ଆଉ ଟେଲିଭିଜନରେ ବି ଆମେ ଗୋଟିଏ କଥା କହିବି, ଆମର ଭାରତରେ କଟି ଯାଉଛି, କଣ କରିବେ? ଆମର ଭାରତରେ ଯୋଉ ଜ୍ଞାନ ପରମ୍ପରା ଅଛି, ବର୍ତ୍ତମାନ ସରକାର କହୁଛନ୍ତି, ସରକାର ତ କଣ ଜାଣନ୍ତିନି, କିନ୍ତୁ ଆମର ଯୋଉ ଏକାଡେମିକ ସୋସାଇଟି ବା ଏକାଡେମିସିଆନ୍ସ ଅଛନ୍ତି, ତାଙ୍କ ଭିତରେ ଗୋଟେ ସବୁବେଳେ ରହୁଛି ସଂଘର୍ଷ। ଏଗୁଡ଼ା ସବୁ ଟ୍ରାଡିସନ କିନ୍ତୁ ଟ୍ରାଡିସନକୁ ନେଇ ଯେ ସାରା ପୃଥିବୀ ବର୍ତ୍ତମାନ ରିସର୍ଚ୍ଚ ବା ଗବେଷଣା ଆରମ୍ଭ କରିଛି, ସେ ବିଷୟରେ ଆମେ କେବେ ଟିକେ ଇମ୍ପୋର୍ଟାଣ୍ଟ। ଏଇଟା ନିହାତି ଭାବରେ ଏଇଟା କେତେ ବଡ ବିଜ୍ଞାନ ଦେଖନ୍ତୁ। ହଜାର ବର୍ଷ ପୂର୍ବରୁ ଆମର ଆମ ଏଠି ପାଖରେ ଗୁରୁତ୍ୱ ବି ଥିଲା ଦଉନାହାନ୍ତି। ଯଦି ଯେ ଆମେ ବିଭିନ୍ନ ଗ୍ରହଣ କଲେଜରେ ଏକଦମ ଠିକ ବିଭିନ୍ନ ସମୟ ହିସାବ କରିକି ଲିତା ବିଲିତା ହିସାବ କରିକି ମଧ୍ୟ ଗ୍ରହଣ ସୂର୍ଯ୍ୟପରାଗ ବର୍ଷେ ପୂର୍ବରୁ ବା ଏଇ ବର୍ଷର ମାନେ ବର୍ଷା କେମିତି ହବ ଏ ବର୍ଷ ପାଇଁ ବୋଲି, ମୌସୁମୀ ମାନେ ବର୍ଷା କେତେ ରହିବ କଣ ହବ, ଏସବୁ ବର୍ଷେ ପୂର୍ବରୁ ଗଣନା କରିପାରିବା କଣ ସହଜ କଥା? ନିହାତି ଭାବରେ ଏଇଟା ଗୋଟେ ବିଜ୍ଞାନ। ଆଉ ଆମକୁ ମାନେ ଯୋଉମାନେ ଜାଣିନାହାନ୍ତି ପ୍ରକୃତରେ ସେଇଟାକୁ ସେମାନେ ଆକ୍ସେପ୍ଟ କରୁନାହାନ୍ତି, ରେକଗ୍ନାଇଜ କରୁନାହାନ୍ତି, କିନ୍ତୁ ସେଇଟା ଆମକୁ କରାଇବାକୁ ପଡିବ। ଯୋଉଟା ଲୋକମାନେ ବୁଝିନାହାନ୍ତି। ଏଇ ଯୋଉ ବହିଟା ବାହାରିଲା, ଆପଣ ମାନେ ଯଦି ବହିଟା ଯଦି ସର୍କୁଲେଟ କରିହବ ବା କିଛି ବହିରେ ବିଷୟରେ କଣ ଅଛି ତାକୁ ଯଦି ମାନେ
ତେଣୁ ସେଇ ଅନୁସାରେ ଆମେ ଆଉ ବହୁତ ଇମ୍ପ୍ରୁଭ କରିପାରନ୍ତୁ। ଆଉ ଆମେ ତ ବର୍ତ୍ତମାନ ତାର 35ଟା ଟୀକା ଅଛି କମେଣ୍ଟ୍ରି। With that, we are trying to build it up and bring out a correct text with accurate descriptions in English. ତେଣୁ ସେଇଟା ଆମର ଲକ୍ଷ୍ୟ ରହିଛି। ତେଣୁ ସମସ୍ତଙ୍କର ଗୋଟେ ସହଯୋଗ ଦରକାର। ଏଭ୍ରିବଡି କ୍ୟାନ୍ ହାଭ୍ କମେଣ୍ଟ and suggest ଏଇଟା ଠିକ ଆପଣ ମାନେ ନିହାତି ଭାବରେ ହେଲା ଏଇ କି କାମଟା ଭୁଲ ହେଲା ସୋ ସଜେଷ୍ଟ ଆଉ କରିପାରନ୍ତି। ଟେଲିଭିଜନ ଆଉ ସୋସିଆଲ ମିଡିଆରେ ଛୋଟ ଛୋଟ ଇଏ କରିକି ଯୋଉଟା ସାଧାରଣ ଲୋକ ବୁଝିପାରିବେ। ଆଉ ଯେମିତି ପଠାଣି ସାମନ୍ତ ପପୁଲାର ହେଇଛନ୍ତି, ସତାନନ୍ଦ କାହିଁକି ଆମର ପଛରେ ରହିଯାଇଛନ୍ତି ଏତେ ବଡ କାମ କରିକି ମଧ୍ୟ, ସେଟାକୁ ଆମର ନୈତିକ ଦାୟିତ୍ୱ ସେ ଲୋକ ଲୋଚନକୁ ଆଣିବା ତାଙ୍କୁ। ହଁ ହଁ ଆଉ ମୋର ପ୍ରଶ୍ନର ଉତ୍ତର ଟିକେ କାଇଣ୍ଡଲି ମୁଁ ମ୍ୟାଡାମଙ୍କଠୁ ଚାହିଁବି ଯେ ଅନ୍ୟ ଗୋଟେ କୋଉ କମ୍ୟୁନିଟି ଏଫର୍ଟ ଦରକାର। ସେଇଆ ଅନ୍ୟ କୋଉ ସଭ୍ୟତାରେ ଏ ପ୍ରକାର ଗଣନାର ବ୍ୟବସ୍ଥା ରହିଛି କି? ଅଛି ପୁରାତନ ହଉ ସବୁଥିରେ ସବୁ ଇଏରେ ଅଛି। କାହିଁକିନା ମୁଁ ତ ଇଏରେ ବି ଆମର ଯୋଉ କରିଥିଲୁ ଶେଷ ସିଦ୍ଧାନ୍ତି, ତା ଦେହରେ ଯୋଉ ଆମର ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ବି ଷ୍ଟେଟମେଣ୍ଟ ବି ଦେଇଛନ୍ତି ଯେ ୟୁରୋପରେ ବି ଲୋକମାନେ ମାନେ ବିଜ୍ଞାନଟାକୁ ଲୋକାଭିମୁଖୀ କରିବା ପାଇଁ, ଲୋକମାନେ ଏଇ ବିଜ୍ଞାନଟାକୁ ଜାଣିବା ପାଇଁ କିଛି କିଛି ଏ ଯୋଉ ପାଞ୍ଜି ଆଉ ଜାତକ ଏସବୁ ବି କରୁଥିଲେ। ସେଟା ସେ ଇଏ ଆପଣ ୟୁଟ୍ୟୁବରେ ଦେଖନ୍ତୁ, ଅଛି ଗୋଟେ ଶେଷ ସିଦ୍ଧାନ୍ତି ଡକୁମେଣ୍ଟାରୀ ଫିଲ୍ମ ଅଛି, ସେଥିରେ ସେ କହିଛନ୍ତି ଯେ ସେମାନେ ବି କରୁଥିଲେ। ତେଣୁକରି ଅଛି, ସେମାନେ ବି କରୁଥିଲେ। କାହିଁକିନା ଲୋକମାନଙ୍କ ପାଖକୁ କେମିତି ଯିବେ? ଲୋକମାନଙ୍କର ନିଜର କିଛି ସ୍ୱାର୍ଥ ନଥିଲେ ସେ ପୃଥିବୀ ଚାରିପଟେ ବୁଲୁଛି, ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲୁଛି। ହାଉ ଡଜ୍ ଇଟ୍ ମ୍ୟାଟର ଟୁ ଦେମ୍? ଯଦି ତାଙ୍କୁ କିଛି ଇନଭଲ୍ଭ ନ କରିବ, ଏଟା ଗୋଟେ ବି ଲୋକଙ୍କୁ ସୂର୍ଯ୍ୟ ମାନେ ଆକାଶ ସହିତ ଆକ୍ୱେଣ୍ଟେଡ୍ କରିବା ପାଇଁ ସେଟା ଗୋଟେ ଇଏ ପ୍ରଥମେ ସେଇ ପ୍ରଥା ଆରମ୍ଭ ହେଇଥିଲା। ମାନେ ତମ ଭାଗ୍ୟ ବି ତାଙ୍କ ଦ୍ୱାରା ନିୟନ୍ତ୍ରିତ, ଏଇ ଫିଲିଙ୍ଗ ଗୋଟେ ଦିଆହେଇଛି ସବୁ ସବୁ ସିଭିଲାଇଜେସନରେ। ଚାଇନିଜ ସିଭିଲାଇଜେସନରେ ବି ଅଛି। ସବୁଥିରେ ଅଛି। ଆଜ୍ଞା ମୁଁ କହିଲି ଚାଇନିଜ ସିଭିଲାଇଜେସନରେ ବି ଆଷ୍ଟ୍ରୋନୋମି ଅଛି। ଆଜ୍ଞା ନା ଚାଇନିଜ ନଲେଜ ସିଷ୍ଟମଟା ବହୁତ ପରେ ଆସିଲା ଆକ୍ଚୁଆଲି। ସେମାନେ ଆମର ଇଣ୍ଡିଆନ ଇଏରୁ ଇନଫ୍ଲୁଏନ୍ସ ହେଇଛନ୍ତି। କିନ୍ତୁ ଯାହା ବି ହଉ ମ୍ୟାଡାମ ଯୋଉଟା ସେଥିରେ କହିଲେ, ନା କିନ୍ତୁ ସୁଧୀରା ମ୍ୟାଡାମ ଯୋଉଟା କହିଲେ ଆଉ ବିଶ୍ୱଭାରତୀ ମ୍ୟାଡାମଙ୍କର ଯୋଉ କ୍ୱେଶ୍ଚନ ଥିଲା, ମାୟାନ ମାନେ ଡେଫିନେଟଲି ତାଙ୍କର ବହୁତ ଷ୍ଟ୍ରଙ୍ଗ କ୍ୟାଲେଣ୍ଡର ସିଷ୍ଟମ ଥିଲା। ଇଭେନ୍ ଗ୍ରୀକ୍ ନା ମାନେ ଯଦି ଆପଣ ଦେଖିବେ ବଡ଼ ବଡ଼ ସଭ୍ୟତାର, ପୁରୁଣା ସଭ୍ୟତାରେ ମାୟାନ ମାନେ ଦେୱର ଲାଇକ୍ ବହୁତ ହି ଆଡଭାନ୍ସ ଥିଲେ। ଯେମିତି ଆମର ଏଠି ଆଡଭାନ୍ସ ଥିଲୁ, ସେମାନେ ତାଙ୍କ ହିସାବରେ ତାଙ୍କ ଜାଗାରେ ବହୁତ ଆଡଭାନ୍ସ ଥିଲେ। ଇଭେନ୍ ପଲିନେସିଆନ୍ସ ମାନେ ବି ଆଡଭାନ୍ସମେଣ୍ଟ ମାନେ ଜଷ୍ଟ ବାଇ ଅବଜର୍ଭିଂ ଷ୍ଟାର୍ସ, ମାନେ ଯେଉଁ ଓସେନ ଯେଉଁ ସବୁ ଛୋଟ ଛୋଟ ଆଇଲ୍ୟାଣ୍ଡର ନିବାସୀ ମାନେ ବି। ତେଣୁ ସବୁ ଜାଗାରେ କିଛି ନା କିଛି ଥିଲା, ନିଜ ନିଜ ସିଭିଲାଇଜେସନ ହିସାବରେ ସେମାନେ ଗ୍ରୋ କରିଥିଲେ। କିନ୍ତୁ ଚାଇନିଜ ଯେଉଁ ଆଜିକା ନଲେଜ ସିଷ୍ଟମ କି ଆମେ ଯେଉଁଟା କହୁଛେ, ସେଟା ବହୁତ କିଛି ଆମର ନିଜର ଏନସିଏଣ୍ଟ ଇଣ୍ଡିଆନ ନଲେଜ ସିଷ୍ଟମ ସାଙ୍ଗେ ଜଡ଼ିତ। ଆମର ବୌଦ୍ଧ ଆଉ ଆମ ନିଜ ସ୍କଲର ମାନେ ଯେଉଁ ଯାଇକି ସେଠି ଚାଇନିଜ ନାଁ ତାଙ୍କର ହେଇଯାଇଛି। ଆପଣ ଭାବିବେ ଗୋଟେ ଚାଇନିଜ ନାଁର ସ୍କଲର, କିନ୍ତୁ ସେ ଆକ୍ଚୁଆଲି ଦେଖିବାକୁ ଗଲେ ଇଣ୍ଡିଆନ ହେଇଥିବେ, ତାଙ୍କ ନାଁଟା ଚାଇନିଜ ହେଇଯାଇଥିବ। ତା ବିଷୟରେ ବି ବହୁତ ଇନଡେପ୍ଥ ପେପର୍ସ ଆଉ ପ୍ରେଜେଣ୍ଟେସନ୍ସ ଅଛି। ଆମେ ସେଇଟାକୁ ବି ନେଇକି କେବେ ଗୋଟେ କରିପାରିବା, ଯଦିଓ କେବଳ କଳିଙ୍ଗ ରିଲେଟେଡ୍ ନୁହେଁ। ବଟ୍ ମ୍ୟାଡ଼ାମ୍ ସୁଧୀରା ମ୍ୟାଡ଼ାମ୍ ବି ସେଇଟାକୁ ଆଜି ଇଏ କରିଲେ କି ସେଟା ମାନେ ସବୁଆଡ଼େ ଥିଲା। ଆଉ ସେମାନେ ତ ଅଲରେଡ଼ି ଆ ବିଷୟରେ ଗବେଷଣା କରୁଛନ୍ତି। ଡେଣ୍ଡେରା ଟେମ୍ପଲରେ ତାର ଯୋଉ ରୁଫରେ ସେମାନେ ଯୋଉ ଷ୍ଟାର କନସେଲେସନଟାକୁ ଆଙ୍କିଥିଲେ, ମାନେ ଦିନ ବେଳେ ଯୋଉ ପ୍ଲାନେଟାରୀ ପୋଜିସନ ଆଉ ଯୋଉ ଷ୍ଟାର ମାନଙ୍କର ପୋଜିସନକୁ ସେମାନେ ଆଙ୍କିଥିଲେ, ତାଙ୍କର ଜଣେ ଫାରାଓଙ୍କର କରୋନେସନର ଡେଟଟାକୁ ଇଜିପ୍ଟ, ଇଏ ହଁ ରେକର୍ଡ ମାନେ କଲେ। ଯେତେ ପୁରୁଣା ବଡ଼ ସିଭିଲାଇଜେସନ ଆମର ଯେତେ ଯୋଆଡ଼େ ବି ଦେଖିବେ, ଦେଖନ୍ତୁ ସମସ୍ତେ ସମସ୍ତଙ୍କ ସାଙ୍ଗେ କନେକ୍ଟେଡ୍ ବି ଥିଲେ। वी आर जस्ट मते लगे आमे केवल बहुत आमर अहं भाव अच्छी यही टाइम रे जे आमे सबुठु मॉडर्न और सबुठु एडवांस्ड पीपल ह्यूमन बीइंग्स हिसाब रे। बट मु भाबे केबे हेई नथिबो, आम पूर्वरु भी एडवांस सिविलाइजेशन सब बेले रहिचंती एंड लोप हो जाइछि से सभ्यता पुणी थरे आरंभ होइछि स्क्रैच रो। नहले एते बड़ बड़ जोड़ा कि आमे बुझी पारुने कि केमती करिथिबे, से जो करिथिबे तार किछि थिला, बट वी डोंट हैव दैट अंडरस्टैंडिंग एनीमोर। किंतु मैडम जो आज कहते सब जंत्र कथा, शंखु जंत्र कि सब जिन
ସେଇ ଭଳିଆ ସିମ୍ପଲ୍ ମସିନ୍ସର ବ୍ୟବହାର ନିଶ୍ଚୟ ପୁରୁଣା ଲୋକମାନେ କରୁଥିବେ ଆଉ ଆମ ଲୋକମାନେ ବି କରିଛନ୍ତି। ଆଜିକା ଭଳିଆ କମ୍ପ୍ଲିକେଟେଡ୍ ମସିନାରୀ ନଥିଲା, ସବୁ ଯନ୍ତ୍ର ୱାଜ୍ ସିମ୍ପଲ୍। ଆମେ ଜଳ ଯନ୍ତ୍ର ବି କହୁଛେ, ଦେଖନ୍ତୁ ପିମ୍ପୁଡ଼ି ନ ହେବା ପାଇଁ ଗୋଟେ ଥାଳିଆକୁ ଗୋଟେ ପାଣି ଉପରେ ରଖିକି ତାକୁ ଆମେ ଜଳ ଯନ୍ତ୍ର କହୁଛେ। ଯେମିତି ଯନ୍ତ୍ର ଇଜ୍ ସମଥିଙ୍ଗ ୱିଚ୍ is used for some ମାନେ machinery thing or some use basically। ତ To ease your ପଠାଣି work. ସାମନ୍ତଙ୍କର ଆଟଲିଷ୍ଟ ବହିରେ ସେ ଚିତ୍ର ଗୁଡ଼ାକ ଯେଉଁ ଅଛି ଯେଉଁଟାକି ବରାହମିର କି ମ୍ୟାଡ଼ାମ୍ ଆପଣ ଟିକେ ସେ ବିଷୟରେ କହିଥାନ୍ତେ କି ସୁଧୀରା ମ୍ୟାଡ଼ାମ୍? ଏ ଯେଉଁ ଆମର ପୁରୁଣା ଆମର ଯେଉଁ ସବୁ ଯନ୍ତ୍ର ସବୁ ପ୍ରୟୋଗ ହେଉଥିଲା, ଯେମିତି ଆପଣ ଶଙ୍ଖୁ ଯନ୍ତ୍ର ନାଁଟା ମଝିରେ କହିଥିଲେ ଆପଣଙ୍କ ହଁ ଟକ୍ରେ, ସେଇଭଳି ଅନ୍ୟ ଯନ୍ତ୍ର ବି ସବୁ ଥିଲା ନା, ବହୁତ ଅଛି, ହଁ। ସିମ୍ପଲ୍, ଯେମିତି ତାପରେ ବାଉଁଶ କିଛି କାମ ନଳୀରେ କରିଛି ମୁଁ, କିଛି କାମ କରିଛି, କିଛି କାମ କରିବା ପାଇଁ ପ୍ରୋଜେକ୍ଟ ଡିଏସଟି କୁ ଦେଇଥିଲି, ରିଜେକ୍ଟ ହେଇଯାଇଛି। ବହି ଲେଖିଥିଲି, ଏନବିଟି ମାନେ ବି ଛାପିନି। ମୁଁ ଅଛି କ'ଣ ଯେତିକି କହୁଥିଲି ଯେ ସକ୍ସେସ୍ ଅଛି ମାନେ ତାଠୁ ଯନ୍ତ୍ର ଗୁଡ଼ାକ ବେଶୀ ସିମ୍ପଲ୍ ହେଲେ, ଅନସକ୍ସେସ୍ ବହୁତ ଅଧିକା। ନାଇଁ ଚେଷ୍ଟା ମୋ କର। କହିବା କଥା ଯେ ଯନ୍ତ୍ର ଗୁଡ଼ାକ ସବୁବେଳେ କମ୍ପ୍ଲିକେଟେଡ୍ ହେବା ଦରକାର ନାହିଁ, ସିମ୍ପଲ୍ ନାଇଁ ଯନ୍ତ୍ରରେ ବି ଆମ ମାନେ ଯେଉଁ ଆମ ମାପଚୁପ ଇନଷ୍ଟିଚ୍ୟୁଟରେ କରିପାରୁଥିଲେ। ଆମ ଆଜ୍ଞା ଯୋଉ ଇନଷ୍ଟିଚ୍ୟୁଟ ମୁଁ କହିଛି ନା ସତାନନ୍ଦ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମି, ସେଠି ଆମେ ଆଜ୍ଞା କେତେଗୁଡାଏ ଯନ୍ତ୍ର ବର୍ତ୍ତମାନ ଇନଷ୍ଟଲ କରିଛୁ ମାନେ ନିଜ ଚେଷ୍ଟାରେ ଆମ ଷ୍ଟୁଡେଣ୍ଟ ମାନେ ସବୁ କରିଛନ୍ତି, ତାଙ୍କୁ ବହୁତ ପରିଶ୍ରମ କରିକିରି ଅଛି। କେବେ ଯଦି ଆପଣ ମାନେ କିଏ ଆସିବେ ତାହେଲେ ମୁଁ ନିଶ୍ଚୟ ଏଇଟା ନେକ୍ସଟ ମୁଁ ଟାଇମ୍ ତ ମୁଁ ତ ଆପଣଙ୍କୁ ନିଶ୍ଚୟ ଯିବି। ଦେଖା ନିଶ୍ଚୟ ତ ଆସିବି। ଆପଣଙ୍କୁ, ହଁ, ଆମେ ନେକ୍ସଟ ଫଙ୍କସନ, ଏବେ ତ ଆମେ ଗୋଟେ ଇନାଗୁରେସନ ଇଏ କରିଥିଲୁ, ଛାଡ, ମୁଁ ନେକ୍ସଟ ଫଙ୍କସନରେ ଇଏକୁ ଲିଙ୍କ କରିବି, ଇନଭିଟେସନ ଦେବି। ଆଉ ଯଦି ଆସିଲେ ଆମେ ଆମ ପିଲାମାନେ ସବୁ ଦେଖେଇଦେବେ କେତେ ଗୁଡାଏ, ବହୁତ ଗୁଡାଏ ଯନ୍ତ୍ର, ମାନେ ଯନ୍ତର ମନ୍ତରରେ ଯୋଉ ସବୁ ଯନ୍ତ୍ର ଅଛି ତାକୁ ଆମେ ଯାଇକିରି, ମାନେ ଆମ ଗ୍ରୁପ ଯାଇକିରି ଷ୍ଟଡି କରିକି ତାପରେ ଆମେ ଇନଷ୍ଟ୍ରୁମେଣ୍ଟ କିଛି ତିଆରି କରିଛୁ। ଆଉ ତାର ମ୍ୟାଥମେଟିକାଲ ଇଏ ଦେଇକି ଇଣ୍ଟରପ୍ରିଟେସନ ଇଏ, ତାପରେ ଫିଜିକାଲ ଜଷ୍ଟିଫିକେସନ ସବୁ ଦେଇକି ଇଏ ଦେଇଥିଲି ଗୋଟେ ପ୍ରୋଜେକ୍ଟ ପାଇଁ, ସେଟା ରିଜେକ୍ଟ ହେଇଗଲା ଡିଏସଟି ରୁ। ବହିଟା ଦେଇଥିଲୁ ଡିଏସଟି ନା ଏକା ଆପଣ ସମୟରେ। ସେ ବିଷୟରେ DST ବହି ହତାଶ ହୁଅନ୍ତୁନି ମ୍ୟାଡ଼ାମ୍, ଏଇଟା ଗୋଟେ ପ୍ରକୃତି ଦେଖିବା କଲେକ୍ଟିଭ ଚାଲିଛି। ଏଫର୍ଟ ଦରକାର। ଇଟ୍ ହଁ ଟେକ୍ସ ଅ ଭିଲେଜ। ଆଉ କଥା ହେଲା ଆମ ସ୍କୁଲମାନଙ୍କରେ ସ୍ପେଶାଲି ଯେଉଁ ସବୁ ସାଇନ୍ସ ସେମିନାର କି ହଁ। ଇଏ ହୁଏ, ତା ଦେହରେ ଆମ ଚାଲିଛି। ପିଲାମାନେ ହ୍ୱାଇ ନଟ୍ ମତେ ହଁ, ଆମର ଏ ସବୁଥିରେ ସହଜ ଯୋଉ ଜିନିଷଟା ଜାଣିଶୁଣି କାହିଁ ନ କିଛିଟା, ଆରମ୍ଭ କରିବେ? ନାଇଁ କରିବା ପାଇଁ କହୁଛନ୍ତି ତ, କିନ୍ତୁ ଆମେ ତ କାମ ବି ବହୁତ ଅଧିକା ଅଛି। ମୁଁ ମାନେ ସ୍କୁଲରେ ଯଦି ଆଉ କେହି ଟେକଅପ୍ ନ କଲେ, ମୁଁ ନିଜେ ସାଧାରଣତଃ ସେଇଆ କିଏ କହିଲି ମ୍ୟାଡ଼ାମ୍, ଡାକିଲେ ମନା କଲେକ୍ଟିଭ, କରୁଛି। ଏଇଟା ଗୋଟେ କଲେ କଲେକ୍ଟିଭ କାହିଁକିନା କନସିୟସନେସ୍ ଦରକାର। ସମସ୍ତେ, ଆମ ସୋସାଇଟି ବି ତ ସେମିତି ନା, ବଢେଇ କାଠ କାମ କରିବ, ଇଏ ଧୋବା କାମ ଆପଣ ଇଏ କରିବ, ଗାଇଡ୍ କରନ୍ତୁ ସବୁ ମ୍ୟାଡ଼ାମ୍, ଆପଣ କରିପାରିବେନି। ଗାଇଡ୍ କରନ୍ତୁ। वी विल मेक लाइक ପିପଲ୍ ହୁ କ୍ୟାନ୍ ଟେକ୍ ଦିସ୍ ଫରୱାର୍ଡ। ଆପଣ ମାନେ ଗାଇଡ୍ କରନ୍ତୁ। ଆପଣ ମାନେ ଗ୍ରାସ ରୁଟ୍ରେ ଯାଇ କାମ କରିବା ଦରକାର ନାହିଁ, ଆପଣଙ୍କ ଗାଇଡେନ୍ସଟା ଦରକାର। ତେଣୁ ସେ ବିଷୟରେ କ'ଣ ଗୋଟେ କରିବା, କଥା ହେବା ଠିକ ପରେ, ସୋ ଅଛି। ଦ୍ୟାଟ୍ ଆଜ୍ଞା। ଯଦି ଆଉ କାହାର କିଛି ପ୍ରଶ୍ନ ଥାଏ ତାହେଲେ, ଆଚ୍ଛା, ବିଶ୍ୱଭାରତୀ ମ୍ୟାଡାମ କିଛି ଗୋଟେ କହୁଥିଲେ କିନ୍ତୁ ଶୁଭୁନଥିଲା। କଣ ଗୋଟେ କହୁଥିଲେ, ହଁ। ଆଚ୍ଛା, ଆଚ୍ଛା, ଆମେ ବିଶ୍ୱଭାରତୀ ମ୍ୟାଡାମ ତ ଶୁଣିବା, ତା ପୂର୍ବରୁ ମୁଁ ଖାଲି ଗୋଟେ ଛୋଟ ଡାଉଟଟେ କ୍ଲାରିଫାଇ କରିଦେଉଛି, ଯୋଉଟା ସୌମ୍ୟ। କଣ କହୁଛନ୍ତି? ଆଜ୍ଞା କୁହନ୍ତୁ। ମ୍ୟାଡାମଙ୍କ ଇନଷ୍ଟିଚ୍ୟୁଟ ଟା ପୁରୀରେ କୋଉ ଜାଗାରେ? କଣଟା ଇନଷ୍ଟିଚ୍ୟୁଟଟା ଚନ୍ଦନପୁର, ଯୋଉ ବାଇପାସ୍ ଅଛି ଚନ୍ଦନପୁରରୁ ବାହାରିବା ପାଇଁ ପୁରୀ ଆଡକୁ, ଜଷ୍ଟ ସେଇଠି, ପୁରୀ ଭିତରେ ନୁହେଁ, ପୁରୀ ବାହାରେ। ଆଜ୍ଞା। ତ ନାଇଁ, ଯୋଉମାନେ ସବୁ ବିଭିନ୍ନ ଜାଗାରୁ ପିଲାମାନେ ଏକ୍ସକର୍ସନରେ ପୁରୀ ଯାଉଛନ୍ତି, ସେ ହୁଁ। କେବଳ ସମୁଦ୍ର ଆଉ ଜଗନ୍ନାଥଙ୍କୁ ନ ଦେଖିକି ଆପଣଙ୍କ ସେଟା ଟିକେ, ଇନଷ୍ଟିଚ୍ୟୁଟକୁ ଯିବେ। ନାଇଁ, ସେଟାକୁ ଆମେ ପ୍ରକୃତରେ ଟାର୍ଗେଟ କରୁଛୁ, ପୁରା ଇଏ କରିଦେବା ପାଇଁ ଗୋଟେ କଣଟି ମ୍ୟୁଜିୟମ ବା ସେଇଭଳି କିଛି ଟୁରିଷ୍ଟ ପ୍ଲେସ୍ କରିବା ପାଇଁ। ସବୁ ପାଇଁ ତ ପଇସା ବି ଦରକାର ନା, ନିଜ ହାତରୁ କରିବା ତ ବହୁତ କଷ୍ଟ ବି ହଉଛି, ବହୁତ ନାଇଁ, କଷ୍ଟ ସେଥିପାଇଁ ହଉଛି, କହିପାରିବିନି ବି କେତେ ସରକାର କଷ୍ଟ ହଉଛି। ପ୍ରୋତ୍ସାହନ ତ ନିହାତି ଦରକାର, ଆଉ ସାଧାରଣ ଲୋକମାନଙ୍କର ବି ପ୍ରୋତ୍ସାହନ ଦରକାର। ଆଉ ନାଇଁ, ପ୍ରୋତ୍ସାହନ ତ ଠିକ ଅଛି। ମୁଁ ନିଜେ, ମାନେ ଆମ ତ ଅଛନ୍ତି ନାନୀ, ମାନେ ମମତା ମିଶ୍ର, ଡକ୍ଟର ମିଶ୍ର, ଆଉ ସୁଧୀର ଦାସ, ଆହୁରି ଅଛନ୍ତି ଆମ ବହୁତ, ଆମ ସାଙ୍ଗରେ ବହୁତ ବହୁତ ଇଏ ଅଛନ୍ତି। ସେ ଆମ ଯୋଉ ପ୍ରଫେସର ପାତ୍ର, ଆଉ ଜଣେ କ୍ଷେତ୍ରବାସୀ ସାର୍, ଆମ ଷ୍ଟୁଡେଣ୍ଟ ମାନେ ସମସ୍ତେ, ସେଟା ଠିକ ଅଛି। ପ୍ରୋତ୍ସାହନ ଖାଲି ଯଥେଷ୍ଟ ନୁହେଁ ନା, ତା ସାଙ୍ଗରେ ପଇସା କୋଉଠୁ ଆଣିବୁ, ଏତେ ଆଣିବୁ କଣ, ମାନେ କରୁଛୁ କିନ୍ତୁ ହଉନି, ପଇସା ନୋ ଯେତିକି ଦରକାର ହଉଛି ସେତିକି ଆର୍ଥିକ କାପାସିଟି ପ୍ରୋତ୍ସାହନ ନାହିଁ କଥା ମୋର। କହୁଛି। ନୋ ଆଷ୍ଟ୍ରୋନୋମି ୱିଦାଉଟ୍ ଗ୍ୟାଷ୍ଟ୍ରୋନୋମି। ତ ସରି, ହଁ, ହଁ।
ସେ ପେଟ ଭର୍ତ୍ତି ହେଲେ ସିନା ତାରା ଦେଖିବାର ମନ ଲାଗିବ। नहीं ତ नहीं नहीं ସେଇଭଳିଆ नहीं सेटा ନାଇଁ सेटा ନାଇଁ तो ସେଟା ତ ମୁଁ କହୁନି, ମୁଁ इसके ସେ लिए କଥା तो କହୁନି मेरे ତାମାନେ पुरखों की खेती बाड़ी ही काफी है माने सेटा तो आम निजर बेस अच्छी मो खाया ପାଇଁ ଚିନ୍ତା କରୁନି କିନ୍ତୁ ନାଇଁ ନାଇଁ ମୁଁ ସେ ସେଠି କଥା କହୁନି, ଯଦି ମାନେ 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 ସେଇ ଭଳିଆ ମାନେ ସବୁ କଥା କରିବା ପାଇଁ ଗୋଟେ ଆର୍ଥିକ ନାଇଁ ଇଏ ନାଇଁ ଦରକାର ନାଇଁ ଗୋଟେ। ନାଇଁ ଏଟା ମୁଁ ସାହସ କଲି ଚାକିରି ଛାଡିବା ପାଇଁ କାରଣ ମୁଁ ଜାଣିଥିଲି ଯେ ମୋର ମାନେ ମିନିମମ୍ ରିକ୍ୱାରମେଣ୍ଟ କ୍ୟାନ୍ ବି ଫୁଲଫିଲ୍ଡ ବାଇ ମାଇ ଫ୍ୟାମିଲି नो प्रॉब्लम କିନ୍ତୁ ସେଟା ନାଇଁ ନୁହେଁ। ମ୍ୟାଡାମ ସବୁ ଜିନିଷ କଲେକ୍ଟିଭ ଦରକାର କେବେ କେହି ଜଣେ ଲୋକ ସବୁ ନାଇଁ ଜିନିଷ ନାଇଁ ସେଟା କହୁନି ମୁଁ କରିପାରିବ କହିଲି ନାହିଁ। ଏଇଟା ଯୋଉ ଏଇ ଯୋଉ ଆଜ୍ଞା ଇନଷ୍ଟ୍ରୁମେଣ୍ଟ କରିବା ଭିତରେ ଇନଷ୍ଟ୍ରୁମେଣ୍ଟ ହେଇଛି ତିନି ଚାରିଟା ଅଧା ହେଇକି ଅଛି ତା ଦେହରେ କଣ ମାର୍ବଲ ପକା ହେଇକିରି କରାହବ ମାର୍ବଲ ପୁଣି ଯୋଉ ବଙ୍କା ମାର୍ବଲ ହବ ସେ ସବୁ ବହୁତ ଡିଫିକଲ୍ଟ ମାନେ ମୁଁ ଏଇଥର ଭାବୁଛି ଯେ 15 ଦିନ ସେଠି ପୁରା ରହିକି ତାକୁ କରିବି ମୁଁ କିନ୍ତୁ ତ ଭାବୁଛି ଆମ ପିଲାମାନେ କରୁଛି ଲେଗୋରେ ବି ବିଲ୍ଡ କରିପାରିବେ ଲେଗୋ ବ୍ଲକ୍ସରେ ବି ଇନଷ୍ଟ୍ରୁମେଣ୍ଟ ବିଲ୍ଡ କରିପାରିବେ ମାନେ ଆମେ ଏମିତିକା କରନ୍ତେ କାରଣ ଆମ ପିଲାମାନେ ନା ତାଙ୍କ ମାନେ ଦେ ଆର୍ ଲାଇକ୍ କ୍ଲିୟର କ୍ୟାନଭାସେସ୍ ନାଇଁ ନାଇଁ ଆମ ଏପର୍ଯ୍ୟନ୍ତ ତାଙ୍କ ପିଲାମାନେ ମୁଣ୍ଡ କିଛି ଆସୁଛନ୍ତି ଦିଆ ଷ୍ଟୁଡେଣ୍ଟ ହେଇନି ମାନେ ମୁଁ ସେମାନେ କିଛି ମାନେ ଆମେ ଗୋଟେ କ୍ୟାମ୍ପ ୟା ପୂର୍ବ ଥର କରିଥିଲୁ ଆମେ ସତାନନ୍ଦ ଇନଷ୍ଟିଚ୍ୟୁଟ ହେବା ପୂର୍ବରୁ ସେଟା ଗୋପବନ୍ଧୁ ଶିକ୍ଷା କେନ୍ଦ୍ର ଥିଲା 2003 ରୁ ଚାଲିଥିଲା ପିଲାମାନେ ଆସିଥିଲେ କିନ୍ତୁ ଏଇଟା ଗୋଟେ ପୁଣି ଥରେ ଗତ ବର୍ଷଠୁ ପୁଣି ଥରେ ରିଭାଇଭ୍ କରୁଛୁ ସେ ପିଲାଙ୍କ ଚିଠି ଅଛି ମୁଁ କହିବେ ମୁଁ ପୋଷ୍ଟ ଇଏରେ କରିଦେବି ଗ୍ରୁପରେ ସେ ପିଲାମାନେ ଜ୍ୟୋତିର୍ବିଜ୍ଞାନ ସେ ସବୁ କିଛି ଦେଖୁଛନ୍ତି ଆସୁଛନ୍ତି ପଞ୍ଚମରୁ ଅଷ୍ଟମ ପିଲା ପର୍ଯ୍ୟନ୍ତ ଆମେ ସିଲେକ୍ଟ କରିକି ଅଲ୍ ଓଡ଼ିଶା ଅଲ୍ ପୁରୀ ଡିଷ୍ଟ୍ରିକ୍ଟରୁ କେତେ 50ଟା ସ୍କୁଲରୁ ଆସିଥିଲେ ପ୍ରକୃତରେ 60ଟା ପିଲା ଆମେ ନେଇଥିଲୁ 5 ଦିନିଆ କ୍ୟାମ୍ପ କରିଥିଲୁ ଆଉ ସେମାନଙ୍କ ଏକ୍ସପିରିଏନ୍ସ ଲେଖିଛନ୍ତି ସେଟାକୁ 5 ଦିନ ଆମେ ରହିକିରି ସେଟାକୁ ବି ସବୁ ହାତରୁ ସେଟା ସେଇଟା ସେଇ ପ୍ରକୃତିରେ ଯେତେବେଳେ ମାନେ କାଠି ପଥର ବାଉଁଶ ନଳି କାଗଜ ମାନେ ୟୁଜ କରନା ଏଇ ସବୁରୁ ବି ନେଇକି ବି ପିଲାଙ୍କୁ ଯଦି ଆମେ ମାନେ ଦେଇଦେବା ତମେ ମାନେ ଗୋଟେ କର ସେମାନଙ୍କର କ୍ରିଏଟିଭିଟି ଯେ କେତେ ଥାଏ ପିଲା ଗୋଟେ ୟଙ୍ଗ ସେମାନେ କ୍ରିଏଟିଭିଟି ଏଜରେ ବହୁତ ଅଧିକ ସେମାନେ ବହୁତ ଅଛି କରିପାରିବେ ମାନେ ଆମେ ତାଙ୍କୁ ଖାଲି କହିବାର ଅଛି ଯେ ତମକୁ ଏଇ ଜିନିଷ ବିଷୟରେ କର ତେଣୁ ଲେଟ୍ସ ଗିଭ୍ ଦେମ୍ ମାନେ ତାଙ୍କୁ ବେସିକ୍ ତାଙ୍କୁ ବୁଝେଇ ଦେଲେ ଜିନିଷ ଏଇଆ ତାପରେ ତମେ କେମିତି କ୍ରିଏଟ୍ କରୁଛ କର ଆମେ କହିବୁନି କେମିତି କର ବୋଲି ତ ସେଇଟା ବି ମାନେ ପିଲାମାନଙ୍କ ପାଇଁ ବି ବହୁତ ଗୋଟେ ସେମାନଙ୍କୁ ଗୋଟେ ଇଣ୍ଟରେଷ୍ଟିଂ ପ୍ରୋଜେକ୍ଟ ବି ହବ ସେମାନେ ବି ଅଧିକା ଭାବିବେ ଆଉଟ୍ ଅଫ୍ ଦ ବକ୍ସ ଥିଙ୍କିଂ କରିବେ ଆଉ ଆଗରୁ ବି ତ ଲୋକମାନେ ଏମିତି ହିଁ କରୁଥିଲେ ପାଠପଢ଼ା ବି ତ ସେଇ ମାନେ ଇଭେନ୍ ପ୍ରଥମ ପାଠପଢ଼ା ହେଉଥିଲା ସେଇ ତଳେ ଏମିତି ଅକ୍ଷର କଟା ହେଇକିନା ବି କରାହେଉଥିଲା ତାର ଫଟୋ ବି ଅଛି କଲୋନିଆଲ ଟାଇମ୍ସର କେମିତି ଚାଟଶାଳୀରେ ଗୋଟେ ଏମିତି ଗୋଟେ ଜାଗାରେ କାଠିରେ ସେ ଲେଖଉଛନ୍ତି ବୋଲି ଗୋଟେ ବହୁତ ପୁରୁଣା କଲୋନିଆଲ ମାନେ ଗୋଟେ ବହିର ମୁଁ ଫଟୋଟେ ଦେଖିଛି ଓଡ଼ିଶାର ଏନିୱେ ତ ସୁନୀଲ ସାର୍ ୟା ପାଇଁ ଗୋଟେ କ'ଣ କରିବାକୁ ପଡ଼ିବ ଆମେ ପରେ କଥା ହେବା ମ୍ୟାଡ଼ାମ୍ ମୁଁ ତ ଆ ବିଷୟରେ ବହୁତ ଇଣ୍ଟରେଷ୍ଟେଡ୍ ମୋ ପାଖରେ ମୁଁ ଆର୍ଥିକ ମାନେ ଆପଣ ଯେଉଁଟା କହିଲେ ଆମେ ସେଇଟାକୁ ନିଜେ ଯଦିଓ ନ କରିପାରିବା ଆମେ ମଣିଷ ମାନେ ୱି କ୍ୟାନ୍ ଇଣ୍ଡିଭିଜୁଆଲି କଣ୍ଟ୍ରିବ୍ୟୁଟ୍ କିଏ କ'ଣ କରିପାରିବ ଅର୍ କାହାକୁ କାହା ସାଙ୍ଗେ କନେକ୍ଟ କରିହେବ ଆଗକୁ କ'ଣ କଲା ଭଳିଆ ବଟ୍ ମୁଁ ବହୁତ ମାନେ ମୋର ବହୁତ ପଜିଟିଭ୍ ହୋପ୍ ଅଛି ଆ ବିଷୟରେ ବିଶ୍ୱାଳ ସାର୍ ଟିକେ କାମ କରୁଛନ୍ତି ସେ ଯେମିତି କହିଲା ଆଉ ଟିକେ ଆଗରୁ ମ୍ୟାଡ଼ାମ୍ ବି ବିଶ୍ୱଭାରତୀ ମ୍ୟାଡ଼ାମ୍ ତାଙ୍କ ଷ୍ଟେଜ୍ରେ ରହିକି ସେ ବି ଏମ୍ ସବୁ ଲୋକାଲ୍ ଗ୍ରୁପ୍ ଆପଣ ବି ସମସ୍ତେ କରୁଥିଲେ ନା ତାଙ୍କ ମ୍ୟାଡ଼ାମ୍ ଇଏରେ ରହି ତାଙ୍କ ଶିବଶକ୍ତିର ସ୍ପିୟରରେ ତାଙ୍କ କାପାସିଟି ଅନୁସାରେ କାମ ତ ହଁ କରୁଛନ୍ତି ସଞ୍ଜୟ ଭାଇ ଆଜି ମ୍ୟାଡାମ ନାହାନ୍ତି ହୁଁ ଗୋଟେ କଥା ଭାବୁଥିଲି ଯେ ମାନେ ପୁରୀକୁ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ଯୋଉ ଚନ୍ଦନପୁର କହୁଛନ୍ତି ତାମାନେ ପୁରୀ ଯିବା ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ରୋଡ ସେଠି ଉପରେ ଯଦି ରାସ୍ତା କଡରେ ଗୋଟେ ବହୁତ ବଡ ଗୋଟେ ହୋର୍ଡିଂ ଲାଗନ୍ତା ଆଉ ଆପଣଙ୍କ ଇନଷ୍ଟିଚ୍ୟୁଟର ଠିକଣା ଦେଇକି ସଦାନନ୍ଦଙ୍କ ବିଷୟରେ ଗୋଟେ ମିନିମମ୍ ଗୋଟେ ଲାଇନ ବା 2 ଲାଇନରେ ଲେଖା ହେଇକି ସେଠି ଗୋଟେ ବଡ ପୋଷ୍ଟର ବା ମାନେ ହୋର୍ଡିଂ ରହନ୍ତା ଆପଣଙ୍କ ଇନଷ୍ଟିଚ୍ୟୁଟର ସେଇଟା ବହୁତ ବଢିଆ କାମ ଦିଅନ୍ତା କାରଣ ସେଇ ବାଟ ଦେଇକି ପ୍ରତ୍ୟେକ ଦିନ ହଜାର ହଜାର ଜାଣିଛି ଲୋକ ଯିବେ ଜାଣିଛି ତାକୁ ପ୍ରଥମ ଆଗ ଭାବିଲୁ ଯେ ତାକୁ ଗୋଟେ ବଡ ଇଏରେ ବୋର୍ଡ କରିବୁ ତାପରେ ଦେଖିଲୁ ଯେ ତାକୁ ସେ ଯୋଉ ୱାଇଡ ହଉଛି ଚକରରେ କିଏ ଉଠେଇ ନେଇଯିବେ ଏତେ ପଇସା ଖର୍ଚ୍ଚ କଲେ ବାଧି ଯାଉଛି ତାପରେ ଇଏ କଲୁ ତାର ଯୋଉ ଫ୍ଲେକ୍ସରେ ଗୋଟେ କରିକି ଦେଇଦେଲୁ ଆଜି ରାତିରେ ଅଛି ତାପର ଦିନ ନାଇଁକି ଚିରିକି ନେଇଗଲାଣି ତାକୁ ମାନେ ବହୁତ ଭଲ ଭାବରେ ଯୋଉ କରିକି ରଖିବ ସେତିକି ଏଫର୍ଟ ପାଇଁ କଷ୍ଟ ହଉଛି ସୁନୀଲ ଆଉ ସାର୍ ପଇସା ପତ୍ର ଆଚ୍ଛା ମ୍ୟାଡ଼ାମ୍ ସୌମ୍ୟର ଗୋଟେ ଅମୀମାଂସିତ ପ୍ରଶ୍ନଟା ରହିଗଲା ମୁଁ ଖାଲି ମ୍ୟାଡାମ ଠାରୁ ସେଟା ଖାଲି କ୍ଲିୟର କରିଦଉଛି ଆକ୍ଚୁଆଲି ସୌମ୍ୟ ଆପଣ ଯୋଉଟା କହିବା ପାଇଁ ଚାହୁଁଥିଲେ ଯେ ଏଇ ଯୋଉ ପୃଥିବୀର ଯୋଉ ଓବଲଟା ଯୋଉ ହଉଛି ତାର ଆକ୍ସିସଟା ଯୋଉ ଏମିତି ବୁଲୁଛି ନଟୁର ମୁଣ୍ଡ ଭଳିଆ ତା ଆଗକୁ 26,000 ବର୍ଷ ପରେ ଆଜି ଯୋଉଟାକୁ ଆମେ କହୁଛୁ ଧ୍ରୁବ ତାରା
ସେଇଟା ଧ୍ରୁବ ତାରା ନ ରହିକି ତା ଜାଗାରେ ଆଉ ଗୋଟେ ତାରାଟେ ଦେଖାଯିବ ସେ ସେଇଟା କହିବା ପାଇଁ ଚାହୁଁଥିଲେ ହୁଁ ଦ୍ୟାଟ୍ ଇଜ ନଟ୍ ପାରାଲେକ୍ସ। ନା ଦ୍ୟାଟ୍ ଇଜ ଧ୍ରୁବ ତାରାଟା ହଁ ସେ ଯୋଉ ଆଉ କେତେ ଗୁଡାଏ ଗ୍ରହ ସେଟାକୁ ପଏଣ୍ଟ କରିବ ସେ କହୁଛନ୍ତି ସେ ଜାଗାକୁ ପଏଣ୍ଟ କରିବ ସେଟା ସେଇଟା ହଉଛି କହିବା ପାଇଁ ସେଟା ପ୍ରିସିସନ ଯୋଗୁ ନୁହଁ ସେଟା ଆଉ ଟିକେ ଉପରକୁ ଆଉ ଟିକେ ଇଏ ମୁଁ ବି ତା ଉପରେ କିନ୍ତୁ ସେଟା ବି ପ୍ରିସିସନ ସେଟା ନୁହେଁ ଦ୍ୟାଟ୍ ଇଜ ନଟ୍ ପ୍ରିସିସନ ଦ୍ୟାଟ୍ ଇଜ ନଟ୍ ହଁ ପ୍ରିସିସନ ସେଟା କରିବ ସେଟା ମାନେ ଇଏ ହି ଅଛି ୱାଜ ସେଟା ଓନ୍ଲି ହଁ ଇଣ୍ଡିକେଟିଂ ହୁଁ ଯେ ଏ ଯୋଉ ଓବଲ ଯୋଗୁ ଆଜି ହୁଁ ଯୋଉଟାକୁ ଆମେ ଧ୍ରୁବ ତାରା ବୋଲି କହୁଛୁ ତା ସ୍ଥାନରେ ସେଇ ତାରାଟା ନ ରହିକି ଆଉ ଗୋଟେ ତାରା ଆସିଯିବ ଗୋଟେ ଯେମିତି ଦକ୍ଷିଣ ମେରୁରେ ଏବେ ଧ୍ରୁବ ତାରା ନାହିଁ ଦକ୍ଷିଣ ମେରୁରେ ଗୋଟେ ପୋଲାର ଯେମିତି ଗ୍ରହାଣ ପୁଞ୍ଜ ଅଛନ୍ତି ଗୋଟେ ଗୋଟେ ଏମାନେ ହଁ ଗୋଟେ ନକ୍ଷତ୍ର ପୁଞ୍ଜ ଅଛି ବାସ୍ ତ ଏଇ ଫେଜରେ ବର୍ତ୍ତମାନ ଆମେ ଗୋଟେ ଠିକ ପୃଥିବୀର ଆକ୍ସିସ୍ ଉପରେ ଗୋଟେ ତାରକୁ ଦେଖୁଛୁ କିନ୍ତୁ 26,000 ବର୍ଷ ପରେ ଯେତେବେଳେ ଆକ୍ସିସଟା ବଦଳିଯିବ ସେ ତାରାଟା ଆଉ ରହିବନି ଆମ ଆକ୍ସିସ୍ ଉପରେ ରହିବନି ସେତେବେଳେ ଇଟ୍ ସମ୍ ଅଦର ଷ୍ଟାର ସେଟା ଆଉ ଗୋଟେ ସେଇଟା ଷ୍ଟାର କହିବା ପାଇଁ ଚାହୁଁଥିଲା। ଧ୍ରୁବଟା ହେଲା ଗୋଟେ ଉପାଧି ଇନ୍ଦ୍ର ପଦ ଭଳିଆ ଧ୍ରୁବ ହେଲା ଗୋଟେ ପଦ ସେଇଟାକୁ ଏଟା ବିଭିନ୍ନ ଧ୍ରୁବ ମାନେ 26,000 ସ୍ଥିର ବର୍ଷରେ ଧ୍ରୁବର ଅର୍ଥ ଥରେ ହଉଛି ଥରେ ଧ୍ରୁବ ଆଜ୍ଞା ଅର୍ଥ ଆଜ୍ଞା ସ୍ଥିର ତ ସେଟା ସ୍ଥିର ସେଇଟା ଅଛି ବୋଲି କୁହାହଉଛି ତ ଧ୍ରୁବତା ଆପଣମାନେ ଜାରି ରଖନ୍ତୁ ମତେ ବି ଯିବାର ଅଛି ଗୋଟେ ମିଟିଂ ପାଇଁ ବହୁତ ଧନ୍ୟବାଦ ସୁଧୀର ମ୍ୟାଡାମ ଆଉ ମୋ ସମସ୍ତଙ୍କୁ ମୋ ତରଫରୁ ବହୁତ ଧନ୍ୟବାଦ ତ ଥ୍ୟାଙ୍କ ୟୁ। ମୋ ତରଫରୁ ବି ସମସ୍ତଙ୍କୁ ରଙ୍ଗଧର ଭାଇ ଏନିଥିଙ୍ଗ ୱାଣ୍ଟ ଟୁ ସେ ଆପଣ କିଛି କହିବେ ଅନମ୍ୟୁଟ କରନ୍ତୁ ଅନମ୍ୟୁଟ କରନ୍ତୁ ଅନମ୍ୟୁଟ କରନ୍ତୁ। Okay, right. Very interesting subject. Since when we were very kids, we used to look at the stars, moons. But my question here is that billion of years ago, a Jagata is already formed, but how it influenced our human cell, our human body, how it influenced. And second question is, since we know God has created the soul, will the soul goes to the universe and come to us? These two questions only, me. that Madam, is very actually interesting what subject. we Interesting subject. I have read few Persian uh, theories. They have some answer to it, but in a different form, in their own language. that is just a prediction because ଏ ଯୋଉ ପାଣିର ଚକ୍ର the water evaporates then goes up then it comes down like that so accordingly they just predict that this atma has a cycle it will go up it will die and it will incarnation it will take another form like that there is no evidence most probably there is no evidence there could be a prediction Actually, predict Rangadhar bhai, the question that you are asking is beyond the purview of the present discussion. Today we are present discussing yes. Yeah. astronomy. What you are asking that belongs to a different domain. It would rather be called astrology. That is not a science. Okay, if you ask me personally, but there is a whole world of people who believe that it is also science. But I don't believe it is a I science. just Okay. want to know how it convinces, It's parascience. the convincing. Yes. Thank you very much. So it is already 9 o'clock. So in case anyone else is interested to ask any question, 11:30 Malaysian time, 11:30. yeah, it's too late. So there is Madam, wonderful, madam. Wonderful. How Okay, can I thank thank you. pronounce you as Satnanda? thank you, Thank you very much, madam. thank you. तो सो मैडम को ମୁଁ ବହୁତ ଧନ୍ୟବାଦ ଦେବି ମନ୍ଥର ଭାଇ anything you want to add quickly please give your comment so you have been ଆପଣ ମାନେ ଚେଇଁ ରହିଛନ୍ତି ରାତି 11:30 ପର୍ଯ୍ୟନ୍ତ ଖାଲି କମେଣ୍ଟ ଦେବା ପାଇଁ କୁହନ୍ତୁ ଅନମ୍ୟୁଟ କରନ୍ତୁ ଆଉ କୁହନ୍ତୁ Hmm. 11:30 ହେଇଗଲାଣି ଆପଣଙ୍କର ନାଇଁ କୋଉଠି ମାଲେସିଆ ଓ ମାଲେସିଆରୁ ହଁ କହିଥିଲେ ଆପଣ ମାଲେସିଆରୁ ଜଏନ୍ ସେମାନେ ସବୁ କରୁଛନ୍ତି 150 ବର୍ଷ ତଳେ ଓଡ଼ିଶାରୁ ଯାଇଥିଲେ ଓଡ଼ିଆ ଆଚ୍ଛା ହଁ 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 ମନ୍ଥର ଭାଇ କୁହନ୍ତୁ ମନ୍ଥର ଭାଇ କୁହନ୍ତୁ କାଇଁ ଆସୁନାହାନ୍ତି ହଁ କୁହନ୍ତୁ
Sir, sorry, I also have a problem. No issue, no issue. No, Go on. नमस्कार मैम समस्त के नमस्कार मो ना मंतर आरसु नाय मो मलेशिया रो मोर कुटुंब 6 जनरेशन आज रो टॉपिक आई करी बहुत बहुत वेरी इंटरेस्टिंग टॉपिक जब मो किछि कमेंट दे पारु नाय जब मु सुनिली भले के सोफा एतिका का मो किछि कोइ पारु नाय नमस्कार जय जगन्नाथ Thank you. समस्त Thank you, थैंक thank यू you, thank you. तो आम प्रोग्राम कार्यक्रम शेष करिया मैडम आपन बहुत धन्यवाद जेमति मु आरंभ कहली बहुत क्लिष्ट विषयटू आपन बहुत सहजरे बुझेले एवं सेहि पई आम भितर एते आग्रह प्रकाश पाइला बा एते क्वेश्चन माने आपन सुनिले तेणु आपन बहुत धन्यवाद खूब शीघ्र आपन सहित देखा हबो आज जो जो माने सब जोग देथिले मो समस्त को धन्यवाद ନା देउचे ମୁଁ ୟା ପର ପ୍ରୋଗ୍ରାମ ରେ ମୁଁ ଆପଣଙ୍କୁ ଇଏ ଆପଣଙ୍କ ଇଏ କୁ ଲିଙ୍କ ମାନେ କହିବି ଆପଣଙ୍କୁ ହିଁ ତ ପର୍ସନାଲି କହିବି ତାପରେ ଆପଣ ଇଏ କରିବେ ସାର୍କୁଲେଟ ନହେଲେ କରିବେ ଆଜ୍ଞା ପ୍ରୋଗ୍ରାମ ଗୋଟେ କଲେ ମାନେ ଏଇ ଯୋଉମାନେ ଆସିପାରିବେ ସେମାନଙ୍କୁ ନେଇକିରି ଆଗ ଆମ ଇନଷ୍ଟିଚ୍ୟୁଟରେ ଗୋଟେ ପ୍ରୋଗ୍ରାମ କଲେ ବି ଆଜ୍ଞା ଆଜ୍ଞା ହେଇପାରିବ ଆଜ୍ଞା ଆଜ୍ଞା ଖାଲି ଦେଖିବା ପାଇଁ ଯୋଉ ଇନଷ୍ଟ୍ରୁମେଣ୍ଟ ହେରିକା ତା ଦେହରେ କେମିତି କାଲକୁଲେସନ ହଉଛି ଆଜ୍ଞା ଦେଖିବା ପାଇଁ ଆଜ୍ଞା ଠିକ ଅଛି बहुत धन्यवाद शुभेंद्र सर भीतर खूब शीघ्र आप आसीजु मु भावुची पुरी बहुत धन्यवाद मैडम समस्त बहुत नमस्कार आसंता रविवार पुणी गोटे नुआ प्रोग्राम देखा रही नमस्कार ସମସ୍ତଙ୍କୁ ନମସ୍କାର।